ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ତୁମର ମୟୂରଭଞ୍ଜ ଉପରେ ହେଲା। ଆମେ ସବୁରେ ସମ୍ପୂର୍ଣ୍ଣ ଭାବରେ ମୟୂରଭଞ୍ଜ ଉପରେ ଆଲୋଚନା କରିବା। ଆମର ମୟୂରଭଞ୍ଜ ସଂସ୍କୃତି କ'ଣ ହେଲା, ତା ସହିତ ମୟୂରଭଞ୍ଜର ଇତିହାସ, ଆମର ମୟୂରଭଞ୍ଜର ନା କାହିଁକି ମୟୂରଭଞ୍ଜ ହେଇଛି ଇତ୍ୟାଦି ଅନେକ ସାରା ତଥ୍ୟ ଆମେ ଆଜିର ଭିଡ଼ିଓଟି ଜାଣିବା। ତ ପିଲାମାନେ ଆଜିର ଭିଡ଼ିଓଟି ଗୋଟେ ପିଲା ଯିଏକି ମୟୂରଭଞ୍ଜରୁ ଦେଖୁଛି, ତ ତା ପାଇଁ ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ଧର ଯେକୌଣସି ଏଣ୍ଟ୍ରାନ୍ସ ବା ଭାଇବା ଯେତେବେଳେ ଯିବ ସେତେବେଳେ ତୁମର ମୟୂରଭଞ୍ଜ ବିଷୟରେ ନିହାତି ଭାବରେ ପଚାରିବେ, ଯେହେତୁ ତୁମେ ମୟୂରଭଞ୍ଜ କଲେଜରୁ ପଢ଼ୁଛ ହେଲା। ତ ତେଣୁକରି ତମେ ମୟୂରଭଞ୍ଜରେ ଜନ୍ମ ହେଇଛ, ତେଣୁକରି ମୟୂରଭଞ୍ଜ ବିଷୟରେ ପ୍ରାୟତଃ ପଚାରି ଦିଅନ୍ତି ହେଲା। ତ ଅନେକ ସାରା ଜାଗାରେ ତମେ ଭାବନି କେବଳ ତୁମର ଆରେ ଯେକୌଣସି ଜବ୍ ପାଇଁ ଇଣ୍ଟରଭ୍ୟୁ ଗଲା ବେଳେ ମଧ୍ୟ ପଚାରି ଦିଅନ୍ତି। ତେଣୁକରି ଭାବିଲି ଚାଲନ୍ତୁ ଆମେ ମୟୂରଭଞ୍ଜ ଇତିହାସ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଦେଖନ୍ତୁ, ଆମର ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ଏକ ପ୍ରସିଦ୍ଧ ଓ ପ୍ରାଚୀନ ଜିଲ୍ଲା, ଯାହା ତାହାର ସମୃଦ୍ଧ ଇତିହାସ ରହିଛି, ପୁରାତନ ପରମ୍ପରା ଓ ବିବିଧ ସଂସ୍କୃତି ପାଇଁ ରଚିତ ହୋଇଥାଏ। ଏହି ଅଞ୍ଚଳର ଇତିହାସ ଅତ୍ୟନ୍ତ ପ୍ରାଚୀନ ଓ ଗୌରବମୟ। ପୁରାତନ କାଳରୁ ଏଠାରେ ବିଭିନ୍ନ ଜନଜାତି ଓ ସଂସ୍କୃତିର ଲୋକମାନେ ବାସ କରୁଥିଲେ, ଯାହା ମୟୂରଭଞ୍ଜକୁ ଏକ ସାଂସ୍କୃତିକ ସମ୍ମିଳନ କ୍ଷେତ୍ରରେ ପରିଣତ କରିଛି। ମୟୂରଭଞ୍ଜ ଇତିହାସ ମୂଳତଃ ରାଜତନ୍ତ୍ର ସହିତ ଜଡ଼ିତ ହୋଇଥାଏ। ଏଠାରେ ଭଞ୍ଜ ବଂଶର ରାଜାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ କରିଥିଲେ। ସେମାନେ ରାଜ୍ୟର ଉନ୍ନତି, କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପାଇଁ ବହୁତ ଅବଦାନ ରଖୁଥିଲେ। ଏହି କାରଣରୁ ମୟୂରଭଞ୍ଜ ଅଞ୍ଚଳରେ ଆଜି ମଧ୍ୟ ବହୁ ପୁରାତନ ମନ୍ଦିର, ଐତିହାସିକ ସ୍ଥାପତ୍ୟ ଓ ପାରମ୍ପରିକ କରାଳ ଚିହ୍ନ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜର ସଂସ୍କୃତି ମଧ୍ୟ ଅତ୍ୟନ୍ତ ସମୃଦ୍ଧ। ଲୋକନୃତ୍ୟ, ପାରମ୍ପରିକ ପର୍ବପର୍ବାଣି, ଲୋକଗୀତ ଓ ଆଦିବାସୀ ପରମ୍ପରା ଏହାର ମୁଖ୍ୟ ବିଶେଷତା। ବିଶେଷ କରି ମୟୂରଭଞ୍ଜ ଛଉ ନୃତ୍ୟ ସମଗ୍ର ଭାରତରେ ପ୍ରସିଦ୍ଧ ଓ ଏହା ମୟୂରଭଞ୍ଜର ଜାତି ରହିଥାନ୍ତି, ଯାହାଙ୍କର ଜୀବନଶୈଳୀ, ପରମ୍ପରା ଓ ପୂଜାପାଠ ଏହି ଅଞ୍ଚଳର ସଂସ୍କୃତିକୁ ଅଧିକ ବିବିଧ ଓ ରଚିତ କରିଛି। ଏହିପରି ଭାବରେ ମୟୂରଭଞ୍ଜର ଇତିହାସ, ଐତିହ୍ୟ, ସଂସ୍କୃତି ଓଡ଼ିଶାର ସାମଗ୍ରିକ ଐତିହ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବି କରେ। ଏହା କେବଳ ପ୍ରାଚୀନ ଇତିହାସର ଗୌରବକୁ ନୁହେଁ, ବରଂ ଏହି ଅଞ୍ଚଳର ସମୃଦ୍ଧ ସାହିତ୍ୟ, କଳା ଓ ପରମ୍ପରା ପ୍ରତିବିମ୍ବିତ କରେ। ଦେନ୍ ଜାଣନ୍ତୁ, ଦେଖ ମୟୂରଭଞ୍ଜର ପରିଚୟ ବିଷୟରେ ଜାଣିବା। ଦେଖନ୍ତୁ, ଓଡ଼ିଶାର ଉତ୍ତର ଭାଗରେ ଅବସ୍ଥିତ ମୟୂରଭଞ୍ଜ ଜିଲ୍ଲା ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜନଜାତି ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ପରିଚିତ ହୋଇଥାଏ। ଏହା କ୍ଷେତ୍ରଫଳ ଦୃଷ୍ଟିରୁ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ଅଟେ। ଆୟତନରେ ଏହା ଓଡ଼ିଶା ପ୍ରଦେଶର ସର୍ବବୃହତ ଜିଲ୍ଲା। ଏହାର ଭୌଗୋଳିକ ସୀମା ହେଉଛି 22°33'45' ଓ 21°17' ଉତ୍ତର ଅକ୍ଷାଂଶ ମଧ୍ୟରେ ଏବଂ 85°42'30' ଓ 87,017.15 ପୂର୍ବ ଦ୍ରାଘିମାରେ ଅବସ୍ଥିତ ହୋଇଥାଏ। ମୟୂରଭଞ୍ଜ ଓଡ଼ିଶାର ଏକ ସ୍ଥଳଭାଗ ପରିବେଷ୍ଟିତ ଜିଲ୍ଲା, ଯାହା ରାଜ୍ୟର ଉତ୍ତର ସୀମାରେ ଅବସ୍ଥିତ। ଆମେ ମୟୂରଭଞ୍ଜ ଗୋଟେ ସ୍ଥଳଭାଗ ପରିବେଷ୍ଟିତ ଜିଲ୍ଲା, ମାନେ ମୟୂରଭଞ୍ଜ ଚାରିକଡ଼ର ବି କୌଣସି ଜାଗାରେ ସମୁଦ୍ର ସାଙ୍ଗରେ ଲାଗିକି ନାହିଁ ହେଲା। ଏହି ଜିଲ୍ଲାର ଉତ୍ତର ଦିଗରେ ଝାଡ଼ଖଣ୍ଡର ସିଂହଭୂମି ଏବଂ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା। ତାହେଲେ ଆମ ମୟୂରଭଞ୍ଜର ଉତ୍ତର ଦିଗରେ କ'ଣ? ଉତ୍ତର ଦିଗରେ ଅଛି ଝାଡ଼ଖଣ୍ଡର ସିଂହଭୂମି ଏବଂ ପଶ୍ଚିମବଙ୍ଗର ମେଦିନୀପୁର। ଏହାର ଦକ୍ଷିଣ ସୀମାରେ ଅଛି ବାଲେଶ୍ୱର ଏବଂ କେଉଁଝର ଜିଲ୍ଲା। ବାଲେଶ୍ୱର କେଉଁଝର ଅଛି। ଦେନ୍ ଉତ୍ତର ପୂର୍ବ ପଟେ ପଶ୍ଚିମବଙ୍ଗର ମେଦିନୀପୁର, ଓଡ଼ିଶାର ବାଲେଶ୍ୱର ଜିଲ୍ଲା ରହିଥିବା ବେଳେ ପଶ୍ଚିମ ଦିଗରେ ଓଡ଼ିଶାର କେନ୍ଦୁଝର ଓ ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା ଏହାକୁ ଘେରି ରହିଛି। ଭୌଗୋଳିକ ଭାବରେ ଏହି ଜିଲ୍ଲାଟି ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସହିତ ଆନ୍ତଃ ରାଜ୍ୟ ସୀମା ବାଣ୍ଟିଥାଏ। ଭୌଗୋଳିକ ପରିଚୟ ଦୃଷ୍ଟିରୁ ଏହା ତିନି ଭାଗରେ ବିଭକ୍ତ। ଗୋଟେ ହେଉଛି ବାରିପଦା, କପ୍ତିପଦା, ବାବନଘାଟି ଓ ପଞ୍ଚପିଠ ଅଞ୍ଚଳର ମାଳଭୂମି ମଧ୍ୟଭାଗରେ ଅବସ୍ଥିତ ଶିମିଳିପାଳ ପର୍ବତ ଶ୍ରେଣୀକୁ ନେଇ ମୟୂରଭଞ୍ଜ ଗଠିତ ହୋଇଥାଏ। ସମଗ୍ର ଜିଲ୍ଲାର 46% ବିଶ୍ୱମଣ୍ଡଳୀୟ ଜଙ୍ଗଲ ଦ୍ୱାରା ଆବୃତ ହୋଇଥାଏ। ଏହାର ଆୟତନ ପ୍ରାୟ 4,766 ବର୍ଗ କିଲୋମିଟର। ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ମୟୂରଭଞ୍ଜର ରାଜନୈତିକ ଓ ସାଂସ୍କୃତିକ ଗୁରୁତ୍ୱ ବିଶେଷ ରହିଥିଲା। ଅନେକ ଦିନ ପର୍ଯ୍ୟନ୍ତ ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଗୁରୁତ୍ୱ ସାମ୍ରାଜ୍ୟବାଦୀ ଶକ୍ତିମାନେ ଉପଲବ୍ଧି କରିଥିଲେ। ଅନେକ ନଦ ନଦୀ, ଉପତ୍ୟକା, ଗିରି ପର୍ବତ ଓ ଗଭୀର ଅରଣ୍ୟ ଘେନି ମୟୂରଭଞ୍ଜ ଗଠିତ। ଏହାର କ୍ଷେତ୍ରଫଳ ପ୍ରାୟ 10,418 ବର୍ଗ କିଲୋମିଟର। ମଧ୍ୟଭାଗରେ ଅବସ୍ଥିତ ଥିବା ଶିମିଳିପାଳ ପର୍ବତ ଓ ତାର ମେଘାସନୀ ନାମକ ଗିରିଶୃଙ୍ଗର ମନୋରମ ପ୍ରାକୃତିକ ଦୃଶ୍ୟ ଦର୍ଶକ ମନରେ କବିତାର ଝଙ୍କାର ତୋଳିବା ସହିତ ଜିଲ୍ଲା ଓ ତତ୍ସଂଲଗ୍ନ ଅଞ୍ଚଳର ଜଳବାୟୁକୁ ନିୟନ୍ତ୍ରିତ କରିଥାଏ। ଏହି ଗିରିଶ୍ରେଣୀର ବିଭିନ୍ନ ସ୍ଥାନରୁ ଅନେକ କ୍ଷୁଦ୍ର ନଦୀ ନିର୍ଗତ ହୋଇ ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ସହିତ ମିଶିଥାନ୍ତି। ବହୁ ପଶୁପକ୍ଷୀ ଓ ହିଂସ୍ରଜନ୍ତୁମାନଙ୍କ ଦ୍ୱାରା ଶିମିଳିପାଳର ଅଭୟାରଣ୍ୟ
ଓ ଘନ ଜଙ୍ଗଲ ପରିପୁଷ୍ଟ ହୋଇଥାଏ। ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳ ମ୍ୟାଲେରିଆ ସଂକ୍ରମିତ ହୋଇଥିବାରୁ ବାସୋପଯୋଗୀ ନୁହେଁ, କିନ୍ତୁ ଖଡ଼ିଆ ଏବଂ କୋଲ୍ହ ଆଦି ଅନୁସୂଚିତ ଗିରିଜନ ଛୋଟ ଛୋଟ ଗ୍ରାମ ସ୍ଥାପନ କରି ସେଠାରେ ବାସ କରନ୍ତି। ମୟୂରଭଞ୍ଜର ଅନୁସୂଚିତ ବନବାସୀମାନଙ୍କର ଭିତରେ ସାନ୍ତାଳ, କୋଲ୍ହ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଧାରୁଆ, ଖଡ଼ୁଆ ଆଦି ପ୍ରଧାନ। ସେମାନେ କହୁଥିବା ଭାଷା ମୁଣ୍ଡା ପରିବାର ସହିତ ସମ୍ପୃକ୍ତ ବୋଲି ପଣ୍ଡିତମାନଙ୍କର ଅଭିମତ ହୋଇଥାଏ। ସାନ୍ତାଳମାନଙ୍କର କନ୍ତି ଭାଷା ସାନ୍ତାଳୀ। ଏହା ଦୁଇ ପ୍ରକାର ଅଟେ। ମୟୂରଭଞ୍ଜୀୟ ସାନ୍ତାଳୀମାନେ କହୁଥିବା ଭାଷାକୁ ଦକ୍ଷିଣୀ ସାନ୍ତାଳୀ ବୋଲି କୁହାଯାଇଥାଏ। ମୁଣ୍ଡାରୀ ସହିତ ଏହାର ସମ୍ପର୍କ ରହିଛି। ପ୍ରତିବେଶୀ ଆଞ୍ଚଳିକ ଭାଷାରୁ ଅନେକ ଶବ୍ଦ ସାନ୍ତାଳୀ ଭାଷାରେ ଗୃହୀତ ହୋଇଛି। ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର ଭାଷା ଯାହାକି ଅନ୍ୟାନ୍ୟ ଲକ୍ଷାଧିକ ଅଧିବାସୀଙ୍କର ମାତୃଭାଷା। ଭୂମିକମାନେ କହୁଥିବା ଭାଷା ଭୂମିଜୀ ନାମରେ ପରିଚିତ। ସେମାନେ ଭୂମିଜୀ ସହିତ ଓଡ଼ିଆ ଭାଷା ମଧ୍ୟ ବ୍ୟବହାର କରିଥାନ୍ତି। ମୁଣ୍ଡାରୀ ଭାଷାଭାଷୀଙ୍କର ସଂଖ୍ୟା ଅନ୍ୟୁନ 60,000। ସାନ୍ତାଳୀ ଓ ମୁଣ୍ଡାରୀ ଭିତରେ ସାମଞ୍ଜସ୍ୟ ଅଛି। ଆବାସୀୟ ବୃତ୍ତିଗତ ଅବସ୍ଥା 1991ର ଜନଗଣନା ଅନୁସାରେ ମୟୂରଭଞ୍ଜର ଜନସଂଖ୍ୟା 18,85,000 ଅଟେ। ପ୍ରତ୍ୟେକ ବର୍ଗ କିଲୋମିଟରରେ ହାରାହାରି 180 ଜଣ ଲୋକ ବସବାସ କରନ୍ତି। ଓଡ଼ିଶା ପ୍ରଦେଶର ଜନବସତି ପ୍ରତ୍ୟେକ ବର୍ଗ କିଲୋମିଟରରେ 202 ହୋଇଥିବାରୁ ତୁଳନାତ୍ମକ ଦୃଷ୍ଟିରୁ ମୟୂରଭଞ୍ଜ ଏକ ଅନୁନ୍ନତ ଅଞ୍ଚଳ ଭାବରେ ସ୍ୱୀକୃତ ହୁଏ। ଜିଲ୍ଲାର ଅଧିବାସୀମାନେ ମୁଖ୍ୟତଃ 3,709 ସଂଖ୍ୟକ ଗ୍ରାମରେ ବିଚ୍ଛୁରିତ ହୋଇଥିବାର ଦେଖାଯାଏ। ସମଗ୍ର ଜିଲ୍ଲାରେ ସହର ସଂଖ୍ୟା ମାତ୍ର 4ଟି, ତେଣୁ ଗ୍ରାମୀଣ ଅଧିବାସୀଙ୍କର ସଂଖ୍ୟା ଶତକଡ଼ା 94। ଏହା ମଧ୍ୟ ଅନଗ୍ରସରତାର ଅନ୍ୟ ଏକ ଦୃଷ୍ଟାନ୍ତ। ବର୍ତ୍ତମାନ ଦେଖ, ମୟୂରଭଞ୍ଜର ଅଧିକାଂଶ ଅଧିବାସୀ ଶ୍ରମଜୀବୀ ଓ କୃଷକ ଅଟନ୍ତି। କୃଷି ଉପରେ ଶତକଡ଼ା 41% ଲୋକ ନିର୍ଭରଶୀଳ। ଶ୍ରମ ଦ୍ୱାରା ଜୀବିକା ନିର୍ବାହ କରନ୍ତି ଶତକଡ଼ା 25% ଏବଂ କ୍ଷୁଦ୍ର ଓ କୁଟୀର ଶିଳ୍ପ ଉପରେ ନିର୍ଭର କରନ୍ତି ଶତକଡ଼ା 5%। ବାକି ସମସ୍ତେ ସାମୟିକ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ କାଳାତିପାତ କରିଥାନ୍ତି। କୃଷି ଲୋକମାନଙ୍କର ପ୍ରଧାନ ଜୀବିକା ହୋଇଥିବାରୁ ଏବଂ କୃଷି ପ୍ରଣାଳୀ ଉନ୍ନତ ଧରଣର ହୋଇନଥିବାରୁ ଉତ୍ପାଦିତ ଶସ୍ୟ ପରିମାଣ ଅର୍ଥନୈତିକ ମାନ ବୃଦ୍ଧିରେ ସହାୟକ ହୋଇପାରିନି। ଉତ୍ପନ୍ନ ଶସ୍ୟ ମଧ୍ୟରେ ଧାନ, ଗହମ, ବାଦାମ, ରବି ଜାତୀୟ ଶସ୍ୟ ପ୍ରଧାନ ଅଟେ। ଜଳସେଚନ ପ୍ରଣାଳୀ ବା ଉନ୍ନତ ଧରଣର କୃଷି ପଦ୍ଧତି ସହିତ କୃଷକମାନେ ବିଶେଷ ଅଭ୍ୟସ୍ତ ନୁହନ୍ତି। କେବଳ ସଦର, ସବ୍-ଡିଭିଜନ ଓ କପ୍ତିପଦା ବ୍ୟତୀତ ଅନ୍ୟ ଅଞ୍ଚଳ ସମତଳ ଭୂଭାଗ ହୋଇନଥିବାରୁ ଜଳସେଚନ ପାଇଁ ଅନୁପଯୁକ୍ତ। କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଜମିର 26% ଜଳସେଚିତ। ଅର୍ଥନୈତିକ ପ୍ରଗତି ପାଇଁ ମୟୂରଭଞ୍ଜର ଭିତ୍ତିଭୂମି ପର୍ଯ୍ୟାପ୍ତ ନୁହେଁ। ଶିଳ୍ପର ପ୍ରଗତି ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇ ନଥିବା ପରିତାପର ବିଷୟ। ବର୍ତ୍ତମାନର ଅଧ୍ୟୟନରୁ ଜଣାପଡ଼େ ଯେ ମୟୂରଭଞ୍ଜର ଗମନାଗମନ ଉପଯୋଗୀ ଜାତୀୟ ଓ ରାଜ୍ୟ ରାଜପଥର ଦୈର୍ଘ୍ୟ 13,713 କିମି, ରେଳପଥର ଦୈର୍ଘ୍ୟ 150 କିମି, ସ୍ଥାପିତ ବ୍ୟାଙ୍କ ସଂଖ୍ୟା 131 ଓ ବିଦ୍ୟୁତ୍ ସଂଯୋଗ ଥିବା ଗ୍ରାମ ଓ ସହର ସଂଖ୍ୟା 60%। ବର୍ତ୍ତମାନ ଦେଖ ପ୍ରଗତିହାସିକ ଯୁଗ ବିଷୟରେ ହେଲା। ମୟୂରଭଞ୍ଜର ପ୍ରଗତିହାସିକ ଇତିହାସ ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ, ଯାହା ଓଡ଼ିଶାରେ ମାନବ ସଭ୍ୟତାର ଆଦିମ ପର୍ଯ୍ୟାୟକୁ ଦର୍ଶାଇଥାଏ। ଏହି ଅଞ୍ଚଳ ବିଶେଷ କରି ପୁରାତନ ପ୍ରସ୍ତର ଯୁଗ ଏବଂ ନୂତନ ପ୍ରସ୍ତର ଯୁଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ବିଶ୍ୱ ପ୍ରସିଦ୍ଧ ଅଟେ। କୁଲିଅଣା ଭଳି ସ୍ଥାନରୁ ମିଳିଥିବା ହାତ କୁରାଢ଼ୀ ଓ ଶିକାର ଉପକରଣ ଏବଂ କୁଚେଇଠାରୁ ମିଳିଥିବା ମୃଣ୍ମୟ ପାତ୍ର ଓ ପଥର ହତିଆର ପ୍ରମାଣ କରେ ଯେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ବୁଢ଼ାବଳଙ୍ଗ ନଦୀ ଉପତ୍ୟକା ଓ ଶିମିଳିପାଳ ପର୍ବତମାଳା ଆଦିମ ମାନବମାନଙ୍କର ଏକ ପ୍ରମୁଖ ବସତି ସ୍ଥଳ ଥିଲା। ଏହି ଖନନରୁ ମିଳିଥିବା ତଥ୍ୟ ଅନୁସାରେ ମୟୂରଭଞ୍ଜ ଭାରତର ସେହି କେତେକ ସ୍ଥାନ ମଧ୍ୟରୁ ଅନ୍ୟତମ ଯେଉଁଠାରେ କି ପ୍ରଗତିହାସିକ ସଂସ୍କୃତିର ବିକାଶ ଦ୍ୱାରା ସୃଷ୍ଟ ଭାବରେ ବାରି ହୋଇପଡ଼େ। କିମ୍ବଦନ୍ତୀମାନ ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ମୟୂରଭଞ୍ଜର ଇତିହାସ ଯେ ଅତି ପ୍ରାଚୀନ ଏଥିରେ ସନ୍ଦେହର ଅବକାଶ ନାହିଁ। ମାନବ ସଭ୍ୟତାର ପଦଧ୍ୱନି ଓ ଗୁଞ୍ଜରଣ ସନ୍ଧାନରେ ପ୍ରତ୍ନତତ୍ତ୍ୱବିତ୍ମାନେ ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରଯତ୍ନ କରିଆସିଛନ୍ତି। ସେମାନଙ୍କର ଉତ୍ତମ ଫଳପ୍ରସୂତ ହୋଇଛି। ପ୍ରଗତିହାସିକ ପ୍ରସ୍ତର ଯୁଗରେ ଆଦିମ ମନୁଷ୍ୟର ସଭ୍ୟତା ଏହି ଘନ ଅରଣ୍ୟବଣା ଓ ନଦନଦୀ ଉପତ୍ୟକା ମଧ୍ୟରେ ବିକଶିତ ହୋଇଥିଲା। ବୁଢ଼ାବଳଙ୍ଗ ଓ ତାହାର ଉପନଦୀ
ଶଣ ଏବଂ ଗଙ୍ଗାହାର ଉପକୂଳରେ ଆଦିମ ସଭ୍ୟତାର ପ୍ରମାଣ ମିଳିଅଛି। ସେ ଯୁଗରେ ମନୁଷ୍ୟ ଜଳସ୍ରୋତ ନିକଟରେ ବସବାସ କରୁଥିଲା। ପାନୀୟ ଜଳ ସଂଗ୍ରହ ଓ ବନ୍ୟଜନ୍ତୁ ଶିକାର ତା ପାଇଁ ସହଜ ହେଉଥିଲା। ଗୁମ୍ଫାରେ ରହି ମଧ୍ୟ ସେ କ୍ଷୁଦ୍ରାକାୟ ପଶୁକୁ ଧରି ମାରି ପାରୁଥିଲା। ଅରଣ୍ୟର ଆବରଣ ମଧ୍ୟରେ ସେ ନିଜକୁ ସୁରକ୍ଷିତ ରଖିପାରୁଥିଲା। ବଣ ଜଙ୍ଗଲର ଫଳମୂଳ ଭକ୍ଷଣ କରିବା ଦ୍ୱାରା ଅନେକ ସମୟରେ ସେ କ୍ଷୁଧା ଦୂରୀଭୂତ କରିପାରୁଥିଲା। ସେତେବେଳେ ବ୍ୟବହାର କରୁଥିବା ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ଅତି ସାଧାରଣ ଥିଲା। ନଦୀରେ ମିଳୁଥିବା ବାଲିଗରଡ଼ା ଗୋଲାକୃତି ପଥରକୁ ଅଳ୍ପ ବୁଦ୍ଧି ଓ ଶ୍ରମ ପ୍ରୟୋଗ ଦ୍ୱାରା ଅସୁରେ ପରିଣତ କରୁଥିଲା। ଦୁଇଟି ପଥରକୁ ପରସ୍ପର ସହିତ ପିଟି ଦେଲେ ଧାରୁଆ ଖଣ୍ଡମାନ ତିଆରି ହୋଇପାରୁଥିଲା। ଏହି ଧାରୁଆ ପଥର ଖଣ୍ଡମାନଙ୍କୁ ସେ ଅସ୍ତ୍ର ଭାବରେ ବ୍ୟବହାର କରୁଥିଲା। କୁରିଅନାରେ ଏପରି ପଥର ତିଆରି ଅସ୍ତ୍ର ମିଳୁଥିବାରୁ ପୁରାତନ ପ୍ରସ୍ତର ଯୁଗରେ ଆଦିମ ମନୁଷ୍ୟର ବାସସ୍ଥାନ ସେଠାରେ ଥିବା ପ୍ରମାଣିତ ହୋଇଥାଏ। ପଥର ନିର୍ମିତ ଅସ୍ତ୍ର ଆଦିମ ମନୁଷ୍ୟର ବୈଷୟିକ ଜ୍ଞାନ ଓ ସଭ୍ୟତାର ପ୍ରଥମ ପରିଚୟ ପତ୍ର। ଭାରତର ଉତ୍ତର ପଶ୍ଚିମାଞ୍ଚଳରେ କାଶ୍ମୀର ଉପତ୍ୟକାରେ ପ୍ରବାହିତ ସ୍ୱାନ ନଦୀ ଉପତ୍ୟକାରେ କୁରୂପ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ମିଳିଥାଏ। କିମ୍ବଦନ୍ତୀର ଇତିହାସ। ମୟୂରଭଞ୍ଜର ଇତିହାସ କିମ୍ବଦନ୍ତୀ ଏବଂ ଐତିହାସିକ ସତ୍ୟତାର ଏକ ଅପୂର୍ବ ମିଶ୍ରଣ, ଯାହା ମୁଖ୍ୟତଃ ଭଞ୍ଜ ରାଜବଂଶକୁ ନେଇ ଗତିଶୀଳ ହୋଇଥାଏ। ଏକ ପ୍ରଚଳିତ ଲୋକକଥା ଅନୁଯାୟୀ ଏହି ବଂଶର ଆଦି ପୁରୁଷ ଆଦିଭଞ୍ଜ ଏକ ମୟୂରୀ ଅଣ୍ଡାରୁ ଜନ୍ମଗ୍ରହଣ କରିଥିଲେ, ଯେଉଁଥିପାଇଁ କି ମୟୂର ଏହି ବଂଶର ରାଜକୀୟ ପ୍ରତୀକ ଅଟେ। ଯେଉଁ ଆଦିଭଞ୍ଜ ହେଲା ଆମର ମୟୂରଭଞ୍ଜର ଆଦି ପୁରୁଷ ଆଦିଭଞ୍ଜ ଏକ ମୟୂରୀ ଅଣ୍ଡାର ସେ ଜନ୍ମଗ୍ରହଣ କରିଥିଲେ, ସେଥିପାଇଁ ମୟୂର ହେଉଛି ଆମର ମୟୂରଭଞ୍ଜର ପ୍ରତୀକ ହେଲା। ଐତିହାସିକ ଦୃଷ୍ଟିକୋଣ ଦେଖିଲେ ଏହି ବଂଶ ପ୍ରାୟ 1000 ବର୍ଷରୁ ଅଧିକ ସମୟ ଧରି ଶାସନ କରିଆସୁଥିଲେ ଏବଂ ସେମାନଙ୍କର ପ୍ରଥମ ରାଜଧାନୀ ଥିଲା ଖିଚିଙ୍ଗଠାରେ, ଯାହା ପରବର୍ତ୍ତୀ ସମୟରେ ହରିପୁର ଓ ଶେଷରେ ବାରିପଦାକୁ ସ୍ଥାନାନ୍ତରିତ ହୋଇଥିଲା। ବିଶେଷ କରି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବଙ୍କର ଶାସନକାଳରେ ମୟୂରଭଞ୍ଜ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରେଳପଥ କ୍ଷେତ୍ରରେ ଏକ ଆଧୁନିକ ରାଜ୍ୟ ଭାବରେ ଉଭା ହୋଇଥିଲା। ଶେଷରେ 1 ଜାନୁଆରୀ 1949ରେ ଏହି ସମୃଦ୍ଧ ଗଡ଼ଜାତ ରାଜ୍ୟଟି ସ୍ୱାଧୀନ ଭାରତର ଓଡ଼ିଶା ପ୍ରଦେଶ ସହିତ ବିବଦ୍ଧ ଭାବରେ ମିଶ୍ରିତ ହୋଇଥିଲା। କେତେ ମସିହାରେ ମିଶିଥିଲା ନା 1 ଜାନୁଆରୀ 1949, ମନେ ରଖିବ 1 ଜାନୁଆରୀ 1949। ତାପରେ ଦେଖ ମୟୂରଭଞ୍ଜ ରାଜ୍ୟ ପ୍ରାୟ 1300 ବର୍ଷ ପୂର୍ବେ ରାଜପୁତାନାର ଜୟପୁର ରାଜ୍ୟର ରାଜା ଜୟସିଂହଙ୍କର ଦ୍ୱାରା ସ୍ଥାପିତ ହୋଇଥିବାର କିମ୍ବଦନ୍ତୀ ଅଛି। ଜୟସିଂହ ପୁରୀକୁ ଜଗନ୍ନାଥଙ୍କର ଦର୍ଶନ ଅଭିପ୍ରାୟରେ ଆସିଥିବା ସମୟରେ ଗଜପତି ରାଜାଙ୍କର କନ୍ୟାକୁ ବିବାହ କରି ହରିହରପୁର ଯୌତୁକ ରୂପରେ ଲାଭ କରିଥିଲେ। ମୟୂରଭଞ୍ଜର ରାଜବଂଶାବଳୀରେ ଉଲ୍ଲେଖ ଅଛି ଯେ ଜୟସିଂହ ନିଜର 2 ପୁତ୍ରକୁ ସଙ୍ଗରେ ଘେନି ପୁରୀ ଆଗମନ କରିଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ଆଦିସିଂହଙ୍କର ସହିତ ପୁରୀ ରାଜକନ୍ୟାଙ୍କର ଶୁଭ ପରିଣୟ ସମ୍ପନ୍ନ ହୋଇଥିଲା। ଏହି କିମ୍ବଦନ୍ତୀର କୌଣସି ଐତିହାସିକ ସତ୍ୟତା ନାହିଁ, କାରଣ ରାଜପୁତାନାର ଜୟପୁର ରାଜ୍ୟ ମାତ୍ର 300 ବର୍ଷ ପୂର୍ବେ ଅଷ୍ଟାଦଶ ଶତାବ୍ଦୀରେ ମହାରାଜା ସଞ୍ଚାଇ ଜୟସିଂହଙ୍କର ଦ୍ୱାରା ସ୍ଥାପିତ ହୋଇଥିଲା। ତେଣୁ ମୟୂରଭଞ୍ଜର ପ୍ରାଚୀନ ଇତିହାସ ପାଇଁ ନିର୍ଭରଯୋଗ୍ୟ ଉପାଦାନ ଅନ୍ୟତ୍ର ସନ୍ଧାନ କରିବା ଆବଶ୍ୟକ ଅଟେ। ଏହି ଉପଲକ୍ଷରେ ଆମକୁ ପ୍ରକୃତତ୍ୱର ସାହାଯ୍ୟ ନେବାକୁ ପଡ଼ିବ। ପ୍ରଭୃତି ହିଁ କେବଳ ବିଶ୍ୱାସଯୋଗ୍ୟ ପ୍ରାମାଣିକ ତଥ୍ୟ ଦେବାର ସମର୍ଥ ହୋଇଥାଏ। ମୟୂରଭଞ୍ଜର କୁଲିଅନାଠାରେ ସ୍ୱାନ ସଭ୍ୟତାର ସମସାମୟିକ ସଭ୍ୟତା ବିକଶିତ ହୋଇଥିବା ସ୍ୱୀକୃତ ହୋଇଅଛି। ମିଳିଥିବା ଅସ୍ତ୍ର କେବଳ ରୁକ୍ଷ ଧାରୁଆ ପଥର ଖଣ୍ଡ ନୁହେଁ, ତା ସହିତ ପଥର ନିର୍ମିତ କୁଠାର, ଭୂଇଁ ଖଡ଼ିବା, ଚମଡ଼ା ଛାଲିବା ହେଲା ଅସ୍ତ୍ର ମଧ୍ୟ ମିଳିଅଛି। କ୍ରମେ କ୍ରମେ ବୁଦ୍ଧି ଓ ବୈଷୟିକ ଜ୍ଞାନର ବିକାଶ ଫଳରେ ଆଦିମ ମନୁଷ୍ୟ ନିଜର ବ୍ୟବହାର ପାଇଁ ରୁକ୍ଷ ଦାଢ଼ୁଆ ଅସ୍ତ୍ରକୁ ମସୃଣ ଓ ଶାଣିତ କରିବାରେ ସମର୍ଥ ହୋଇଥିଲା। ଏହି ଶୈଳୀ ସହିତ ଫ୍ରାନ୍ସର ଏବିଭିଲିଆନ୍ ଓ ଅସୁଲିଆନ୍ ଏବଂ କ୍ଲାସ୍କୋନିଆନ୍ ଶୈଳୀର ଅନେକ ସାମଞ୍ଜସ୍ୟ ରହିଛି। ଏଥିରୁ ମନେ ହୁଏ ଯେ ମୟୂରଭଞ୍ଜରେ ପ୍ରସ୍ତୁର ନିର୍ମିତ ଅସ୍ପୃଶ୍ୟ ସୁର ବିକାଶ ଅଳ୍ପ ସମୟ ମଧ୍ୟରେ ସମ୍ଭବ ହୋଇଥିଲା, କିନ୍ତୁ କର ଏବଂ ଫ୍ଲେକ୍ ଶିଳ୍ପ ମଧ୍ୟରେ ବେଶୀ ଦିନର ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ। ଉଭୟ ପ୍ରକାରର ଅସ୍ତ୍ର ଏକ ସ୍ୱରରେ ମିଳୁଥିବାରୁ ସେଗୁଡ଼ିକର ପ୍ରସ୍ତୁତିକରଣରେ ମୟୂରଭଞ୍ଜର ଆଦିମ ମନୁଷ୍ୟର
ପ୍ରଗତି ଅଳ୍ପ ସମୟ ଭିତରେ ସମ୍ଭବ ହୋଇଥିବାର ମନେ ହୋଇଥାଏ, କିନ୍ତୁ ଔଷଧଗୁଡ଼ିକ ଅତି ଉଚ୍ଚକୋଟୀର ହୋଇନଥିବାରୁ ପ୍ରସ୍ତୁତିକରଣ ପ୍ରକ୍ରିୟାରେ ସେ ପାରଦର୍ଶିତା ଲାଭ କରି ନଥିବା ସମ୍ଭବ ହୋଇଥାଏ। ବୈଷୟିକ ଜ୍ଞାନର ମାନ ମଧ୍ୟମ ଧରଣ ଥିଲା। ଆମ୍ବଶିକଟା, ବାମ୍ପସା, ବାରାସୋଲ, ବାରିପଦା, ମାଙ୍ଗିରିପୋଷି, ବିଜାତଡ଼ା, ବିଷୋଇ, ବ୍ରାହ୍ମଣଗାଁ, ବୁଢ଼ାମରା, ଭୁଆଶୁଣୀ, ଦମୁହାଣୀ, ଘଣ୍ଟଶିରା, କୁଚାଇ, କୁଲିଅଣା, କୁମାଳପାର, କୋଇଲିସୂତା, କଳାବାଡ଼ିଆ, କେନ୍ଦୁଡ଼ିଆ, ମହୁଲିଆ ଆଦି ସ୍ଥାନରେ ପ୍ରାଚୀନ ପ୍ରସ୍ତର ଯୁଗର ଅସ୍ତ୍ର ମିଳିଅଛି। ପ୍ରାଚୀନ ଇତିହାସ। ମୟୂରଭଞ୍ଜର ପ୍ରାଚୀନ ଇତିହାସ ପୁନର୍ଗଠନ କରିବା ପାଇଁ ନିର୍ଭରଯୋଗ୍ୟ ଉପାଦାନର ଅଭାବ ଅନୁଭୂତ ହୋଇଥାଏ। ପୁରାଣ ବର୍ଣ୍ଣିତ ଉତ୍କଳ ଆଧୁନିକ ଓଡ଼ିଶା ପ୍ରଦେଶର ଉତ୍ତରାଞ୍ଚଳକୁ ନେଇ ଗଠିତ ହୋଇଥିବା ଦୃଷ୍ଟିରୁ ମୟୂରଭଞ୍ଜ ମଧ୍ୟ ଉତ୍କଳ ଅନ୍ତର୍ଭୁକ୍ତ ରାଜ୍ୟ ଥିଲା କହିବା ସମୀଚୀନ। ପୂର୍ବରେ ବାଲେଶ୍ୱର ଜିଲ୍ଲାଠାରୁ ପଶ୍ଚିମରେ ଛୋଟନାଗପୁର ପର୍ଯ୍ୟନ୍ତ ଉତ୍କଳର ସୀମା ପରିବ୍ୟାପ୍ତ ଥିଲା। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭଞ୍ଜ ନାମକ ଜାତି ଭଞ୍ଜମାନଙ୍କର ପୂର୍ବଜ ଉତ୍କଳରେ ବାସ କରୁଥିବା ବିଷୟ ବିନୟ ପିଟକ ନାମରେ ବୌଦ୍ଧ ଗ୍ରନ୍ଥରୁ ଜଣାଯାଏ। ନନ୍ଦ ଏବଂ ମୌର୍ଯ୍ୟର ରାଜତ୍ୱ କାଳରେ ଉତ୍କଳକୁ କଳିଙ୍ଗ ନାମରେ ନାମିତ କରାଯାଉଥିଲା। କଳିଙ୍ଗ ମଗଧ ସାମ୍ରାଜ୍ୟର ପ୍ରଦେଶ ଥିବାରୁ ମୟୂରଭଞ୍ଜ ଉପରେ ମଗଧ ସମ୍ରାଟର କର୍ତ୍ତୃତ୍ୱ ପ୍ରତିଷ୍ଠିତ ହୋଇଥିବା ସ୍ୱାଭାବିକ ଥିଲା। କୁଷାଣ ଯୁଗର ଅନେକ ତାମ୍ରମୁଦ୍ରା ମୟୂରଭଞ୍ଜରେ ମିଳିଅଛି। ତାହା କୁଷାଣ ଆଧିପତ୍ୟର ପରିଚୟ ପ୍ରଦାନ କରେ। କୁଷାଣମାନଙ୍କ ପରେ ମୁରୁଣ୍ଡମାନେ ପୂର୍ବ ଭାରତରେ ରାଜନୈତିକ ପ୍ରଭାବ ବିସ୍ତାର କରିଥିଲେ, ତେଣୁ ମୟୂରଭଞ୍ଜ ସେମାନଙ୍କର ଅଧୀନରେ ଶାସିତ ହୋଇଥିବା ସମ୍ଭବ। ସମୁଦ୍ରଗୁପ୍ତଙ୍କର ଦକ୍ଷିଣ ଭାରତ ଦିଗ୍ବିଜୟ ବର୍ଣ୍ଣନାରେ ମୟୂରଭଞ୍ଜର ଉଲ୍ଲେଖ ନାହିଁ। ଏହି ଜୟଯାତ୍ରା ପଶ୍ଚିମ ଓଡ଼ିଶାର କୋଶଳ ଏବଂ ଦକ୍ଷିଣର କଳିଙ୍ଗ ମଧ୍ୟ ଦେଇ ଯାଇଥିଲା। ଉତ୍ତର ଓଡ଼ିଶାର ରାଜନୈତିକ ସ୍ଥିତିକୁ ଗୁପ୍ତମାନେ କିପରି ପ୍ରଭାବିତ କରିଥିଲେ ସେ ସମ୍ପର୍କରେ ପ୍ରତ୍ୟକ୍ଷ ସୂଚନା ମିଳେ ନାହିଁ, କିନ୍ତୁ ରାଜାମାନଙ୍କର ତାମ୍ରଲେଖରେ ଗୁପ୍ତାଦ୍ୟ ବ୍ୟବହୃତ ହୋଇଥିବାରୁ ମୟୂରଭଞ୍ଜ ଉପରେ ଗୁପ୍ତ ପ୍ରାଧାନ୍ୟ ଥିବା କଥା ଅସ୍ୱୀକାର କରାଯାଇ ନପାରେ। ମାନବଂଶର ରାଜାମାନେ ଗୁପ୍ତବଂଶର ପତନ ପରେ ଦକ୍ଷିଣ ବିହାର ଅଞ୍ଚଳରେ ବହୁଦିନ ପର୍ଯ୍ୟନ୍ତ ଶାସନ କରିଥିଲେ। ଖୁବ୍ ସମ୍ଭବ ମୟୂରଭଞ୍ଜ ସେମାନଙ୍କର ଅଧୀନରେ ରହିଥିଲା। ମୟୂରଭଞ୍ଜ ସଂଲଗ୍ନ ମାନଭୂମି ଅଞ୍ଚଳ ମାନ ରାଜତ୍ୱର ସୂଚନା ପ୍ରଦାନ କରେ। ମାନ ରାଜବଂଶର ପତନ ପରେ ଭଞ୍ଜ ରାଜବଂଶର ଅଭ୍ୟୁଦୟ ପାଇଁ ପରିସ୍ଥିତି ଅନୁକୂଳ ହୋଇଥିବାରୁ ଅନୁମିତ ହୁଏ। ଗୁପ୍ତୋତ୍ତର ଯୁଗ। ଖ୍ରୀଷ୍ଟାବ୍ଦ 350ରେ ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତଙ୍କର ଦକ୍ଷିଣ ଭାରତ ଅଭିଯାନ ଆଲାହାବାଦରେ ଥିବା ହରିଶନଙ୍କର ପ୍ରଶସ୍ତିରେ ବର୍ଣ୍ଣିତ ହୋଇଅଛି। ସେଥିରେ ଉଲ୍ଲେଖ ଥିବା ରାଜ୍ୟମାନଙ୍କୁ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆନ୍ଧ୍ରପ୍ରଦେଶର ପୂର୍ବୋତ୍ତର ଭାଗରେ ପରିଚିହ୍ନିତ କରାଯାଇଛି। ଏହି ଅଭିଯାନ କାଳରେ ସମୁଦ୍ରଗୁପ୍ତ ବାରାଣସୀ ଠାରୁ ରାୟପୁର, ବିଳାସପୁର, ସୋନପୁର ଆଦି ସ୍ଥାନ ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳକୁ ଯାଇଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ଗୁପ୍ତ ଅଭିଯାନ ଉଦ୍ଦେଶ୍ୟ ଯାହା ହେଉନା କାହିଁକି ଏହାର ସାଂସ୍କୃତିକ ପ୍ରଭାବ ଅତି ମହତ୍ତ୍ୱପୂର୍ଣ୍ଣ ଥିଲା। ସମୁଦ୍ରଗୁପ୍ତଙ୍କର ଗତିପଥରେ ଘନ ଜଙ୍ଗଲ ଓ ପର୍ବତମାନ ଅବସ୍ଥିତ ଥିଲା। ସେଠାରେ ଥିବା ସ୍ଥାନୀୟ ଅଧିବାସୀମାନେ ଗିରିଜନ ଓ ଅନୁସୂଚିତ ଜାତିର ଥିଲେ। ନିଜର ଧର୍ମ, ସମାଜ ଓ ପରମ୍ପରା ନେଇ ସେମାନେ ଜୀବନ ଧାରଣ କରିବା ସ୍ୱାଭାବିକ ଥିଲା। ସେତେବେଳେ ବ୍ରାହ୍ମଣ ଧର୍ମ ସେମାନଙ୍କୁ ଅନୁପ୍ରାଣିତ କରିନଥିଲା। ବିଭିନ୍ନ ଜାତି ଓ ଗୋଷ୍ଠୀର ମୁଖ୍ୟମାନେ ଅଳ୍ପ ସଂଖ୍ୟକ ଅନୁଗତମାନଙ୍କୁ ନେଇ ରାଜନୈତିକ ଜୀବନ ନିର୍ବାହ କରୁଥିଲେ। ରାଜ୍ୟ ସ୍ଥାପନର ଧାରଣା ସେମାନଙ୍କର ମନରେ ନଥିଲା। ସମୁଦ୍ରଗୁପ୍ତଙ୍କର ଅଭିଯାନର ପରବର୍ତ୍ତୀ କାଳରେ ଯେଉଁ ସବୁ ବୈପ୍ଳବିକ ପରିବର୍ତ୍ତନ ଘଟିଲା ତାହା ପ୍ରଣିଧାନ ଯୋଗ୍ୟ। ସମୁଦ୍ରଗୁପ୍ତ ସାମ୍ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଦକ୍ଷିଣ ଭାରତ ଦିଗକୁ ଅଗ୍ରସର ହୋଇ ନଥିଲେ। ତାଙ୍କର ଅଭିଯାନ ଫଳରେ ଆର୍ଯ୍ୟ ସଂସ୍କୃତିର ପ୍ରସାର ପାଇଁ ପଥ ଉନ୍ମୁକ୍ତ ହୋଇଗଲା। ଅନେକ ଉତ୍ତର ଭାରତୀୟ ବ୍ରାହ୍ମଣ ନୂତନ ଆବିଷ୍କୃତ ଅନାର୍ଯ୍ୟ ଅଞ୍ଚଳକୁ ଜୀବିକାର୍ଜନ ପାଇଁ ଯାଇଥିଲେ। ସେମାନେ ସଂସ୍କୃତ ଭାଷା ଓ ସଂସ୍କୃତ ପରମ୍ପରାର ପ୍ରଚାରକ ଥିଲେ। ମହାନଦୀ ଅବବାହିକାରେ ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ହଠାତ୍ ନୂତନ କ୍ଷୁଦ୍ର ସ୍ୱାଧୀନ ରାଜ୍ୟମାନଙ୍କର ଅଭ୍ୟୁଦୟ ହେଲା। ଏହି ରାଜ୍ୟଗୁଡ଼ିକର ଶାସକ ନିଜକୁ କ୍ଷତ୍ରିୟ ବୋଲି ପରିଚୟ ଦେଲେ।
ସଂସ୍କୃତ ସେମାନଙ୍କର ରାଜଭାଷା ହେଲା। ସଂସ୍କୃତ ଭାଷାରେ ସେମାନେ ତାମ୍ର ଅନୁଶାସନମାନ ପ୍ରଦାନ କଲେ। ବ୍ରାହ୍ମଣମାନେ ସେମାନଙ୍କର ଉପଦେଷ୍ଟା, ରାଜଗୁରୁ ଓ ମନ୍ତ୍ରୀ ହେଲେ। ରାଜାମାନେ ପ୍ରତିବାଦ ସ୍ୱରୂପ ବିପୁଳ ଧନ ସମ୍ପତ୍ତି ବ୍ରାହ୍ମଣମାନଙ୍କୁ ଦାନ ସ୍ୱରୂପ ପ୍ରଦାନ କଲେ। ରାଜ୍ୟ ଶାସନ ବ୍ୟବସ୍ଥା ଗୁପ୍ତ ସାମ୍ରାଜ୍ୟର ଶାସନ ପ୍ରଣାଳୀକୁ ଅନୁସରଣ କରି ସଂଗଠିତ ହେଲା। ତା ସହିତ ସ୍ଥାନୀୟ ଅଧିବାସୀଙ୍କର ଦେବଦେବୀଙ୍କୁ ସଂସ୍କୃତ ପଣ୍ଡିତମାନେ ବ୍ରାହ୍ମଣ ଧର୍ମରେ ଗ୍ରହଣ କରି ନୂତନ ନାମକରଣ କଲେ। ଶୈବ ଓ ଶାକ୍ତ ଧର୍ମରେ ବହୁ ନୂତନ ଦେବାଦେବୀଙ୍କର ଆବିର୍ଭାବ ହେଲା। ସେମାନଙ୍କର ପୂଜା ପଦ୍ଧତି ମଧ୍ୟ ବ୍ରାହ୍ମଣମାନେ ସଂସ୍କୃତ ଭାଷାରେ ପ୍ରଚଳନ କଲେ। ଆର୍ଯ୍ୟ ସଂସ୍କୃତି ପ୍ରଚାରରେ ବ୍ରାହ୍ମଣମାନେ ସଂସ୍କୃତ ଭାଷାକୁ ପ୍ରୟୋଗ କରିବାରୁ ସଂସ୍କୃତ ଭାଷାର ବ୍ୟବହାର ବ୍ୟାପକ ହେଲା। ଫଳରେ ଓଡ଼ିଶା ଇତିହାସରେ ନୂତନ ସାଂସ୍କୃତିକ ଚେତନାର ବିକାଶ ହେଲା। ଭଞ୍ଜବଂଶର ଉତ୍ପତ୍ତି। ଓଡ଼ିଶା ଇତିହାସରେ ଭଞ୍ଜବଂଶ ଦୁଇ ଶାଖାରେ ବିଭକ୍ତ ହୋଇ ଉତ୍ତର ଓ ମଧ୍ୟ ଓଡ଼ିଶାରେ ନବମ ଦଶମ ଶତାବ୍ଦୀ ବେଳକୁ ରାଜତ୍ୱ କରୁଥିବା ଦେଖାଯାଏ। ଉତ୍ତର ଓଡ଼ିଶାର ଖୈରଭଣ୍ଡନ ଓ ବୈତରଣୀ ଉପତ୍ୟକାରେ ସ୍ଥାପିତ ହୋଇଥିବା ଖିଚିଂ ମଣ୍ଡଳର ରାଜଧାନୀ ଥିଲା ଖିଚିଂଗଡ଼। ଆଧୁନିକ ଖିଚିଂ ସହର ପରିଚିହ୍ନିତ ଏବଂ କେନ୍ଦ୍ର ମହାନଦୀ ଉପତ୍ୟକା ବୌଦ୍ଧ ଫୁଲବାଣୀ ଅଞ୍ଚଳରେ ସ୍ଥାପିତ ହୋଇଥିଲା। ଖିଞ୍ଜଳି ମଣ୍ଡଳ ଉଭୟ ଶାଖା ସମସାମୟିକ ଥିଲେ ମଧ୍ୟ ସମବଂଶ ରାଜା ଦଶମ ଶତାବ୍ଦୀ ଜନମେଜୟଙ୍କର ଉତ୍କଳ ଅଭିଯାନ କାଳରେ ଖିଞ୍ଜଳି ମଣ୍ଡଳର ଶାସକ ଋଣଭଞ୍ଜ ତାଙ୍କର ପ୍ରତିରୋଧ କରି ଯୁଦ୍ଧରେ ନିହତ ହୋଇଥିଲେ। ଫଳରେ ଖିଞ୍ଜଳି ମଣ୍ଡଳର ଭଞ୍ଜମାନେ ବୌଦ୍ଧ ଓ ଫୁଲବାଣୀ ଅଞ୍ଚଳ ପରିତ୍ୟାଗ କରି ପଶ୍ଚିମ ଗଞ୍ଜାମ ଅଞ୍ଚଳକୁ ଅପସରି ଯାଇଥିଲେ। ଖିଚିଂ ମଣ୍ଡଳର ଭଞ୍ଜ ରାଜାମାନେ କିନ୍ତୁ ନିଜର ଆସ୍ଥାନକୁ ଦୃଢ଼ ରଖିଥିଲେ। ତାପରେ ଦେଖନ୍ତୁ ହେଲା ପ୍ରାୟ 500 ବର୍ଷ ପର୍ଯ୍ୟନ୍ତ ଯେତେବେଳେ ଦିଲ୍ଲୀର ସୁଲତାନ ଫିରୋଜ ଶାହ ତଗଲକ 1360-61ରେ ଓଡ଼ିଶା ଅଭିଯାନରେ ଆସି ଖିଚିଂ ନଗରୀ ଧ୍ୱଂସ କରିଥିଲେ, ଉଭୟ ଭଞ୍ଜ ରାଜବଂଶ ନିଜ ନିଜର ତାମ୍ର ଶାସନରେ ବଂଶର ଉତ୍ପତ୍ତି ସମ୍ପର୍କରେ ଅନୁରୂପ ବର୍ଣ୍ଣନା କରିଅଛନ୍ତି। ପ୍ରଥମେ ସେମାନେ ଭୌମକର ବଂଶର ସାମନ୍ତ ରାଜା ଥିଲେ, ପରେ କିନ୍ତୁ ସେମାନଙ୍କର ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନଥିଲା। ମନେ ହୁଏ ଯେପରି ଉଭୟ ଶାଖା ମୂଳ ବଂଶରୁ ଅଲଗା ହୋଇ ଦୁଇଟି ସ୍ୱାଧୀନ ରାଜ୍ୟ ସ୍ଥାପନ କରିଥିଲେ ଏବଂ ଏହି ଦୁଇ ରାଜ୍ୟ ମଧ୍ୟରେ ଦୂରତ୍ୱ ଖୁବ୍ ବେଶୀ ଥିଲା। ପ୍ରାଚୀନ ଇତିହାସ। ଖିଚିଂ ମଣ୍ଡଳର ଭଞ୍ଜ ରାଜବଂଶର ଇତିହାସ ସଂକଳନ ପାଇଁ ଆବିଷ୍କୃତ ତାମ୍ର ଶାସନମାନଙ୍କରୁ ତଥ୍ୟ ସଂଗୃହୀତ ହୋଇଅଛି। ଏହା ପର୍ଯ୍ୟାପ୍ତ ନହେଲେ ମଧ୍ୟ ସତ୍ୟାସିତ ଇତିହାସକୁ ପରିପୁଷ୍ଟ କରିଥାଏ। ପଣ୍ଡିତ ଓ ଜ୍ଞାନୀ ବ୍ରାହ୍ମଣମାନଙ୍କୁ ଗ୍ରାମ ଅଥବା ଭୂଦାନ ପ୍ରଦାନ କରି ରାଜ୍ୟରେ ସଂସ୍ଥାପିତ କରିଥିବା ବିଧି ସେତେବେଳେ ପ୍ରଚଳିତ ଥିଲା। ସମୟ ସମୟରେ ଅନ୍ୟାନ୍ୟ ରାଜ୍ୟରୁ ଶାସ୍ତ୍ରଜ୍ଞ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ରାଜାମାନେ ନିଜର ରାଜ୍ୟର ବସବାସ କରାଉଥିଲେ। ସେଥିପାଇଁ ପ୍ରଦତ୍ତ ତାମ୍ର ଶାସନରେ ଦାନ ଗ୍ରହୀତାଙ୍କର ନାମ ଓ ଗୋତ୍ର ଆଦିର ଉଲ୍ଲେଖ ସହିତ ପୃଷ୍ଠପୋଷକଙ୍କର ନାମ ଓ ଗୁଣାବଳୀର ବର୍ଣ୍ଣନା ରହୁଥିଲା। ତେଣୁ ସମସାମୟିକ ଧର୍ମ ଓ ସମାଜ, ବ୍ରାହ୍ମଣ ଓ ରାଜାଙ୍କର ପରିଚୟ, ଗ୍ରାମ ଓ ରାଜ୍ୟର ବର୍ଣ୍ଣନା ତାମ୍ର ଶାସନମାନଙ୍କରୁ ମିଳେ। ସେହି ଉପାଦାନମାନ ସଂଗ୍ରହ କରି ତତ୍କାଳୀନ ସମାଜର ଇତିହାସ ଲେଖାଯାଏ। ଭଞ୍ଜ ତାମ୍ର ଶାସନରେ ଉପରୋକ୍ତ ବିବରଣୀ ସହିତ ରାଜବଂଶର ଲତିକା ମଧ୍ୟ ମିଳେ। ଖିଚିଂ କୋଟର ଭଞ୍ଜବଂଶ ଦ୍ୱାରା ପ୍ରଦତ୍ତ 15ଟି ତାମ୍ର ଶାସନ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଅଛି। ଭଞ୍ଜ ରାଜତନ୍ତ୍ରର 3ଟି ବିଶେଷ ସତ୍ୟ। ଭଞ୍ଜମାନଙ୍କର ଶାସନ ବ୍ୟବସ୍ଥା ରାଜତନ୍ତ୍ର ଉପରେ ଆଧାରିତ ଥିଲା ଏବଂ ଗୁପ୍ତ ସାମ୍ରାଜ୍ୟ ପ୍ରଣାଳୀ ଅନୁସାରେ ଗଠିତ ହୋଇଥିବାର ଦେଖାଯାଏ। ରାଜପଦ ସହିତ ଉଚ୍ଚ ମର୍ଯ୍ୟାଦା ସମ୍ପୃକ୍ତ ଥିବାରୁ ରାଜାଙ୍କର ବ୍ୟକ୍ତିତ୍ୱ ଓ ପ୍ରତିପତ୍ତି ଅନୁସାରେ ପଦପଦବୀର ଉଲ୍ଲେଖ ତାମ୍ର ଶାସନରୁ ଜଣାପଡ଼େ। ଆଦିଭଞ୍ଜଙ୍କୁ ଚକ୍ରବର୍ତ୍ତୀ, ଋଣଭଞ୍ଜଙ୍କୁ ମହାରାଜା ଏବଂ ଶତ୍ରୁଭଞ୍ଜଙ୍କୁ ମହାମଣ୍ଡଳାଧିପତି, ମହାରାଜାଧିରାଜ ଓ ପରମେଶ୍ୱର ପଦରେ ମଣ୍ଡିତ କରାଯାଇଥିଲା। ସେମାନେ ସାମନ୍ତ ରାଜା ଥିଲେ ମଧ୍ୟ ପ୍ରଭାବଶାଳୀ ଥିଲେ। ରାଜ୍ୟ ଶାସନ ଓ ଯୁଦ୍ଧ ସମୟରେ ସେମାନେ ପୁନଃ ସ୍ୱାତନ୍ତ୍ର୍ୟ ଉପଭୋଗ କରୁଥିଲେ।
ଶାନ୍ତି ସମୟ ଶାନ୍ତି ସମୟରେ ଲୋକହିତ ସାଧନ କରିବା ସମୟରେ କର୍ତ୍ତବ୍ୟ ଥିଲା। ଯେଉଁ ରାଜାମାନେ ପ୍ରଜାହିତକରଣ କାର୍ଯ୍ୟରେ ବ୍ୟାପୃତ ରହୁଥିଲେ ସେମାନେ ମହାଭାରତର ପ୍ରଖ୍ୟାତ ଧର୍ମରାଜ ଯୁଧିଷ୍ଠିରଙ୍କର ସହିତ ତୁଳନା କରାଯାଇଥିଲା। ରାଜ୍ୟ ଶାସନରେ ରାଜ୍ଞୀ ଓ ଯୁବରାଜଙ୍କ ପାଇଁ କ'ଣ ବିଶେଷ ଭୂମିକା ନିର୍ଦ୍ଦିଷ୍ଟ ଥିଲା। ଉଭୟ ମହତ୍ତ୍ୱପୂର୍ଣ୍ଣ ପଦରେ ଅନୁଷ୍ଠିତ ଥିବାରୁ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲେ। ବ୍ରାହ୍ମଣମାନଙ୍କୁ ଗ୍ରାମଦାନ କାଳରେ ରାଣୀ ଓ ଯୁବରାଜ ଉପସ୍ଥିତ ରହିବାର ପରମ୍ପରା ଥିଲା। ସେହିପରି ସାମନ୍ତ ରାଜାମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଥିଲା। ଯୁଦ୍ଧରେ ରାଜାଙ୍କର ସହିତ ସହଯୋଗ କରିବା ସେମାନଙ୍କର କର୍ତ୍ତବ୍ୟ ଥିଲା। ସେମାନେ ନିୟମିତ ଭାବରେ ରାଜାଙ୍କର ପ୍ରତି ସମ୍ମାନ ଓ ଅନୁରକ୍ତି ଜ୍ଞାପନ କରୁଥିଲେ। ସାମନ୍ତ ରାଜାମାନଙ୍କର ଶ୍ରେଣୀ ବିଭାଗ ଥିଲା। ବିଭିନ୍ନ ଶ୍ରେଣୀ ପାଇଁ ସାମନ୍ତ ମହାରାଜ ଆଦି ବିଭିନ୍ନ ପଦବୀ ଉଦ୍ଦିଷ୍ଟ ଥିଲା। ଭଞ୍ଜ ତାମ୍ର ଶାସନ ମାନଙ୍କରେ ଉଲ୍ଲେଖ ଥିବା ପଦପଦବୀରୁ ଜଣାପଡ଼େ ଯେ ଶାସନ ବ୍ୟବସ୍ଥା ଅମଲତାନ୍ତ୍ରିକ ଥିଲା। ରାଜାଙ୍କୁ ସର୍ବୋଚ୍ଚ କ୍ଷମତା ମିଳିଥିଲେ ମଧ୍ୟ ସେ ବିଭିନ୍ନ କର୍ମଚାରୀଙ୍କର ମାଧ୍ୟମରେ କ୍ଷମତାର ପ୍ରୟୋଗ କରୁଥିଲେ। ଯୁଦ୍ଧ ଓ ସନ୍ଧି ସମୟରେ ରାଜାଙ୍କୁ ପରାମର୍ଶ ଦେବା ପାଇଁ ଜଣେ ସ୍ୱତନ୍ତ୍ର ମନ୍ତ୍ରୀ ଥିଲେ। ରାଜା ଦୁର୍ଯ୍ୟୋଧନଙ୍କର ରାଜତ୍ୱରେ ମନ୍ତ୍ରୀ ଅର୍ଥହ ଏବଂ ଶତ୍ରୁଭୁଜଙ୍କ ରାଜତ୍ୱରେ ମନ୍ତ୍ରୀ ପ୍ରଜାପତି ଏହି ଗୁରୁ ଦାୟିତ୍ୱ ବହନ କରିଥିଲେ। ରାଜକୀୟ ମୋହର ଦାୟିତ୍ୱରେ ଥିବା ରାଜକର୍ମଚାରୀଙ୍କୁ ମୁଦ୍ରାହସ୍ତ ପଦବୀ ଦିଆଯାଇଥିଲା। ପ୍ରତିହାର ଓ କୁଣ୍ଡହାତ ନାମରେ ଆଉ ଦୁଇ ଶ୍ରେଣୀର କର୍ମଚାରୀ ଥିଲେ। ନଗରମାନଙ୍କରେ ଥିବା ବ୍ୟାଙ୍କ ଓ ଅର୍ଥାଗାର ଦାୟିତ୍ୱରେ ଥିଲେ। ପୁରଶ୍ରେଷ୍ଠୀ ଲେଖକ ଓ ଗଣିତଜ୍ଞ ତାମ୍ର ଶାସନ ପ୍ରଦାନ କାଳରେ ନିଜର ଦାୟିତ୍ୱ ନିର୍ବାହ କରୁଥିଲେ। ଗୁପ୍ତ ସାମ୍ରାଜ୍ୟର ସୁଶାସନ ପାଇଁ କ୍ଷୁଦ୍ର କ୍ଷୁଦ୍ର ଅଞ୍ଚଳ ସୃଷ୍ଟି କରି ସେଗୁଡ଼ିକୁ ଦାୟିତ୍ୱ ସମ୍ପନ୍ନ କର୍ମଚାରୀଙ୍କର ଅଧୀନରେ ରଖିବା ପରି ଭଞ୍ଜମାନେ ମଧ୍ୟ ନିଜର ରାଜ୍ୟକୁ ଖଣ୍ଡ ବିଷୟ ଓ ଗ୍ରାମରେ ବିଭକ୍ତ କରିଥିଲେ। ସମଗ୍ର ରାଜ୍ୟ ମଣ୍ଡଳ ନାମରେ ଖ୍ୟାତ ଥିଲା। ଖିଚିଙ୍ଗ ମଣ୍ଡଳକୁ ଏକାଧିକ ଖଣ୍ଡରେ ବିଭକ୍ତ କରାଯାଇଥିଲା। ଉତ୍ତର ଖଣ୍ଡର ଉଲ୍ଲେଖ ତାମ୍ର ଶାସନରୁ ମିଳେ। ପ୍ରତ୍ୟେକ ଖଣ୍ଡ ଅନେକ ବିଷୟରେ ବିଭକ୍ତ ହୋଇଥିଲା। ବିଷୟ ମଧ୍ୟରେ ଉଲ୍ଲେଖନୀୟ ହେଲା କରଣ୍ଡିଆ, କେରକେରା, ବ୍ରାହ୍ମଣ ବସ୍ତି, ଭର୍ତ୍ତି ଇତ୍ୟାଦି। ବିଷୟର ଶାସନକୁ ବିଷୟବତୀ କୁହାଯାଉଥିଲା। ଶାସନ ବ୍ୟବସ୍ଥାରେ ସର୍ବନିମ୍ନ ଏକକ ଗ୍ରାମ ଥିଲା। ଶାସନ କାର୍ଯ୍ୟ ପରିଚାଳନାରେ ଧର୍ମଶାସ୍ତ୍ର, ପରମ୍ପରା ଓ ସାମାଜିକ ଆଦର୍ଶକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଜାହିତ ସାଧନ ହିଁ ରାଜା ଓ ପ୍ରଶାସକମାନଙ୍କର ମୁଖ୍ୟ କର୍ତ୍ତବ୍ୟ ଥିଲା। ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ରାଜାମାନେ ସଦାସର୍ବଦା ପ୍ରଜାହିତକାରୀ ଶାସନ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିଥିଲେ। ସେହି ସୁସ୍ଥ ପରମ୍ପରାରୁ ସେମାନେ କଦାପି ବିଚ୍ୟୁତ ହେଉନଥିଲେ। ଖିଚିଙ୍ଗଗଡ଼ ଓଡ଼ିଶା ଇତିହାସରେ ପ୍ରାଚୀନ ମୟୂରଭଞ୍ଜ ଖିଚିଙ୍ଗ ମଣ୍ଡଳର ରାଜଧାନୀ ଖିଚିଙ୍ଗଗଡ଼ ବା ଖିଚିଙ୍ଗ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଥିଲା। ଭଞ୍ଜ ରାଜାମାନଙ୍କର ସାଂସ୍କୃତିକ ପୃଷ୍ଠପୋଷକତାର କେନ୍ଦ୍ରସ୍ଥଳୀ ଭାବରେ ଖିଚିଙ୍ଗ ଦୀର୍ଘ 500 ବର୍ଷ ପର୍ଯ୍ୟନ୍ତ ନବମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ନାନା ମନ୍ଦିର ଓ ଦେବାଳୟର ମୁକସାକ୍ଷୀ ଥିଲା। ସେଗୁଡ଼ିକ ବ୍ରାହ୍ମଣ ଧର୍ମ, ବୌଦ୍ଧ ଧର୍ମ ଓ ଜୈନ ଧର୍ମର ଉପାସନା ପାଇଁ ବ୍ୟବହୃତ ହେଉଥିଲା। ପଞ୍ଚୋପାସନାର କ୍ଷେତ୍ର ଥିବାରୁ ଗଣପତି, ସୂର୍ଯ୍ୟ, ବିଷ୍ଣୁ, ଶିବ ଓ ଶକ୍ତି ଆଦି ସେଠାରେ ପୂଜିତ ହେଉଥିଲେ। ଭଞ୍ଜମାନେ ଶୈବ ଧର୍ମର ଉପାସକ ଥିବାର ନାନା ପ୍ରମାଣ ମିଳିଅଛି। ବୃଷଭ ଥିଲା ସେମାନଙ୍କର ରାଜକୀୟ ଚିହ୍ନ। ସେମାନେ ପରମ ମହେଶ୍ୱର ବିଦୁବ ଧାରଣ କରୁଥିଲେ। ଖିଚିଙ୍ଗରେ ଥିବା ଖଣ୍ଡିଆ ଦେଉଳ ଓ କୁଟାଇତୁଣ୍ଡି ମନ୍ଦିର ମଧ୍ୟ ଏହାର ଅନ୍ୟତମ ନିଦର୍ଶନ। ପୃଥ୍ୱୀ ଭଞ୍ଜଦେବ ପୂଜା କରୁଥିବା ହର ପ୍ରତିମା ବର୍ତ୍ତମାନ ସ୍ଥାନୀୟ ସଂଗ୍ରହାଳୟରେ ସୁରକ୍ଷିତ ହୋଇ ରହିଛି। ଖିଚିଙ୍ଗରେ ଅନେକ ହର ପାର୍ବତୀ ମୂର୍ତ୍ତି ମିଳିବା ପଛରେ ଭଞ୍ଜମାନଙ୍କର ଶୈବ ଧର୍ମ ପ୍ରୀତି ମୂଳ କାରଣ। ସେମାନେ ଶକ୍ତିର ଉପାସନା ମଧ୍ୟ ଥିଲେ। ସେଥିପାଇଁ ଦେବୀ ଖିଚିଙ୍ଗେଶ୍ୱରୀ ଥିଲେ ସେମାନଙ୍କର ପ୍ରଧାନ ଅଷ୍ଟାତ୍ରୀ ଦେବୀ। ସେ ଚାମୁଣ୍ଡା ରୂପରେ ପୂଜିତ ହେଉଥିଲେ। ବିଭିନ୍ନ ସ୍ଥାନରୁ ପ୍ରତ୍ନତାତ୍ତ୍ୱିକ ଭୂଖୋଦନ ଦ୍ୱାରା ଅନେକ ଉମା ମହେଶ୍ୱର ମୂର୍ତ୍ତି ମିଳିଥିବାରୁ ଭଞ୍ଜମାନଙ୍କର ଶାକ୍ତ ଧର୍ମ ପ୍ରତି ଥିବା ଅନୁରକ୍ତି ସ୍ପଷ୍ଟ ପ୍ରମାଣିତ ହୁଏ। ସେମାନେ
ସୂର୍ଯ୍ୟ ପୂଜାର ଉପାସକ ଥିଲେ। ସୂର୍ଯ୍ୟକୁ ଭବ ବୋଲି ତାମ୍ର ଶାସନରେ ଉଲ୍ଲେଖ କରିଥିଲେ। ଖିଚିଙ୍ଗରୁ ମିଳିଥିବା ଏକାଧିକ ସୂର୍ଯ୍ୟ ପ୍ରତିମା ସୌର ପୂଜାର ଜନପ୍ରିୟତା ସମ୍ପର୍କରେ ସୂଚନା ଦେଇଥାଏ। ଖିଚିଙ୍ଗରେ ବିଷ୍ଣୁ ମନ୍ଦିରର ଭଗ୍ନାବଶେଷ ମିଳିଅଛି। କେତେ ଗୁଡ଼ିଏ ସୁନ୍ଦର ବିଷ୍ଣୁ ପ୍ରତିମା ଭୂଖୋଦନରୁ ସଂଗୃହୀତ ହୋଇଅଛି। ଏସବୁ ପ୍ରତ୍ନତାତ୍ତ୍ୱିକ ଦ୍ୱାରା ଖିଚିଙ୍ଗର ସାଂସ୍କୃତିକ ମହତ୍ତ୍ୱ ପ୍ରତିପାଦିତ ହୋଇଥାଏ। ସ୍ଥାନୀୟ ଅଧିବାସୀମାନେ ଗଣପତି ଓ ନାଗପୂଜାର ଉପାସକ ଥିଲେ। ନାଗପୂଜା ସାଧାରଣତଃ ଆଦିମ ଜନଜାତି ପ୍ରଚଳିତ ଥିଲା। ପୂର୍ବରୁ ବିରାଟ ଭୁଜଙ୍ଗ ରାଜାମାନେ ଖିଚିଙ୍ଗ ଅଞ୍ଚଳରେ ଶାସନ କରୁଥିଲେ। ତେଣୁ ନାଗ ପ୍ରତିମା ବହୁ ସଂଖ୍ୟାରେ ମିଳିବା ସ୍ୱାଭାବିକ। ଅସନପାଟ ଶିଳାଲେଖରୁ ଜଣାପଡ଼େ ଯେ ରାଜା ଶତ୍ରୁଭଞ୍ଜ ନାଗବଂଶୀୟ ଥିଲେ। ତେଣୁ କିନ୍ତୁ ସେ ବ୍ରାହ୍ମଣ ଧର୍ମର ମହାନ ପୃଷ୍ଠପୋଷକ ମଧ୍ୟ ଥିଲେ। ତାଙ୍କର ରାଜ୍ୟ ବିନ୍ଧ୍ୟ ପର୍ବତ ପାଦଦେଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ଓ ସେ ବିଭିନ୍ନ ତୀର୍ଥସ୍ଥାନରେ ମୋ ବ୍ରାହ୍ମଣ ହିତାର୍ଥେ ଦାନ ଉପାସନା ମଧ୍ୟ କରିଥିଲେ। ବିରାଟ ଭୁଜଙ୍ଗ ପରିବାର ସହିତ ଭଞ୍ଜ ବଂଶର ରାଜନୈତିକ ସମନ୍ୱୟ ହେବା ଫଳରେ ନାଗ ଉପାସନା ପାଇଁ ଖିଚିଙ୍ଗର ଅନୁରୂପ ବାତାବରଣ ସୃଷ୍ଟି ହୋଇଥିଲା। ଖିଚିଙ୍ଗରେ ଥିବା ମନ୍ଦିର ଗାତ୍ରରେ ନାଗ ଓ ନାଗୁଣୀମାନଙ୍କର ଏକାଧିକ ଅଙ୍କର ମଣ୍ଡିତ ହୋଇଥିବାର ଦେଖାଯାଏ। ଭଞ୍ଜମାନଙ୍କର ଖିଚିଙ୍ଗରେ ଇଟାମୁଣ୍ଡିଆ ନାମକ ସ୍ଥାନରେ ପ୍ରାଚୀନ କାଳର ଏକ ବୌଦ୍ଧ ମନ୍ଦିର ଥିବାର ଅନୁମିତ ହୁଏ। ରାୟଭଞ୍ଜ ଉଭୟ ରାଜା ଓ ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ମହାଯାନ ବୌଦ୍ଧ ଧର୍ମର ମରିଚି ଅବଲୋକିତେଶ୍ୱର ଓ ଯୋଗାସନରେ ବସବାସ ଅନେକ ବୌଦ୍ଧ ମସି ସେଠାରେ ସଂଗୀତ ହୋଇଛି। ବଜ୍ରଯାନ ବୌଦ୍ଧ ଧର୍ମର ତାରା ଓ ମଞ୍ଜୁଶ୍ରୀ ଆଦି ଦେବାଦେବୀଙ୍କର ପ୍ରତିମା ମଧ୍ୟ ମିଳିଅଛି। ମଧ୍ୟଯୁଗର ଇତିହାସ ଖ୍ରୀଷ୍ଟାବ୍ଦ 1400 ଠାରୁ ଭଞ୍ଜମାନେ ହରିପୁର ଗଡ଼ରୁ ଯେଉଁ ରାଜ୍ୟକୁ ଶାସନ କଲେ ତାହା ଖିଚିଙ୍ଗ ମଣ୍ଡଳର ପରିବର୍ତ୍ତେ ମୟୂରଭଞ୍ଜ ନାମରେ ଖ୍ୟାତ ଥିଲା। କେଉଁ କାରଣରୁ ଏହି ନାମ ପରିବର୍ତ୍ତନ ହେଲା ତାହା ଜଣାନାହିଁ। ହରିପୁର ଗଡ଼ରେ ଖିଚିଙ୍ଗେଶ୍ୱରୀଙ୍କର ମନ୍ଦିର ନାହିଁ। ଉକ୍ତ ନାମଧେୟ ଦେବୀ ମଧ୍ୟ ନାହାନ୍ତି। ଅନ୍ୟପକ୍ଷରେ ତାହା ବୈଷ୍ଣବ ଧର୍ମର ପୀଠସ୍ଥଳୀ ଥିବାର ପ୍ରମାଣ ମିଳେ। ଭଞ୍ଜମାନେ ହରିପୁର ଗଡ଼ରେ ବୈଷ୍ଣବ ଧର୍ମର ପୃଷ୍ଠପୋଷକତା କରିଥିବାର ଦେଖାଯାଇଥାଏ। ବୈଷ୍ଣବ ଧର୍ମର ପୃଷ୍ଠପୋଷକତା ଏହି ସମୟରୁ ମୟୂର ପକ୍ଷୀକୁ ରାଜକୀୟ ଚିହ୍ନ ଭାବରେ ସେମାନେ ରଖିଥିଲେ। କେଉଁ ପରିସ୍ଥିତିରେ ବୃଷଭକୁ ରାଜକୀୟ ଚିହ୍ନ ଭାବରେ ପରିହାର କରି ମୟୂର ପକ୍ଷୀକୁ ବଂଶର ପ୍ରତୀକ ସେମାନେ ରସେଚନ ଥିଲା। ହରିପୁର ବା ହରିହରପୁର ମଧ୍ୟ କୁହନ୍ତି। ଖିଚିଙ୍ଗକୁ ଫିରୋଜ ଶାହ ତୁଗଲକ ଧ୍ୱଂସ କଲା ପରେ ଭଞ୍ଜମାନେ ସେଠାରେ ନ ରହିବା ସ୍ୱାଭାବିକ ଥିଲା। ଓଡ଼ିଶା ଉପରେ ସ୍ଥଳ ପଥରେ ଆକ୍ରମଣ କରିବା ପାଇଁ ଖିଚିଙ୍ଗ ମଧ୍ୟ ଦେଇ ଦିଲ୍ଲୀ ଓ ବିହାର ମୁସଲମାନ ଶାସନକୁ ସୁବିଧା ହେଉଥିଲା। ଚତୁର୍ଦ୍ଦଶ ଶତାବ୍ଦୀରେ ତୁର୍କ ଆଫଗାନମାନେ ବଙ୍ଗଳା ଅଧିକାର କରିଥିଲେ। ଓଡ଼ିଶାର ବଙ୍ଗୀୟମାନେ ରାଜାମାନେ ଦୁର୍ବଳ ହେବାରୁ ମୁସଲମାନ ଆକ୍ରମଣରୁ ପ୍ରତିରୋଧ କରିବା ସମ୍ଭବ ନଥିଲା। ତେଣୁ ଭଞ୍ଜମାନେ ଖିଚିଙ୍ଗ ପରିତ୍ୟାଗ କରି ପୂର୍ବ ଦିଗକୁ ରାଜଧାନୀ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ। ଏହି ଯାତ୍ରାକାଳରେ ଅଳ୍ପ କେତେ ବର୍ଷ ପାଇଁ ବହଡ଼ଦାରେ ସେମାନେ ରହିଥିବାର କିମ୍ବଦନ୍ତୀ ଅଛି। ବହଡ଼ଦାରେ ଏକ କିଚକେଶ୍ୱରୀ ମନ୍ଦିର ଅଛି। ଏହି କଳିଙ୍ଗ ଶୈଳୀରେ ନିର୍ମିତ ହୋଇ ନଥିଲା। ତେଣୁ ମନ୍ଦିର ଶୈଳୀର କୌଣସି ବିଶେଷତ୍ୱ ନାହିଁ। ଭଞ୍ଜମାନେ ହରିପୁର ବା ହରହରିପୁର ସ୍ଥାନାନ୍ତରିତ ହେବା ପରେ ରାଜ୍ୟର ନାମ ମୟୂରଭଞ୍ଜ ହୋଇଥିଲା ଏବଂ ବୃଷଭ ବଦଳରେ ସେମାନେ ମୟୂରକୁ ରାଜକୀୟ ଚିହ୍ନ ରୂପରେ ଗ୍ରହଣ କରିଥିଲେ। ସେମାନେ ଶାକ୍ତ ଓ ଶୈବ ଧର୍ମର ପୃଷ୍ଠପୋଷକତା ନ କରି ବୈଷ୍ଣବ ଧର୍ମର ସମର୍ଥନ କରିଥିଲେ। ଏଥିପାଇଁ ଅବଶ୍ୟ ଭାରତରେ ତତ୍କାଳୀନ ଧର୍ମ ପ୍ରବାହ ଦାୟୀ ଥିଲା। ମୁସଲମାନ ଆକ୍ରମଣ ପରେ ପରେ ସାରା ଭାରତରେ ଯେଉଁ ଧର୍ମ ସଂସ୍କାର ଆନ୍ଦୋଳନ ଆରମ୍ଭ ହେଲା ତାହାର ପରିପ୍ରକାଶ ହେଲା ଭକ୍ତି ଆନ୍ଦୋଳନ ରୂପରେ। ପୂର୍ବ ଭାରତରେ ଏହାର ମୁଖ୍ୟ ପ୍ରଚାରକ ଥିଲେ ଶ୍ରୀ ଚୈତନ୍ୟ ଓ ଦକ୍ଷିଣ ଭାରତରେ ଥିଲେ ରାମାନୁଜ, ନିମ୍ବାର୍କ, ବାସବ ଓ ମାଧ୍ୟ ପ୍ରଭୃତି। ସେମାନେ ଭକ୍ତି ଆନ୍ଦୋଳନର ପୁରୋଧା ଥିଲେ। ସମାଜରେ ସେମାନଙ୍କର ବାଣୀର ଆଦର ଓ ସମ୍ମାନ ବୃଦ୍ଧି ପାଇଥିଲା। ସେମାନେ ଏକ ଜାତିବର୍ଣ୍ଣହୀନ ସମାଜ, ନିରାଡମ୍ବରର ପୂଜା ଅର୍ଚ୍ଚନା ଓ ଏକ ଈଶ୍ୱରବାଦ ସପକ୍ଷରେ ମତବ୍ୟକ୍ତ କରିଥିଲେ। ଫଳରେ ଭାରତର ସାମାଜିକ ଇତିହାସରେ ଏକ ନୂତନ ଅଭିମୁଖ୍ୟ ସୃଷ୍ଟି ହେଲା। ରାମାନୁଜ ଆଧୁନିକ ତାମିଲନାଡୁ କାଞ୍ଚିବରମଠାରେ ବିଦ୍ୟାଶିକ୍ଷା ଲାଭ କଲା ପରେ ଶ୍ରୀରଙ୍ଗମ ଠାରେ ନିଜର ପାଣ୍ଡିତ୍ୟର ପରିଚୟ ଦେଇଥିଲେ। ବେଦାନ୍ତ ଓ ଭଗବଦ ଗୀତା ଉପରେ ସେ ଗ୍ରନ୍ଥ ରଚନା କରିଥିଲେ।
ଦକ୍ଷିଣ ଭାରତରେ ବୈଷ୍ଣବ ଧର୍ମମତର ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନ ମହତ୍ତ୍ୱପୂର୍ଣ୍ଣ ଥିଲା। ସେ ବ୍ରହ୍ମକୁ ସବୁ କଥାର କେନ୍ଦ୍ରବିନ୍ଦୁ ଭାବରେ ଗ୍ରହଣ କରିଥିଲେ ଓ ମାୟାବାଦର ବିରୋଧ କରିଥିଲେ। ତାଙ୍କର ଦାର୍ଶନିକ ତତ୍ତ୍ୱକୁ ବିଶିଷ୍ଟାଦ୍ୱୈତ କୁହାଯାଏ। ସେ ଶୂଦ୍ର ଓ ଅନ୍ୟାନ୍ୟ ନୀଚ ଶ୍ରେଣୀର ଲୋକମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦେଇଥିଲେ ଓ ସେମାନଙ୍କୁ ନିଜର ଶିଷ୍ୟ ଭାବରେ ଗ୍ରହଣ କରିଥିଲେ। ନିଜର ପୂର୍ବ ଗାରିମା ନେଇ ହରିପୁରଗଡ଼ ଆଜି ନାହିଁ। ତାହା ଏବେ ଏକ ଭଗ୍ନ ଦୁର୍ଗର ଅବଶେଷ। ନିର୍ଜନ ଜନମାନବହୀନ ଭଗ୍ନ ଦୁର୍ଗର ରହସ୍ୟଘେରା ପ୍ରାଚୀନ ମନ୍ଦିର ରହିଛି। ଦୁଇଟି ଇଷ୍ଟକରେ ନିର୍ମିତ ମନ୍ଦିର, ଗୋଟିକର ନାମ ରସିକରାୟ ଏବଂ ଅନ୍ୟଟି ରାଧାମୋହନ ନାମରେ ପରିଚିତ। ଦୁର୍ଗର ଅନତି ଦୂରରେ ଇତିହାସର ମୂଳ ସାକ୍ଷୀ ତରଙ୍ଗିଣୀ ବୁଢ଼ାବଳଙ୍କ ନୀରବରେ ପ୍ରଭାବିତ ହେଉଛି। ଖ୍ରୀଷ୍ଟାବ୍ଦ 1435ରେ ଗଜପତି କପିଳେନ୍ଦ୍ର ଦେବ ଓଡ଼ିଶା ସିଂହାସନ ଅଧିକାର କଲେ। ସେ ଭଞ୍ଜମାନଙ୍କୁ ନିଜର ସାମନ୍ତ ରାଜା ଭାବରେ ସ୍ୱୀକୃତି ଦେଲେ। ଗଜପତି ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ଖ୍ରୀଷ୍ଟାବ୍ଦ 1497ରୁ 1533 ମୟୂରଭଞ୍ଜ ରାଜା ବୈଦ୍ୟନାଥ ଭଞ୍ଜଙ୍କର ପୁତ୍ର ଜଗନ୍ନାଥ ଭଞ୍ଜ ଏବଂ ଖ୍ରୀଷ୍ଟାବ୍ଦ 1497ରୁ 1533 ମୟୂରଭଞ୍ଜ ରାଜା ବୈଦ୍ୟନାଥ ଭଞ୍ଜଙ୍କର ପୁତ୍ର ଜଗନ୍ନାଥ ଭଞ୍ଜ ଏବଂ ପ୍ରତାପରୁଦ୍ର ଦେବଙ୍କର କନ୍ୟା ମଧ୍ୟରେ ଶୁଭ ପରିଣୟ ସମ୍ପନ୍ନ ହୋଇଥିଲା ବା ସେମାନେ ତାଙ୍କର ବିବାହ ହୋଇଥିଲା। ଏଥିପାଇଁ ଯୌତୁକ ସ୍ୱରୂପ ଜଗନ୍ନାଥ ଭଞ୍ଜଙ୍କୁ ଗଜପତି ବାରିପଦା ଦଣ୍ଡପାଠ ଉପହାର ଦେଇଥିଲେ। ପ୍ରତାପରୁଦ୍ର ଦେବଙ୍କର ନାମରେ ହରିପୁରଗଡ଼ର ଅନତି ଦୂରରେ ପ୍ରତାପପୁର ଶାସିତ ସ୍ଥାପିତ ହୋଇଥିଲା। ପ୍ରତାପରୁଦ୍ର ଦେଖନ୍ତୁ, ମନେ ରଖନ୍ତୁ, ପ୍ରତାପରୁଦ୍ର ଦେବଙ୍କର ନାମରେ ହରିପୁରଗଡ଼ର ଅନତି ଦୂରରେ ପ୍ରତାପପୁର ଶାସନ ସ୍ଥାପିତ ହୋଇଥିଲା। ଗଜପତି ପ୍ରତାପରୁଦ୍ର ହରିପୁର ବାଟରେ ବୃନ୍ଦାବନକୁ ତୀର୍ଥ ପାଇଁ ଯାଇଥିବାର କିମ୍ବଦନ୍ତୀ ଅଛି। ସେହି ଯାତ୍ରାକାଳରେ ପ୍ରତାପପୁର ଶାସନ ସ୍ଥାପିତ ହୋଇଥିଲା ଏବଂ ଦଧୁବାମନଙ୍କର ମନ୍ଦିର ନିର୍ମିତ ହୋଇଥିଲା। ପ୍ରତାପପୁର ଆଦି ନାମ ରାମଚନ୍ଦ୍ରପୁର ଥିଲା। ସେଠାରେ ଗଜପତି ଅସୁସ୍ଥ ହୋଇ ଇହଲୀଳା ତ୍ୟାଗ କରିବା ପରେ ତାଙ୍କର ସ୍ମୃତିରେ ଗ୍ରାମର ନୂତନ ନାମ ପ୍ରତାପପୁର ରଖାଯାଇଥିଲା। ମାହାତିରିଠାରେ ଥିବା ଶିବ ମନ୍ଦିର କଖାରୁଆ ବୈଦ୍ୟନାଥ ମନ୍ଦିର ନାମରେ ପ୍ରସିଦ୍ଧି ଲାଭ କଲା। ଯୁବରାଜ କଖାରୁଆ ଥିଲେ ଗଜପତି ପ୍ରତାପରୁଦ୍ର ଦେବଙ୍କର ଦୁଇ ପୁତ୍ର ମଧ୍ୟରୁ ଜଣେ। ଯୁବରାଜ କଖାରୁଆ ବୈଦ୍ୟରାଜା ବୈଦ୍ୟନାଥ ଭଞ୍ଜ ନିଜର ଗୁରୁଦେବ ସ୍ୱାମୀ ରସିକାନନ୍ଦ ସ୍ମୃତିରେ ହରିହରପୁରରେ ରସିକରାୟ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରର କଳା ସ୍ଥାପତ୍ୟରେ ଭଞ୍ଜରାଜାଙ୍କର ଗୌଡ଼ୀୟ ବୈଷ୍ଣବ ପ୍ରୀତି ଅନୁରାଗ ସୁସ୍ପଷ୍ଟ। ରାଜା ବୈଦ୍ୟନାଥ ଭଞ୍ଜଙ୍କର ବୈଷ୍ଣବ ଧର୍ମ ପ୍ରତି ପୃଷ୍ଠପୋଷକତାର ଅନ୍ୟ ଏକ ନିଦର୍ଶନ ଥିଲା ବାରିପଦା ନିର୍ମିତ ବଡ଼ ଜଗନ୍ନାଥ ମନ୍ଦିର। ପୁରୀ ଗଜପତିଙ୍କର ସାମନ୍ତ ରାଜା ଭାବରେ ସେ ଜଗନ୍ନାଥ ଧର୍ମ ଜଣେ ବଡ଼ ସମର୍ଥକ ଥିଲେ। ବୈଦ୍ୟନାଥ କଳିଙ୍ଗର ରେଖା ଶୈଳୀରେ ନିର୍ମିତ ଏହି ଜଗନ୍ନାଥ ମନ୍ଦିର ନିର୍ମାଣରେ ବୈଦ୍ୟନାଥ ଭଞ୍ଜଙ୍କର ଭୂମିକା ଆଗ। ବୈଦ୍ୟନାଥ ଭଞ୍ଜ ମୃତ୍ୟୁ ପରେ ଭଞ୍ଜ ରାଜାମାନେ ପ୍ରାୟ 200 ବର୍ଷ ହରିପୁରରେ ରାଜତ୍ୱ କରିଥିଲେ। ଉକ୍ତ ସମୟରେ ସେମାନେ ରାଧାମୋହନ ଓ ଲକ୍ଷ୍ମୀନାରାୟଣ ମନ୍ଦିର ନିର୍ମିତ ହୋଇଥିଲା। ନିକଟବର୍ତ୍ତୀ ବୃନ୍ଦାବନପୁର ଶାସନରେ ଗୋଟିଏ ଗୁଣ୍ଡିଚା ମନ୍ଦିର ଭଞ୍ଜମାନେ ନିର୍ମାଣ କରିଥିଲେ। ସେ ଦୁଇ ମନ୍ଦିରର ନିର୍ମାତା ଥିଲେ ରାଜା ବିକ୍ରମାଦିତ୍ୟ। ତାଙ୍କର ସମୟରେ ହରିପୁରଗଡ଼ ତେଲେଙ୍ଗା ଦରୱାଜା ମଧ୍ୟ ନିର୍ମିତ ହୋଇଥିଲା। ବଙ୍ଗରାର ସୁବାଦାର ଆଲିବର୍ଦୀ ଖାଁ ରାଜା ବିସ୍ତାର ଉଦ୍ଦେଶ୍ୟରେ ଜଗନ୍ନାଥ ପଥ ଦେଇ ଓଡ଼ିଶା ଆକ୍ରମଣ କରିଥିଲେ। ସେତେବେଳେ ଓଡ଼ିଶା ଶାସକ ଥିଲେ ମୁର୍ସିଦ କୁଲି ଖାଁ। ଦେଖନ୍ତୁ, ବଙ୍ଗର ସୁବାଦାର ଆଲିବର୍ଦୀ ଖାଁ ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ମୟୂରଭଞ୍ଜ ପଥ ଦେଇ ଓଡ଼ିଶା ଆକ୍ରମଣ କରିଥିଲେ। ସେତେବେଳେ ଓଡ଼ିଶାର ଶାସକ ଥିଲେ ମୁର୍ସିଦ କୁଲି ଖାଁ। ନିଜର ପ୍ରତିରକ୍ଷା ଦିଗରେ ନିଜର ପତ୍ନୀ ଦର୍ଦନା ବେଗମ ଏବଂ ପୁତ୍ର
ନିଜର ପତ୍ନୀ ଦର୍ଦନା ବେଗମ ଏବଂ ପୁତ୍ର ୟାହିଆ ଖାଁଙ୍କୁ ବିପୁଳ ରାଜକୋଷ ସହିତ ବାରବାଟୀ ଦୁର୍ଗରେ ସୁରକ୍ଷିତ ରଖି ସେ ଯୁଦ୍ଧକ୍ଷେତ୍ରକୁ ଗମନ କରିଥିଲେ। ସଙ୍ଗରେ ଥିଲେ ତାଙ୍କର ଦୁଇ ଜାମାତା ମିର୍ଜା ମହମ୍ମଦ ବକିଙ୍କର ଖାଁ ଓ ଆଲ୍ଲାଉଦ୍ଦିନ ମହମ୍ମଦ ଖାଁ। ଏକ ବିଶାଳ ସେନା ବାହିନୀ ସାଙ୍ଗରେ ଘେନି ସେମାନେ ବାଲେଶ୍ୱର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ। ବାଲେଶ୍ୱରଠାରେ ଫୁଲାରୀ ଘାଟ ନିକଟରେ ଶତ୍ରୁ ବାହିନୀ ଅପେକ୍ଷାରେ ମୁର୍ସିଦ କୁଲି ଖାଁ ରହିଥିବା ସମୟରେ ନିଜ ଛାଉଣୀରେ ଥିବା ବିଶ୍ୱାସଘାତକତା ମୁଖଲିସ ଅଲି ଖାଁଙ୍କର ଚକ୍ରାନ୍ତ ଶିକାର ହୋଇଥିଲେ। ରିୟାଜ ଉସ୍ ସାଲାତିନର ବର୍ଣ୍ଣନା ଅନୁସାରେ ଅଲିବର୍ଦୀ ଖାଁ ବାଲେଶ୍ୱରରେ ପହଞ୍ଚିବା ପରେ ଚକ୍ରଧର ଭଞ୍ଜଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ। ସେତେବେଳେ ରାଜା ଚକ୍ରଧର ଭଞ୍ଜ ଆମୋଦ ପ୍ରମୋଦରେ ମାଟି ହରିପୁର ଗଡ଼ରେ ଅବସ୍ଥାନ କରୁଥିଲେ। ଅଭେଦ୍ୟ ଅରଣ୍ୟ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଓ ଚୁଆଡ଼ ସୈନ୍ୟମାନେ ଜାଗତିଆର ଥିବାରୁ ରାଜା ନିଜକୁ ସୁରକ୍ଷିତ ମନେ କରୁଥିଲେ। ତେଣୁ ସେ ପ୍ରତିରକ୍ଷାର ଅନ୍ୟ କୌଣସି ବ୍ୟବସ୍ଥା ନ କରି ଅବିବେକୀ ପରି କାର୍ଯ୍ୟ କଲେ। ଏହି ଅବସରରେ ସୁଯୋଗ ନେଇ ଅଲିବର୍ଦୀ ଖାଁ ହରିପୁରଗଡ଼ ଆକ୍ରମଣ କରିଥିଲେ। ରାଜଧାନୀକୁ ଧ୍ୱଂସ ବିଧ୍ୱଂସ କରି ବଙ୍ଗବାହିନୀ ଚୁଆଡ଼ ଓ ଖଣ୍ଡାୟତମାନଙ୍କୁ ନିର୍ଭର ଭାବରେ ହତ୍ୟା କରିଥିଲେ। ସେମାନଙ୍କର ସ୍ତ୍ରୀ ଓ ପିଲାମାନେ ମଧ୍ୟ ହିଂସ୍ର ମୁସଲମାନ ସେନାର ଅତ୍ୟାଚାରକୁ ରକ୍ଷା ପାଇଲେ ନାହିଁ। ଅଳ୍ପ କେତେକ ଆତ୍ମୀୟ ସ୍ୱଜନଙ୍କ ସହିତ ରାଜା ପର୍ବତ ଭିତରକୁ ପଳାୟନ କଲେ ଓ ମୟୂରଭଞ୍ଜବାସୀଙ୍କୁ ଲୁଣ୍ଠନ, ହତ୍ୟା, ଧର୍ଷଣ ତଥା ଅନ୍ୟାନ୍ୟ ପାଶବିକ ଅତ୍ୟାଚାରର ଶିକାର ହେଲେ। ସେହିଦିନଠାରୁ ହରିପୁର ନଗରର ପତନ ଆରମ୍ଭ ହେଲା। ଚକ୍ରଧର ଭଞ୍ଜ ନିହତ ହେବା ପରେ ଭଞ୍ଜମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ମୁସଲମାନ ମାନେ ନିରବଚ୍ଛିନ୍ନ ଭାବରେ ଭଞ୍ଜ ରାଜ୍ୟର ଦୁର୍ବଳ ପରିସ୍ଥିତିର ସୁବିଧା ନେଇଥିଲେ। ଆକ୍ରମଣକାରୀଙ୍କର ଅତ୍ୟାଚାରରୁ ରକ୍ଷା ପାଇବା ଲାଗି ପ୍ରଜାମାନେ ହରିପୁରରୁ ଇତସ୍ତତଃ ପଳାୟନ କରିବା ଅସମ୍ଭାବୀ ଥିବା ସମୟରେ ସେମାନଙ୍କର ବାମନ ଘାଟିରେ ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ ଆଶ୍ରୟ ନେଇଥିବାରୁ ରାଜା ସର୍ବେଶ୍ୱର ଭଞ୍ଜଙ୍କୁ 1627ରୁ 1658 ବାମନ ଘାଟିର ଅପତି ବୋଲି ପରିଚୟ ଦିଆଯାଏ। ମୋଗଲ ଅଧୀନରେ ଓଡ଼ିଶା 1590ରୁ ଶାସିତ ହେଲା। ସେହିଦିନଠାରୁ ମରହଟ୍ଟା ରାଜତ୍ୱ ପ୍ରଦର୍ଶିତ ହେବା ପର୍ଯ୍ୟନ୍ତ 1751 ମୟୂରଭଞ୍ଜର ରାଜନୈତିକ ସ୍ଥିତି ବହୁ ବାଧାବିଘ୍ନ ମଧ୍ୟ ଦେଇ ଗତି କରିଥିଲା। ମୋଗଲ ଅଧୀନରେ ଓଡ଼ିଶା 1990ରୁ ଶାସିତ ହେଲା। ସେହିଦିନଠାରୁ ମରହଟ୍ଟା ରାଜତ୍ୱ ପ୍ରଦର୍ଶିତ ହେବା ପର୍ଯ୍ୟନ୍ତ 1751 ମୟୂରଭଞ୍ଜର ରାଜନୈତିକ ସ୍ଥିତି ବହୁ ବାଧାବିଘ୍ନ ମଧ୍ୟ ଦେଇ ଗତି କରିଥିଲା। ଇତିହାସର ଏହି ଦୁର୍ଦ୍ଦିନ କାଳରେ କେବଳ ରାଜଧାନୀ ହରିପୁର କାହିଁକି ଅନ୍ୟାନ୍ୟ ଦୁର୍ଗଗୁଡ଼ିକ ମଧ୍ୟ ନଷ୍ଟ ହୋଇଗଲା। ସେଥିରୁ ମାଣତ୍ରୀ ଦୁର୍ଗ ଥିଲା ଅନ୍ୟତମ। ମାଣତ୍ରୀ ଦୁର୍ଗକୁ ମରହଟ୍ଟା ମାନେ ଧ୍ୱଂସ ବିଧ୍ୱସ୍ତ କରୁଥିବାର କିମ୍ବଦନ୍ତୀ ଅଛି। ସେମାନେ ହରିପୁର ଗଡ଼ର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଅଟ୍ଟାଳିକାମାନ ଧୂଳିସାତ୍ କରିବା ଦୁର୍ଭାଗ୍ୟର ବିଷୟ ଥିଲା। ହିନ୍ଦୁ ଦେବଦେବୀ ମନ୍ଦିରକୁ ସେମାନେ ଧ୍ୱଂସ କରିବାରେ ପରାମୁଖ ହୋଇ ନଥିଲେ। ମୁସଲମାନ ଓ ମରହଟ୍ଟା ବର୍ଗୀମାନେ ତେଣୁ ହରିପୁରର ଧ୍ୱଂସ ସାଧନ ପାଇଁ ଦାୟୀ। ମରହଟ୍ଟାମାନଙ୍କର ତୁହାକୁ ତୁହା ଆକ୍ରମଣ ଓ ଲୁଣ୍ଠନରେ ଭଞ୍ଜ ରାଜା ଦାମୋଦର ଭଞ୍ଜ ଅସ୍ତବ୍ୟସ୍ତ ହୋଇପଡ଼ିଲେ। ତାହା ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକର କଥା। ରାଜା ଦାମୋଦର ଓ ରାଣୀ ସୁମିତ୍ରା ଦୁର୍ଲଭ ଅଷ୍ଟଧାତୁରେ ନିର୍ମିତ ଦେବ ପ୍ରତିମା ସଙ୍ଗେ ନେଇ ଗୁପ୍ତରେ ପଳାୟନ କରିବା ବିନା ଅନ୍ୟ ଉପାୟ ନଥିଲା। ରସିକରାୟ ଏବଂ ରାଧାମୋହନ ପ୍ରତିମା ସେତେବେଳକୁ ଅପସାରିତ ହୋଇସାରିଥିଲା। ରାଜା ଦାମୋଦର ଓ ରାଣୀ ସୁମିତ୍ରା ଦୁର୍ଲଭ ଅଷ୍ଟଧାତୁରେ ନିର୍ମିତ ଦେବ ପ୍ରତିମା ସଙ୍ଗେ ନେଇ ଗୁପ୍ତରେ ପଳାୟନ କରିବା ବିନା ଅନ୍ୟ ଉପାୟ ନଥିଲା। ରସିକରାୟ ଏବଂ ରାଧାମୋହନ ପ୍ରତିମା ସେତେବେଳକୁ ଅପସାରିତ ହୋଇ ସାରିଥିଲା। କିନ୍ତୁ ଠାକୁର ଲକ୍ଷ୍ମୀନାରାୟଣଙ୍କର ପ୍ରତିମା ଅପସାରଣରେ ସଫଳ ନ ହେବାରୁ ତାହା ମରହଟ୍ଟାମାନେ କବଜା କରିନେଲେ। ଉକ୍ତ ପ୍ରତିମା ପ୍ରସ୍ତରରେ ନିର୍ମିତ ହୋଇଥିଲା ଏବଂ ତାହାର ଉଚ୍ଚତା ଥିଲା 3 ଫୁଟ। କୌଣସି ଅଜ୍ଞାତ କାରଣରୁ ମରହଟ୍ଟାମାନେ ସେହି ପ୍ରତିମାକୁ ରେମୁଣାର ସଂସ୍ଥାପିତ କରି ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ। ରାଣୀ ସୁମିତ୍ରାଙ୍କର ଲକ୍ଷ୍ମୀନାରାୟଣ ମୂର୍ତ୍ତିକୁ ରେମୁଣାରୁ ଅପସାରିତ କରିବା ଉଦ୍ୟମ ଯଶୋଧରଙ୍କ ପ୍ରତିରୋଧ ଯୋଗୁଁ ବିଫଳ ହୋଇଥିଲା। କିନ୍ତୁ ପୂଜାର୍ଚ୍ଚନା ଲାଗି ରାଣୀ ନିଜର ରାଜକୋଷରୁ
ଅର୍ଥ ବ୍ୟୟ କରି ଅନେକ ଦେବର୍ତ୍ତର ଜମି ମନ୍ଦିର ପରିଚାଳନା ପାଇଁ ପ୍ରଦାନ କରିଥିଲେ। ଖ୍ରୀଷ୍ଟାବ୍ଦ 1801 ସରକାରୀ ରେକର୍ଡ ଅନୁସାରେ ହରିହରପୁର ଗଡ଼ ରାଣୀ ସୁମିତ୍ରାଙ୍କର ସଦର ମହକୁମା ଥିଲା। ଖ୍ରୀଷ୍ଟାବ୍ଦ 1801ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ନୟାବସାଣ ପ୍ରଗଣା ନେଇ ଯେଉଁ ରାଜିନାମା ସ୍ୱାକ୍ଷରିତ ହେଲା, ସେଥିରେ ରାଣୀ ହରିହରପୁରବାସୀ ବୋଲି ନିଜର ଦସ୍ତଖତ ସହିତ ଉଲ୍ଲେଖ କରିଥିଲେ। କିନ୍ତୁ ସେତେବେଳକୁ ହରିପୁରର ଛାରଖାନାର ଛାଡ଼ଖାର ହୋଇସାରିଥିଲା। ପ୍ରାୟ 100 ବର୍ଷ ପରେ ପ୍ରତ୍ନତତ୍ତ୍ୱବିତ୍ ମାନେ ନରେନ୍ଦ୍ରନାଥ ବସୁଙ୍କର ବିବରଣରୁ ଜଣାଯାଏ ଯେ ପୂର୍ବ ଓ ପଶ୍ଚିମ ପଟ ପ୍ରାଚୀର ଯଥାକ୍ରମେ ଏବଂ 1102 ଫୁଟ ଲମ୍ବ ଥିଲା। ଉତ୍ତର ଓ ଦକ୍ଷିଣ ପାର୍ଶ୍ୱ ପ୍ରାଚୀର ଥିଲା ଯଥାକ୍ରମେ 652 ଓ 686 ଫୁଟ ଓସାର। ଏହି ଗଡ଼ର ଦକ୍ଷିଣ ପୂର୍ବ କୋଣରେ ସୂକ୍ଷ୍ମ ମୃଣ୍ମୟ କରା ପରିଶୋଭିତ ରସିକରାୟ ମନ୍ଦିର ଅବସ୍ଥିତ ଥିଲା। ଏହା ଥିଲା ରାଜା ବୈଦ୍ୟନାଥ ଭଞ୍ଜଙ୍କର କୀର୍ତ୍ତି। ପଡ଼ାଇଟାରେ ଏହି ମନ୍ଦିର ଗୌଡ଼ୀୟ ଶୈଳୀରେ ଅନୁକରଣରେ ନିର୍ମିତ ହୋଇଥିଲା। ଷୋଡ଼ଶ ଶତାବ୍ଦୀରେ ଏତାଦୃଶ ମନ୍ଦିର ଓଡ଼ିଶାର ସମ୍ପୂର୍ଣ୍ଣ ବିରଳ। ବଙ୍ଗପ୍ରଦେଶର ବିଷ୍ଣୁପୁର ନାମକ ସ୍ଥାନରେ ଗୌଡ଼ୀୟ ଶୈଳୀ ନିର୍ମିତ ଅନେକ ମନ୍ଦିର ବାର ଦେଖାଯାଏ। ସମ୍ଭବତଃ ବିଷ୍ଣୁପୁର ସ୍ଥାପତ୍ୟ ପରମ୍ପରା ଅନୁକରଣରେ ବଙ୍ଗୀୟ ଶିଳ୍ପୀମାନେ ହରିହରପୁର ଗସ୍ତ ରସିକରାୟ ମନ୍ଦିର ଗଠନ ପାଇଁ ନିଯୁକ୍ତି ହୋଇଥିଲେ। ମନ୍ଦିର ଗାତ୍ରରେ ପୁରାଣ ବର୍ଣ୍ଣିତ ଉପାଖ୍ୟାନ ଓ କୃଷ୍ଣଲୀଳାର ଅନେକ ଚିତ୍ର ଖୋଦିତ ହୋଇଥିଲା। କାଳକ୍ରମେ କରାତସ୍କରମାନେ ସେଥିରୁ ଅନେକ ଅଂଶ ଅପହରଣ କରି ନେଇଥିବାରୁ ମନ୍ଦିରର ବର୍ତ୍ତମାନ ଅବସ୍ଥା ଶ୍ରୀହୀନ ଦେଖାଯାଏ। ବସୁ ମହାଶୟ ହରିହରପୁର ଗଡ଼କୁ ଏକ ଗୁଳ୍ମ ଆଚ୍ଛାଦିତ ଭଗ୍ନସ୍ତୂପ ମଧ୍ୟରେ ଦେଖିଥିଲେ ହେଁ ଆବାସିକ ରାଜପ୍ରସାଦ ଓ ଆନୁଷଙ୍ଗିକ ସୌଧମାଳାର ନିର୍ମାଣ କୌଶଳ ଦେଖି ମୁଗ୍ଧ ହୋଇଥିଲେ। ମନ୍ଦିର ପ୍ରାଙ୍ଗଣର ଉତ୍ତର ଭାଗରେ ଅଳ୍ପ ଦୂରରେ ରାଣୀହଂସପୁର ଥିବାର ଅନୁମାନ କରାଯାଏ। ଅନ୍ତଃପୁରବାସୀମାନଙ୍କ ପାଇଁ ଦକ୍ଷିଣ ପଶ୍ଚିମରେ ସ୍ନାନାଗାର ଓ ଶୟନ କକ୍ଷର ବ୍ୟବସ୍ଥା ଥିଲା। ଜଳ ଯୋଗାଣ ପାଇଁ ଥିବା ଏକ ବିରାଟ କୂପର ଅବଶେଷ ଏବେ ସୁଦ୍ଧା ଦେଖାଯାଏ। ରସିକରାୟ ମନ୍ଦିର ପ୍ରାଙ୍ଗଣର ଉତ୍ତର ଦିଗରେ ଦରବାର ମହଲ ଥିଲା। ପ୍ରକାଣ୍ଡ ଦରବାରକୁ ଟେକି ଧରିଥିବା ସ୍ତମ୍ଭଗୁଡ଼ିକ ନାନା କାରୁକାର୍ଯ୍ୟରେ ମଣ୍ଡିତ ହୋଇଥିଲା। ସେଗୁଡ଼ିକ ଉପରେ ଚୂନର ଆସ୍ତରଣ ଦ୍ୱାରା ମସୃଣ କରାଯାଇଥିଲା। ତାପରେ ଦେଖନ୍ତୁ, ତାହା ସୁନ୍ଦର ନକ୍ସା ଓ ଚିତ୍ରାଙ୍କନ ପାଇଁ ବ୍ୟବହୃତ ହୋଇଥିଲା। ଦରବାର ହଲରେ ଚଟାଣ ପ୍ରସ୍ତର ନିର୍ମିତ ହୋଇଥିଲେ ମଧ୍ୟ ପଲସ୍ତର ଦ୍ୱାରା ତାକୁ ଅତି ଚିକ୍କଣ କରାଯାଇଥିଲା। ଏହି ଚିକ୍କଣ ଚଟାଣ ଉପରେ ନାନା ଚିତ୍ରାଙ୍କନର ସଂକେତ ମିଳିଥିଲା। ସେତେବେଳେ ସିମେଣ୍ଟ ବଦଳରେ ଚୂନ, ସୁର୍କିକୁ ପଥର ଏବଂ ଇଟା ଯୋଡ଼ିବାରେ ବ୍ୟବହାର କରାଯାଉଥିଲା। ହରିପୁରଗଡ଼ର ଯେଉଁ ନକ୍ସା ବସୁ ମହାଶୟ ପ୍ରସ୍ତୁତ କରିଥିଲେ, ତାହା ସେ ସମୟର ନିର୍ମାଣ କୌଶଳର ପରିଚୟ ପ୍ରଦାନ କରେ। ଗୌଡ଼ର ପ୍ରବେଶ ଦ୍ୱାର ଥିବା ତେଲେଙ୍ଗା ଦ୍ୱାର ଏବେ ଆଉ ନାହିଁ। ତାର ଏକ ଫଟୋ ଚିତ୍ରରେ ସ୍ଥାନ ପାଇଛି। ମରହଟ୍ଟା ଶାସନକାଳରେ ମୟୂରଭଞ୍ଜ। ମରହଟ୍ଟା ମାନେ ଓଡ଼ିଶାକୁ ଖ୍ରୀଷ୍ଟାବ୍ଦ 1751ରୁ 1803 ପର୍ଯ୍ୟନ୍ତ ଶାସନ କରିଥିଲେ। ନାଗପୁର ଭୋଁସଲାଙ୍କ ପ୍ରତିନିଧି ଭାବରେ ଜଣେ ନାଏବ ସୁବାଦାର ଓ ଉପଶାସକ ବାରବାଟୀ ଦୁର୍ଗରେ ଅବସ୍ଥାନ କରୁଥିଲେ। ତାଙ୍କର ଅଧୀନରେ ଏକ କ୍ଷୁଦ୍ର ସେନାବାହିନୀ ରହୁଥିଲେ। ବାଲେଶ୍ୱରରେ ମଧ୍ୟ ମରହଟ୍ଟାଙ୍କର ଏକ ସେନା ଛାଉଣୀ ଥିଲା। ଆବଶ୍ୟକତା ଅନୁସାରେ ଭୋଁସଲା ଏହି ଶକ୍ତିକୁ ବଙ୍ଗଳା ବିରୋଧରେ ବିନିଯୋଗ କରୁଥିଲେ। ପୁରୀ ମନ୍ଦିରର ଯାତ୍ରାକର ବାବଦରେ ଆଦାୟ ହେଉଥିବା ଅର୍ଥ ଉପରେ ଭୋଁସଲାଙ୍କର ସ୍ୱାର୍ଥ ନିର୍ଦ୍ଦିଷ୍ଟ ଥିଲା। ମରହଟ୍ଟା ଶାସକ ମୁଖ୍ୟତଃ ଅର୍ଥଲୋଭୀ ଥିବାରୁ ମୟୂରଭଞ୍ଜ ରାଜାମାନେ ସତର୍କତାମୂଳକ ନୀତି ଅବଲମ୍ବନ କରୁଥିଲେ। କିନ୍ତୁ ସଦାସର୍ବଦା ମରହଟ୍ଟାମାନଙ୍କର କବଳରୁ ନିଜର ମୁକ୍ତ ଓ ସୁରକ୍ଷିତ ରଖିବା ସମ୍ଭବ ହେଉନଥିଲା। ମହାରାଜା ରଘୁନାଥ ଭଞ୍ଜଙ୍କର ପରେ ଚକ୍ରଧର ଭଞ୍ଜ ଓ ତାଙ୍କ ପରେ ଦାମୋଦର ଭଞ୍ଜ ଗଦିନସୀନ ହୋଇଥିଲେ। ଚକ୍ରଧର ଭଞ୍ଜଙ୍କର ଶାସନକାଳ ଖ୍ରୀଷ୍ଟାବ୍ଦ 1751ରୁ 1761 ପର୍ଯ୍ୟନ୍ତ ଥିଲା। ସେ ରଘୁନାଥ ଭଞ୍ଜଙ୍କର ପିତୃବ୍ୟ ଥିଲେ ଓ ରଘୁନାଥ ଭଞ୍ଜ ପୁତ୍ରହୀନ ଥିବାରୁ ସିଂହାସନ ଲାଭ କରିଥିଲେ। ତାଙ୍କର ରାଜତ୍ୱ ପ୍ରାରମ୍ଭରେ ନବାବ ଆଲିବର୍ଦୀ ଖାଁ ଓଡ଼ିଶାକୁ ଭୋଁସଲାଙ୍କର ହାତରେ ସମର୍ପି
ଦେଇଥିଲେ। ତଦ୍ୱାରା ନବାବ ମରହଟ୍ଟାଙ୍କର ଆତର୍କିତ ଆକ୍ରମଣରୁ ଅଳ୍ପ ବହୁତ ରକ୍ଷା ପାଇଲେ ସତ, କିନ୍ତୁ ମୟୂରଭଞ୍ଜ ପାଇଁ ବିପଦ ଘନୀଭୂତ ହେଲା। ମୟୂରଭଞ୍ଜ ସହିତ ମରହଟ୍ଟାଙ୍କର ସମ୍ପର୍କ ଅତି ସଂଘର୍ଷମୟ ଥିଲା, କାରଣ ଭଞ୍ଜମାନଙ୍କୁ ଶାସନ କରିବା ମରହଟ୍ଟାମାନଙ୍କର ମୁଖ୍ୟ ଅଭିଳାଷ ଥିଲା। ସେଥିପାଇଁ ସେମାନେ ଅନେକ ଥର ହରିପୁରଗଡ଼ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଧିବାସୀ ମରହଟ୍ଟା ବର୍ଗୀମାନଙ୍କର ଶିକାର ହେଉଥିଲା। ଖ୍ରୀଷ୍ଟାବ୍ଦ 1761ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମେଦିନୀପୁର ଅଧିକାର କଲାରୁ ମହାରାଜା ଦାମୋଦର ଭଞ୍ଜ ଇଂରେଜମାନଙ୍କ ସହିତ ସୁସମ୍ପର୍କ ସ୍ଥାପନର ସୁଯୋଗ ପାଇଥିଲେ। ମିତ୍ରଭାବପୂର୍ଣ୍ଣ ହୋଇ ସେ ଅସ୍ଥାୟୀ ଗଭର୍ଣ୍ଣର ଜେନେରାଲ କ'ଣ ଭିନସିଟାଟକୁ ଦୁଇଥର ପତ୍ର ଲେଖିଲେ। ଜେମ୍ସ ରେନେଲଙ୍କୁ ସର୍ବେକ୍ଷଣ ମାନଚିତ୍ର ପ୍ରସ୍ତୁତ କରିବାକୁ ଅନୁମତି ମଧ୍ୟ ଦେଇଥିଲେ। ତଦ୍ୱାରା ଗଭର୍ଣ୍ଣର ଜେନେରାଲ କ'ଣ ଭିନସିଟାଟ ଅତ୍ୟନ୍ତ ଆନନ୍ଦିତ ହୋଇ ରାଜାଙ୍କୁ ଯଥାସମୟରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ। ବଙ୍ଗଳାକୁ ମରହଟ୍ଟିଆ ଆକ୍ରମଣରୁ ରକ୍ଷା କରିବା ଦିଗରେ ମୟୂରଭଞ୍ଜକୁ ଆକ୍ରମଣ ନିରୋଧକ ରାଜ୍ୟ ଭାବରେ ବ୍ୟବହାର କରିବା ତାଙ୍କର ଅଭିପ୍ରାୟ ଥିଲା। ମରହଟ୍ଟାମାନଙ୍କର ଆକ୍ରମଣକୁ ପ୍ରତିରୋଧ କରିବା ସୁବିଧା ଦାମୋଦର ଭଞ୍ଜଙ୍କର ଥିଲା। ମୟୂରଭଞ୍ଜର ଅବସ୍ଥିତି ଏପରି ଥିଲା ଯେ ମରହଟ୍ଟା ଅଭିଯାନର ଆଗୁଆ ସମ୍ବାଦ ସେ ଦେଇପାରୁଥିଲେ। ଓଡ଼ିଶାକୁ 1803ରେ ଅଧିକାର କରିବା ପୂର୍ବରୁ ଇଂରେଜମାନେ ମୟୂରଭଞ୍ଜର ରାଜନୈତିକ ସ୍ଥିତିକୁ ହେୟଜ୍ଞାନ କରୁନଥିଲେ। ଭଞ୍ଜମାନଙ୍କର ସହିତ ସୁସମ୍ପର୍କ ରଖିବା ଇଂରେଜମାନଙ୍କର ମୂଳ ନୀତି ଥିଲା। ସେଥିପାଇଁ 1770ରେ କୁଚଙ୍ଗ ଦାମୋଦର ବିରୋଧରେ କମ୍ପାନୀ ତରଫରୁ କୌଣସି ଦଣ୍ଡବିଧାନ ନ ହୋଇ କେବଳ ଚେତାବନୀ ସୂଚକ ପଦକ୍ଷେପ ଦିଆଯାଇଥିଲା। କୁଚଙ୍ଗ ଜମିଦାରକୁ ବାବନଘାଟି ସହିତ ମିଶାଇ ଦିଆଗଲା। ଲର୍ଡ ୱେଲସଲି ଗଭର୍ଣ୍ଣର ଜେନେରାଲ ଥିବା ସମୟରେ ରାଜା ତ୍ରିବିକ୍ରମ ଭଞ୍ଜ ମୟୂରଭଞ୍ଜର ସ୍ୱତନ୍ତ୍ର ଅକ୍ଷୁଣ୍ଣ ରହି। ତ ପିଲାମାନେ ବର୍ତ୍ତମାନ ଆମେ ଆଲୋଚନା କରିବା ଆଦିବାସୀ ବିଦ୍ରୋହ ସମ୍ପର୍କରେ ହେଲା। ଦେଖ, ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଦ୍ରୋହ ଓଡ଼ିଶାର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ବ୍ରିଟିଶ ଶାସନ କାଳରେ ଏବଂ ସ୍ଥାନୀୟ ରାଜାଙ୍କର କଠୋର ନୀତି, ଅତ୍ୟଧିକ କର ଓ ଜମି ଦଖଲ ପ୍ରଣାଳୀ ପାଇଁ ସ୍ଥାନୀୟ ଅଧିବାସୀମାନେ ଅସନ୍ତୁଷ୍ଟ ହୋଇଯାଇଥିଲେ। ବିଶେଷ କରି ସାନ୍ତାଳ, ଭୂମିଜ ଓ ହୋ ଜାତିର ଲୋକମାନେ ଏହି ଅନ୍ୟାୟର ବିରୋଧରେ ଏକତ୍ରିତ ହୋଇ ବିଦ୍ରୋହ କରିଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ନିଜର ଜମି, ସଂସ୍କୃତି ଓ ଅଧିକାରକୁ ସୁରକ୍ଷା କରିବା। ଏହି ବିଦ୍ରୋହ ଯଦିଓ ସଫଳ ହୋଇପାରିନଥିଲା, ତଥାପି ଏହି ଆଦିବାସୀମାନଙ୍କର ସାହସ ଓ ସ୍ୱାଧୀନତା ପ୍ରତି ଆକାଂକ୍ଷାକୁ ପ୍ରକାଶ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଦେଇଥିଲା। ଊନବିଂଶ ଓ ବିଂଶ ଶତାବ୍ଦୀର ମୟୂରଭଞ୍ଜର ଆଦିବାସୀମାନେ ଏକାଧିକ ବାର ବିପ୍ଳବାତ୍ମକ ପନ୍ଥା ଅନୁସରଣ କରିଥିଲେ। କଲ୍ହ ଓ ସାନ୍ତାଳମାନେ ହିଁ ଆଦିବାସୀମାନଙ୍କର ମଧ୍ୟରେ ମୁଖ୍ୟ ଧାରା ଗଠନ କରିଥିବାରୁ ବିଦ୍ରୋହରେ ସେମାନେ ନାନା ସମସ୍ୟାକୁ କେନ୍ଦ୍ର କରି ସକ୍ରିୟ ଅଂଶଗ୍ରହଣ କରିଥିବା ଲକ୍ଷ୍ୟ କରାଯାଏ। ଯେଉଁ ରାଜତନ୍ତ୍ର ଜନକଲ୍ୟାଣକାରୀ ରାଷ୍ଟ୍ରନୀତି ଅବଲମ୍ବନ କରିଥିବା ଯୋଗୁଁ ପ୍ରଶଂସାର ପାତ୍ର, ସେ ପୁଣି ଆଦିବାସୀମାନଙ୍କର ବିଦ୍ରୋହର କାରଣ ହୁଏ କିପରି? ଆଦିବାସୀମାନେ ଶିକ୍ଷା ଲାଭରୁ ବଞ୍ଚିତ ହୋଇଥିଲେ ମଧ୍ୟ ସାମାଜିକ ଓ ରାଜନୈତିକ ଅନ୍ୟାୟ ବା ଶୋଷଣର ପ୍ରତିବାଦ କରିବାକୁ ଦୃଢ଼ ପ୍ରତିଜ୍ଞ ଥିଲେ। ସମୟ ସମୟରେ ବିଦ୍ରୋହର ବିକଳ୍ପ ପନ୍ଥା ସେମାନଙ୍କ ପାଇଁ କିଛି ନଥିଲା। ରାଜନୈତିକ ପରିସ୍ଥିତିରେ କୌଣସି ଆକସ୍ମାତ ପରିବର୍ତ୍ତନକୁ ସେମାନେ ସ୍ୱୀକାର କରିପାରୁନଥିଲେ। ଅନେକ ସମୟରେ ସେମାନଙ୍କର ସ୍ୱାଭାବିକ ପ୍ରତିକ୍ରିୟା ପରିପ୍ରକାଶରେ ବିଳମ୍ବ ଦେଖାଦେଇଥିଲା। ବାମନଘାଟି ସବ୍ ଡିଭିଜନ ପାଇଁ କନ୍ହ ସମ୍ପ୍ରଦାୟ ଦ୍ୱାରା ଅଧ୍ୟୁଷିତ ହୋଇଥିଲା। କଲିକତା ଓ ବମ୍ବେ ସହିତ ଯୋଗାଯୋଗ କରୁଥିବା ରାଜପଥ ପାଇଁ ବାମନଘାଟିର ଗୁରୁତ୍ୱ ଯଥାର୍ଥ ଥିଲା। ଏହାକୁ ଜ୍ୟାକ୍ସନ୍ ରୋଡ୍ ବୋଲି କୁହାଯାଏ। ମୟୂରଭଞ୍ଜ ଓ କେଉଁଝର ରାଜାର ଦୁର୍ଗମ ଅରଣ୍ୟ ଓ ଘାଟି ମଧ୍ୟ ଦେଇ ଏହା କଲିକତା, ନାଗପୁର ଏବଂ ବମ୍ବେର ସଂଯୋଗ ରକ୍ଷା ଥିଲା। ଏହି ରାଜପଥରେ ଡାକସରବରାହ, ବ୍ୟବସାୟୀ ଓ ସେନାବାହିନୀ ପରିଚାଳନା ସହଜ ହେଉଥିଲା। ସମୟ ସମୟରେ ନିରୀହ ବ୍ୟବସାୟୀ ସରକାରୀ ଡାକ ଲୁଟ୍ କରିବା ଦ୍ୱାରା ରାଜପଥର ନିରାପତ୍ତା ବିପନ୍ନ ହେଉଥିଲା। ଏହା ଶାସନର ପ୍ରାଥମିକ ଆବଶ୍ୟକତା ଓ କର୍ତ୍ତବ୍ୟ ରୂପରେ ଗ୍ରହଣ କରିଥିଲେ। କୋମାନେ ଆଦିମ ଅଶିକ୍ଷିତ ଦୁର୍ଦ୍ଧର୍ଷ ଓ
ଓ ହିଂସ୍ର ଥିଲେ। ସେମାନଙ୍କର ବାସସ୍ଥାନକୁ ବାହାର ଲୋକର ଅନୁପ୍ରବେଶ ସହଜସାଧ୍ୟ ନଥିଲା। ଅନେକ ସମୟରେ ସେମାନେ ଦଳବଦ୍ଧ ଭାବରେ ନିକଟବର୍ତ୍ତୀ ଗ୍ରାମମାନ ଲୁଣ୍ଠନ କରି ଗୋ ସମ୍ପଦ ଅପହରଣ କରୁଥିଲେ। ରାଜା ଦୁର୍ବଳ ହେଲେ ସେମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଉଥିଲା। ତେଣୁ ସାଧାରଣତଃ କହ୍ନମାନେ ଅଣ ଆଦିବାସୀ କୃଷକ ସମାଜରେ ଭୟ ସୃଷ୍ଟିର କାରଣ ହେଉଥିଲେ। ସେମାନଙ୍କର ପ୍ରଧାନ ଜୀବିକା ଥିଲା କୃଷି ଓ ପଶୁପାଳନ ଓ ଶିକାର। ଆଦିବାସୀ ବିଦ୍ରୋହ 1821 ମସିହାରେ ମୟୂରଭଞ୍ଜର କହ୍ନ ଆଦିବାସୀମାନେ ବ୍ରିଟିଶ ଶାସନ ଓ ସ୍ଥାନୀୟ ଜମିଦାରଙ୍କର ଶୋଷଣ ବିରୁଦ୍ଧରେ ଏକ ଶକ୍ତିଶାଳୀ ବିଦ୍ରୋହ କରିଥିଲେ। ଏହି ବିଦ୍ରୋହ ମୁଖ୍ୟତଃ ହୋ କିମ୍ବା ଲାର୍କା କହ୍ନ ମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା, ଯେଉଁମାନେ ନିଜର ସ୍ୱାଧୀନତା ଏବଂ ପାରମ୍ପରିକ ଅଧିକାର ରକ୍ଷା ପାଇଁ ଅସାଧାରଣ କରିଥିଲେ। ବ୍ରିଟିଶ ସରକାର ସେମାନଙ୍କର ଉପରେ ଅତ୍ୟଧିକ କର ଲଢ଼ିବା ସହିତ ସେମାନଙ୍କର ଜମି ହଡପ କରିବାକୁ ଚେଷ୍ଟା କରିଥିବାରୁ ସେହି ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଦ୍ରୋହୀମାନେ ଧନୁ ତୀର ସାହାଯ୍ୟରେ ବ୍ରିଟିଶ ବାହିନୀକୁ କଡ଼ା ଟକ୍କର ଦେଇଥିଲେ, କିନ୍ତୁ ଶେଷରେ ଉନ୍ନତ ସମର ସଜ୍ଜା ଯୋଗୁଁ ବ୍ରିଟିଶମାନେ ଏହି ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ। ଏହି ଘଟଣା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଆଦିବାସୀମାନଙ୍କର ବୀରତ୍ୱର ଏକ ଅନନ୍ୟ ଉଦାହରଣ ହୋଇ ରହିଛି। ଖ୍ରୀଷ୍ଟାବ୍ଦ 1821ରେ ଲାର୍କା କହ୍ନମାନେ ସେମାନଙ୍କର ଲୁଣ୍ଠନ ପରିସର ବୃଦ୍ଧି କରି ସିଂହଭୂମିରେ ଥିବା ବ୍ରିଟିଶ ସୈନ୍ୟମାନଙ୍କର ଉପରେ ଆକ୍ରମଣ କଲେ। ସେମାନଙ୍କ ନିୟନ୍ତ୍ରିତ ଖଜଣା ଦେଉନଥିବାରୁ ଏବଂ ଶୃଙ୍ଖଳିତ ଆଚରଣ ଗ୍ରହଣ କରୁନଥିବାରୁ ସେମାନଙ୍କର ବିରୋଧରେ ମେଜର ରେଫରେଜ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରିତ ହୋଇଥିଲେ। କହ୍ନମାନେ ରେଫରେଜଙ୍କ ନିର୍ଦ୍ଦେଶ ମାନି ନିୟମିତ ରୂପେ ସିଂହଭୂମି ରାଜା ଷଢ଼େଇକରାର କୁଅଁର ଓ ଖରସୁଆଁର ଠାକୁରଙ୍କୁ ରାଜସ୍ୱ ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ହେଲେ। ଅତି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ରାଜପଥ ଅବରୋଧ ନ କରିବାକୁ ଓ ଯାତାୟାତରେ ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ ନ କରିବାକୁ ପ୍ରତିଜ୍ଞା କଲେ। ଆବଶ୍ୟକ ହେଲେ ନିକଟରୁ ଇଂରେଜ ସାମରିକ ଅଫିସରଙ୍କୁ ଅଭିଯୋଗ ଜଣାଇବା ଉଚିତ ହେବ ବୋଲି ସେମାନଙ୍କୁ ବୁଝାଇ ଦିଆଗଲା। ଏହି ଘଟଣାରୁ କହ୍ନମାନେ ଉପଲବ୍ଧି କଲେ ଯେ ଇଂରେଜମାନେ ହିଁ ସେମାନଙ୍କର ପ୍ରକୃତ ମାଲିକ ଓ କର୍ତ୍ତୃପକ୍ଷ। ରାଜାମାନେ ଏକ ଉପଲକ୍ଷ ମାତ୍ର। ବ୍ରିଟିଶ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭାବରେ କହ୍ନ ସମସ୍ୟାରେ ଜଡ଼ିତ ହୋଇଥିବାର ଏହା ପ୍ରଥମ ଦୃଷ୍ଟାନ୍ତ ଥିଲା। ମେଜର ରାଫସେଜ ଲକ୍ଷ୍ୟ କଲେ ଯେ ମୟୂରଭଞ୍ଜ ରାଜା କଟକରେ ଅବସ୍ଥାପିତ ଗଡ଼ଜାତ ରାଜ୍ୟର ଅଧ୍ୟକ୍ଷଙ୍କର ଅଧୀନରେ ଥିବାରୁ କହ୍ନ ପିଢ଼ିମାନଙ୍କୁ କଟକରୁ ଶାସନ କରିବା ଅପେକ୍ଷାକୃତ କଷ୍ଟକର ହେଉଅଛି। ତେଣୁ କହ୍ନ ପିଢ଼ଙ୍କୁ ମୟୂରଭଞ୍ଜ ଅଧୀନରୁ ବାହାର କରି ମେଦିନୀପୁରର ନିୟନ୍ତ୍ରଣ ଓ ଶାସନ କରିବା ସହଜସାଧ୍ୟ ହେବ ବୋଲି ସେ ମତ ପ୍ରକାଶ କଲେ। ଜ୍ୟାକ୍ସନ ରାଜପଥରେ ପରିଚାଳିତ ସରକାରୀ ଡାକ କହ୍ନମାନଙ୍କର ଦସ୍ୟୁବୁରି ଦୃଷ୍ଟିରୁ ନିରାପଦ କି ନୁହେଁ ଅନୁଧ୍ୟାନ କରିବା ପାଇଁ ମେଦିନୀପୁର ଉପଯୁକ୍ତ ସ୍ଥାନ ଥିଲା। ମେଜର ରାଫସେଜଙ୍କର କାର୍ଯ୍ୟକ୍ରମରେ ଆଉ ଗୋଟିଏ ଲକ୍ଷ୍ୟ କରିବା ବିଷୟ ଥିଲା। ମୟୂରଭଞ୍ଜ ରାଜାଙ୍କର ଅଧୀନରେ ବାମନଘାଟିର କହ୍ନ ତଥା ଅନ୍ୟାନ୍ୟ ଆଦିବାସୀଙ୍କୁ ଶାସନ କରିବାକୁ ଜଣେ ଜମିଦାର ବା ସର୍ବଦାକାର ଥିଲେ। ରାଫସେଜଙ୍କର ପ୍ରକ୍ରିୟାରେ ଉପରୋକ୍ତ ଜମିଦାରଙ୍କର କୌଣସି ଭୂମିକା ନଥିଲା। କହ୍ନମାନଙ୍କୁ ପ୍ରତ୍ୟକ୍ଷ ଶାସନ ଅଧୀନରେ ରଖିଲେ ଭଲ ହେବ ବୋଲି ଭାବି ରାଫସେଜ ବାମନଘାଟି ଜମିଦାରଙ୍କୁ ହଜାରିବାଗରେ ଥିବା ଇଂରେଜ ପଲିଟିକାଲ ଏଜେଣ୍ଟଙ୍କର ଅଧୀନରେ ରଖିବା ବ୍ୟବସ୍ଥା କଲେ। ଅଥଚ ଜମିଦାରଙ୍କର ମାଲିକ ମୟୂରଭଞ୍ଜ ରାଜାଙ୍କର କର୍ତ୍ତୃପକ୍ଷ କଟକରେ ଅବସ୍ଥାପିତ ଥିଲେ। ରାଫସେଜଙ୍କର ନୂତନ ବ୍ୟବସ୍ଥାରେ ବାମନଘାଟି ଜମିଦାର ହଜାରିବାଗ ନିୟନ୍ତ୍ରଣରେ ଅଥଚ ଜମିଦାରଙ୍କ ରାଜା କଟକ ଅଧୀନରେ ରହିଲେ। ଏହି ଦ୍ୱିଭାଷୀ ବ୍ୟବସ୍ଥା ଦ୍ୱାରା ବାମନଘାଟି ଜମିଦାର ଦିନକୁ ଦିନ ସ୍ୱାଧୀନ ଓ ଶୃଙ୍ଖଳାହୀନ ହୋଇପଡ଼ିଲେ। ଏହାର କୁପରିମାଣ କଟକ କମିଶନର ବ୍ଲଣ୍ଡ ଠିକ୍ ଭାବରେ ବୁଝିଥିଲେ। ତେଣୁ ସେ ବ୍ୟବସ୍ଥାକୁ ରଦ୍ଦ କରିବା ଅଥବା ମେଦିନୀପୁର ଅଧୀନରେ ମୟୂରଭଞ୍ଜକୁ ରଖିବା ପକ୍ଷରେ ଥିଲେ। ସେ ଯାହା ହେଉନା କାହିଁକି ବାମନଘାଟି ପ୍ରଶ୍ନ ନେଇ ଓଡ଼ିଶା ଓ ମେଦିନୀପୁର ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହେବା ସ୍ୱାଭାବିକ ଥିଲା। ଦୁଇ ଜଣଙ୍କର ପ୍ରତିଦ୍ୱନ୍ଦିତା ଫଳରେ ଖ୍ରୀଷ୍ଟାବ୍ଦ 1832ରେ
କଟକ କମିଶନର ଷ୍ଟୋକେଲଙ୍କୁ ଏକ ଇସ୍ତହାର ଘୋଷଣା କରିବାକୁ ପଡ଼ିଥିଲା। ହଁ, ମୟୂରଭଞ୍ଜ ରାଜା ମଧ୍ୟ ଅତି ଅଡ଼ୁଆ ପରିସ୍ଥିତିରେ ପଡ଼ିଲେ। ବାମନଘାଟି ଜମିଦାର ଓ ତାଙ୍କର ଭିତରେ ଭୁଲ ବୁଝାମଣା ଦିନକୁ ଦିନ ବୃଦ୍ଧି ପାଇଲା। ହଜାରିବାଗ କର୍ତ୍ତୃପକ୍ଷଙ୍କର ସାହସ ପାଇ ବାମନଘାଟି ଜମିଦାର ମୟୂରଭଞ୍ଜ ରାଜାଙ୍କର ପ୍ରତି ଅବଜ୍ଞାସୂଚକ ବ୍ୟବହାର ପ୍ରଦର୍ଶନ କଲେ। ଜମିଦାର ମାଧବ ଦାସ ମହାପାତ୍ର ଥିଲେ ନିରଞ୍ଜନ ଦାସ ମହାପାତ୍ରଙ୍କର ପୁତ୍ର। ସେ ଅଭିଯୋଗ ଆଣିଲେ ଯେ ମୟୂରଭଞ୍ଜ ରାଜା ଚଞ୍ଚକତା କରି ତାଙ୍କର ପିତାଙ୍କଠାରୁ ନିରଞ୍ଜନ ଦାସ ମହାପାତ୍ର 701 ଟଙ୍କାର ଗୋଟିଏ କବୁଲିୟତ ଲେଖାଇ ନେଇଅଛନ୍ତି ଏବଂ ସେ ପରିବାର ଟଙ୍କା କଲ୍ହମାନଙ୍କ ଠାରୁ ଆଦାୟ କରିବା ପାଇଁ ରାମ ସିଂହ ଓ ଦୀନା ସିଂହ ନାମକ 2 ଜଣ ଏଜେଣ୍ଟ ନିଯୁକ୍ତି କରିଅଛନ୍ତି। ସେ ନିଜେ ରାଜାଙ୍କୁ 121 ଟଙ୍କା ଦେବାକୁ ରାଜି ଥିଲେ, କିନ୍ତୁ 701 ଟଙ୍କା ନୁହେଁ। ଗରମା ସୃଷ୍ଟି ହେବାର ଆଶଙ୍କା କରି ମୟୂରଭଞ୍ଜ ରାଜା ଯେପରି କର୍ଣ୍ଣମାନଙ୍କୁ ଉପୀଡ଼ନ ନ କରନ୍ତି ଏହା ଜଣାଇବାକୁ ହଜାରିବାଗର ଏଜେଣ୍ଟ କଟକ କମିଶନକୁ ଏକ ପତ୍ର ଲେଖିଲେ। କର୍ଣ୍ଣମାନେ ଜମିଦାର ମାଧବ ଦାସ ମହାପାତ୍ରଙ୍କୁ ନିୟମିତ ଖଜଣା ପୈଠ କରୁଥିବାରୁ ସେମାନେ ପୁଣି ରାଜାଙ୍କୁ କରିଦେବା ଅନ୍ୟାୟ ହେବ ବୋଲି ପତ୍ରରେ ଯୁକ୍ତି କରାଯାଇଥିଲା। ମୟୂରଭଞ୍ଜ ରାଜାଙ୍କର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମାଧବ ଦାସ ମହାପାତ୍ର ତାଙ୍କର ସମର୍ଥକମାନେ ହଜାରିବାଗ ଉପରେ ଦିନକୁ ଦିନ ଚାପ ପକାଉଥିଲେ। ବିଚକ୍ଷଣ ମାଧବ ଦାସ ମହାପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିଲବାର୍ଟଙ୍କର ମଧ୍ୟସ୍ଥରେ କଟକ କମିଶନକୁ ସ୍ୱୟଂ ଭେଟି ସବୁ କଥା ଜଣାଇଲେ। ରାଜାଙ୍କର ବିରୋଧରେ ଲୁଣ୍ଠନ ଓ ଅତ୍ୟାଚାରର ଅଭିଯୋଗ ମଧ୍ୟ ଆଣିଲେ। ମାଧବ ମହାପାତ୍ର ଖଜଣା ଆଦାୟ ନ କରିବା ବ୍ୟବସ୍ଥା ଚାହୁଁଥିଲା ବେଳେ ରାଜା ବାଲେଶ୍ୱର କଲେକ୍ଟରଙ୍କ ଠାରୁ ଏକ ପରୱାନା ତାଙ୍କର ବିରୋଧରେ ଆଣିଲେ। ଜମିଦାର ଯେପରି କୌଣସି ଗଣ୍ଡଗୋଳ ସୃଷ୍ଟି ନ କରନ୍ତି, ଏହା ଥିଲା ପରୱାନାର ଉଦ୍ଦେଶ୍ୟ। ରାଜା ଓ ଜମିଦାର ନୁହେଁ, ଅତ୍ୟାଚାର ଅଭିଯୋଗ ପରସ୍ପର ବିରୋଧରେ ଆଣିଲେ। ଏହି ସମୟରେ ବାମନଘାଟି ଏକ କରମୁକ୍ତ ଜମିଦାରୀ ବୋଲି ମାଧବ ଦାସ ମହାପାତ୍ର ଘୋଷଣା କଲେ। ଅବସ୍ଥା ନିୟନ୍ତ୍ରଣ କରିବାକୁ ଗିଲବାର୍ଟ ରାମପୁର ସେନାବାହିନୀକୁ ବାମନଘାଟି ଅଧିକାର କରିବା ପାଇଁ ପଠାଇଲେ। ଶେଷରେ ଏକ ସମାଧାନ ହେଲା। ସମାଧାନର ସୂତ୍ର ଅନୁଯାୟୀ ମାଧବ ଦାସ ମହାପାତ୍ର ଆସନା 10 ବର୍ଷ ପାଇଁ ବାର୍ଷିକ ଦେୟ 500 ଟଙ୍କା ରାଜାକୁ ପୈଠ କରିବାକୁ ରାଜି ହେଲେ, କିନ୍ତୁ ରାଜା 2000 ଟଙ୍କା ଆଦାୟ କରିସାରିଥିବା ଦର୍ଶାଇ ମାଧବ ପ୍ରତିଶ୍ରୁତିରୁ କ୍ରମେ ଓହରି ଆସିଲେ। ତେଣୁ ପୁଣି ରାଜା ଓ ଜମିଦାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେଲା। କର୍ଣ୍ଣପିଢ଼ିଙ୍କୁ ଇଂରେଜ ସରକାର ଖ୍ରୀଷ୍ଟାବ୍ଦ 1821ରେ ଅଧିକାର କରିଥିବାରୁ ମହାରାଜା ଯଦୁନାଥ ଭଞ୍ଜଙ୍କ ଉପରେ କୌଣସି ଦାବି ନଥିଲା ବୋଲି ମାଧବ ଦାସ ମହାପାତ୍ର ଯୁକ୍ତି କଲେ। ସେଥିପାଇଁ ହଜାରିବାଗର ପଲିଟିକାଲ ଏଜେଣ୍ଟ ମେଜର ମ୍ୟାକେଞ୍ଜିଙ୍କ ଠାରେ ଏକ ଦାବିପତ୍ର ଉପସ୍ଥାପନ କଲେ। ଏହା କରିବା ଫଳରେ ଜମିଦାର ଓ ରାଜାଙ୍କର ସମ୍ପର୍କ ଅଧିକ ତିକ୍ତ ହୋଇପଡ଼ିଲା। ଖ୍ରୀଷ୍ଟାବ୍ଦ 1863ରେ ମହାରାଜା ଯଦୁନାଥ ଭଞ୍ଜ ମୃତ୍ୟୁବରଣ କଲେ। ତାଙ୍କର ପୁତ୍ର ଏବଂ ଉତ୍ତରାଧିକାରୀ ଶ୍ରୀନାଥ ଭଞ୍ଜଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜରେ ପୁଣି ରାଜନୈତିକ ସଙ୍କଟ ସୃଷ୍ଟି ହେଲା। ଆଦିବାସୀମାନେ ବାମନଘାଟି ଅଞ୍ଚଳରେ ପୁଣି ବିଦ୍ରୋହ କଲେ। ଶ୍ରୀନାଥ ଭଞ୍ଜ ଜଣେ ଅଯୋଗ୍ୟ ଶାସକ ଥିଲେ। ତୋଷାମଦକାରୀମାନଙ୍କର ଘରରେ ଓ ବିରାସ ବଂଶନରେ କାଳାତିପାତ କରିବା ତାଙ୍କର ଜୀବନର ଲକ୍ଷ୍ୟ ଥିଲା। ପିତା ଯଦୁନାଥ ଭଞ୍ଜଙ୍କର ସମ୍ପୂର୍ଣ୍ଣ ବିପରୀତ ଥିଲା ତାଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର। ଦୟାଳୁ ଓ ଦୁର୍ବଳ ମନା ହୋଇଥିବାରୁ ଅତି ସହଜରେ ସେ ଅନ୍ୟମାନଙ୍କର କୁଚକ୍ରର ସଦ୍ବ୍ୟୟ ହେଉଥିଲେ। ଦୁର୍ଭାଗ୍ୟକ୍ରମେ ସେତେବେଳେ ତାଙ୍କୁ ସଦୁପଦେଶ ଦେବା ପାଇଁ ବା ରାଜ୍ୟ ଶାସନର ଦାୟିତ୍ୱ ବହନ କରିବା ପାଇଁ ଯୋଗ୍ୟ ବ୍ୟକ୍ତି କେହି ନଥିଲେ। ଦୁର୍ନୀତିଗ୍ରସ୍ତ ଅମଲାମାନଙ୍କର ଶାସନକର ପରିପୂର୍ଣ୍ଣ ଥିଲା। ଶାସନକରର କୌଣସି ନୀତି ବା ଆଦର୍ଶ ନଥିଲା। ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଘନ ଘନ ବନ୍ଦୋବସ୍ତ ଫଳରେ ରାଜସ୍ୱ ବିଭାଗରେ 1863ରେ ମହାରାଜା ଯଦୁନାଥ ଭଞ୍ଜ ମୃତ୍ୟୁବରଣ କରିଥିଲେ। ତାଙ୍କର ପୁତ୍ର ଏବଂ ଉତ୍ତରାଧିକାରୀ
ଶ୍ରୀନାଥ ଭଞ୍ଜଙ୍କର ରାଜତ୍ୱ କାଳରେ ମୟୂରଭଞ୍ଜରେ ପୁଣି ରାଜନୈତିକ ସଙ୍କଟ ସୃଷ୍ଟି ହେଲା। ଆଦିବାସୀମାନେ ବାବନଘାଟି ଅଞ୍ଚଳରେ ପୁଣି ବିଦ୍ରୋହ କଲେ। ଶ୍ରୀନାଥ ଭଞ୍ଜ ଜଣେ ଅଯୋଗ୍ୟ ଶାସକ ଥିଲେ। ତୋଷାମଦକାରୀମାନଙ୍କର ଗହଣରେ ଓ ବିରାସ ବ୍ୟସନରେ କାଳାତିପାତ କରିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା। ପିତା ଯଦୁନାଥ ଭଞ୍ଜଙ୍କର ସମ୍ପୂର୍ଣ୍ଣ ବିପରୀତ ଥିଲା ତାଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର। ଦୟାଳୁ ଓ ଦୁର୍ବନମନା ହୋଇଥିବାରୁ ଅତି ସହଜରେ ସେ ଅନ୍ୟମାନଙ୍କର କୁଚକ୍ରର ସରବ୍ୟ ହେଉଥିଲେ। ଦୁର୍ଭାଗ୍ୟକ୍ରମେ ସେତେବେଳେ ତାଙ୍କୁ ସଦୁପଦେଶ ଦେବା ପାଇଁ ବା ରାଜ୍ୟ ଶାସନର ଦାୟିତ୍ୱ ବହନ କରିବା ପାଇଁ ଯୋଗ୍ୟ ବ୍ୟକ୍ତି କେହି ନଥିଲେ। ଦୁର୍ନୀତିଗ୍ରସ୍ତ ଅମଲାମାନଙ୍କର ଶାସନକର ପରିପୂର୍ଣ୍ଣ ଥିଲା। ଶାସନକରର କୌଣସି ନୀତି ବା ଆଦର୍ଶ ନଥିଲା। ଜନସାଧାରଣ ଘର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଘନ ଘନ ବନ୍ଦୋବସ୍ତ ଫଳରେ ରାଜସ୍ୱ ବିଭାଗରେ ବହୁ ଅନିୟମିତତା ଦେଖାଦେଉଥିଲା। କୃଷକମାନେ ସର୍ବସ୍ନାନ ହେଉଥିଲେ। ବାମନଘାଟିରେ ସ୍ଥାନୀୟ ଦେଶ ଲୋକ ଏବଂ ବାହାରୁ ଆସି ବସବାସ କରିଥିବା ହାଟୁଆମାନଙ୍କର ଭିତରେ ସାମାଜିକ ଅସନ୍ତୋଷ ପ୍ରବଳ ଥିଲା। ହାଟୁଆମାନେ ବହୁ ପ୍ରକାରର ଚକ୍ରାନ୍ତି ଦ୍ୱାରା ଦେଶ ଲୋକମାନଙ୍କର ଜମି ଓ ଘରବାଡ଼ି ଅଧିକାର କରୁଥିଲେ। ଦେଶ ଲୋକମାନେ ଥିଲେ ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର। ଏମାନଙ୍କର ମଧ୍ୟରେ ଥିଲେ କହ୍ନ, ସାନ୍ତାଳ, ଭୂମିଜ ଓ ଧାରୁଆ ସମ୍ପ୍ରଦାୟର ଲୋକ। ହାଟୁଆମାନଙ୍କର ଶୋଷଣ ବିରୋଧରେ ପ୍ରତିରୋଧ ପାଇଁ ସେମାନେ ସୁଯୋଗ ଅପେକ୍ଷାରେ ଥିଲେ। ସେମାନଙ୍କର ଅସନ୍ତୋଷର ଅନ୍ୟ ଏକ କାରଣ ଥିଲା ଯେ ରାଜାଙ୍କର କର ଆଦାୟ ବ୍ୟବସ୍ଥା। ଯେଉଁ କର ଆଦିବାସୀମାନେ ପାରମ୍ପରିକ ଭାବରେ ପୁରୁଷାନୁକ୍ରମିକ ନିଜର ଗୋଷ୍ଠୀର ମୁଖ୍ୟମାନଙ୍କୁ ଦେଉଥିଲେ, ତାହା ରାଜା ନିଜେ ଆଦାୟ କରି ଭୋଗ କଲା ଫଳରେ ଅସନ୍ତୁଷ୍ଟ ଗୋଷ୍ଠୀ ମୁଖ୍ୟମାନଙ୍କର ଶତ୍ରୁ ହୋଇପଡ଼ିଲେ। ତେଣୁ ସାମାଜିକ ଅସ୍ଥିରତା, ଅର୍ଥନୈତିକ ଶୋଷଣ ଓ ସାଂସ୍କୃତିକ ଦ୍ୱନ୍ଦ୍ୱ ବାମନଘାଟିର ଆଦିବାସୀମାନଙ୍କର ଭିତରେ ଏକ ଉଦ୍ବେଳନାର କାରଣ ହୋଇଥିଲା। ଖ୍ରୀଷ୍ଟାବ୍ଦ 1866ରେ ଓଡ଼ିଶାର ଅକାଳ ଦୁର୍ଭିକ୍ଷ ପଡ଼ିଥିଲା। ସେଥିରେ ପ୍ରାୟ 10 ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏହା ପୁରୀର ଗଜପତି ରାଜା ଦିବ୍ୟସିଂହ ଦେବଙ୍କର ରାଜତ୍ୱର ନବବର୍ଷରେ ଘଟିଥିବାରୁ ନଅଙ୍କ ଦୁର୍ଭିକ୍ଷ ନାମରେ ଖ୍ୟାତ। ଖାଦ୍ୟାଭାବ, ମହାମାରୀ ଓ ରୋଗ ତଥା ଅବହେଳାରେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣହୀନତାର ଦୃଷ୍ଟାନ୍ତ ଇତିହାସରେ ବିରଳ। ଦେଶୀୟ ରାଜାମାନଙ୍କର ଉଦାସୀନତା ଓ ଶିଥିଳ ଶାସନ ବିରୋଧରେ ପ୍ରଜାମାନେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗଡ଼ଜାତ ପାଇଁ ଉଦ୍ଦିଷ୍ଟ ଥିବା ସହକାରୀ ଅଧ୍ୟକ୍ଷ ହରେକୃଷ୍ଣ ଦାସଙ୍କୁ ଅବସ୍ଥା ଅନୁଧ୍ୟାନ କରିବା ସକାଶେ ସରକାର ନିଯୁକ୍ତ କରିଥିଲେ। ସେ ବାରିପଦା ଆସି ରାଜା ଓ ପ୍ରଜାମାନଙ୍କର ମଧ୍ୟରେ ସମାଧାନ ଉଦ୍ଦେଶ୍ୟରେ ଯେଉଁ ବୁଝାମଣା କଲେ, ତାହା ରାଜା ଅବଜ୍ଞା କରିବାରୁ ଅବସ୍ଥା ପୁଣି ସଙ୍ଗୀନ ହେଲା। ପ୍ରଜାମାନେ ବିଦ୍ରୋହ କଲେ। ବିଦ୍ରୋହର ସୂଚନା ବାମନଘାଟିରେ ପ୍ରଥମେ ପ୍ରକାଶ ପାଇଲା। ଆଦିବାସୀମାନେ ଉତ୍ତେଜିତ ହୋଇ ନେତାମାନଙ୍କର ଦ୍ୱାରା ଯେକୌଣସି ସମ୍ପତ୍ତି ଓ ସମ୍ପଦ ଲୁଣ୍ଠନ କରିବାକୁ ପ୍ରୋତ୍ସାହିତ ହେଲେ। ବିଶୃଙ୍ଖଳା କ୍ରମେ ବୃଦ୍ଧି ପାଇଲା, କିନ୍ତୁ ରାଜା ନୀରବ ଦ୍ରଷ୍ଟା ହୋଇ ରହିଲେ। ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ। ପରେ ବାମନଘାଟି ପ୍ରଜାମେଳି ଦମନ ଉଦ୍ଦେଶ୍ୟରେ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଲେ, କିନ୍ତୁ ଛୋଟନାଗପୁର କମିଶନର ଡାଲ୍ଟନ ଏବଂ ଓଡ଼ିଶା ଗଡ଼ଜାତ ଅଧ୍ୟକ୍ଷ ରେଭେନ୍ସା ତାଙ୍କୁ ସେଠୁ ନିବୃତ୍ତି କରିଥିଲେ। ବାମନଘାଟି ଏକ ସ୍ପର୍ଶକାତର ଅଞ୍ଚଳ ଥିଲା। ସେଠାକାର ଆଦିବାସୀମାନେ ଜୀବନରୁ ଭୟ କରୁନଥିଲେ, ତେଣୁ ଅତି ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କଲେ। ସିଂହଭୂମି ଜିଲ୍ଲାର ଡେପୁଟି କମିଶନର ହେସ କେତେକ ପୁଲିସ ବାହିନୀ ସହିତ ଆଦିବାସୀ ନେତା କାର୍ମିକ, ଭଣ୍ଡା ଓ ଚକ୍ର ଆଦିଙ୍କୁ ବନ୍ଦୀ କରିନେଲେ। ତା ସହିତ ବାମନଘାଟି ଉପରୁ ମୟୂରଭଞ୍ଜ ରାଜାଙ୍କର କର୍ତ୍ତୃତ୍ୱର ବିଲୋପ କରାଗଲା। ହେସ ରାଜାଙ୍କୁ କୌଣସି କ୍ଷମତା ଦେବା ପସନ୍ଦ କରୁନଥିଲେ, ତେଣୁ ତାଙ୍କୁ ସବୁ କ୍ଷମତା ବଙ୍ଗଳାର ଲାସାହେବ ପ୍ରଦାନ କଲେ। ଆଦିବାସୀ ମୁଖିଆ ଓ କେତେକ ପୁଲିସଙ୍କର ସହାୟତାରେ ସେ ବାମନଘାଟିକୁ ଶାସନ କଲେ। ପ୍ରଥମ ବିଶ୍ୱଯୁଦ୍ଧ ଓ ଆଦିବାସୀ ମେଳି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କର ମୃତ୍ୟୁ ପରେ ମୟୂରଭଞ୍ଜର ଶାସନ ଇଂରେଜ ସରକାରଙ୍କର ତତ୍ତ୍ୱାବଧାନରେ 8 ବର୍ଷ ପର୍ଯ୍ୟନ୍ତ ରହିଥିଲା। କାରଣ ଉତ୍ତରାଧିକାରୀ ପୂର୍ଣ୍ଣଚନ୍ଦ୍ର ନାବାଳକ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ପାଇଁ ଅନେକ ସଂଖ୍ୟାରେ ଆଦିବାସୀମାନେ
ସୈନ୍ୟ ବିଭାଗରେ ନିଯୁକ୍ତି ପାଇଲେ। ସେମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ସେଥିପାଇଁ ଅନୁକୂଳ ଥିଲା। ନାବାଳକ ଅବସ୍ଥାରେ ମଧ୍ୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱଯୁଦ୍ଧର ଆୟୋଜନ ସମ୍ପର୍କୀୟ ବିବରଣୀ ସହିତ ପରିଚିତ ଥିଲେ। ବ୍ରିଟିଶ ସରକାରଙ୍କୁ ସହଯୋଗ କରିବା ତାଙ୍କର ନୈତିକ କର୍ତ୍ତବ୍ୟ ଥିଲା। ସେ ଫ୍ରାନ୍ସ ଓ ଇଂଲଣ୍ଡରେ କମାର ବାହିନୀରେ ଯୋଗ ଦେଇଥିଲେ। ସେଥିପାଇଁ ତାଙ୍କୁ ସମ୍ମାନସୂଚକ ଲେଫ୍ଟନାଣ୍ଟ ଉପାଧି ମିଳିଥିଲା। ସହଯୋଗମୂଳକ ନୀତି ଯୋଗୁଁ ଆଦିବାସୀମାନେ ବହୁ ସଂଖ୍ୟାରେ ତାଙ୍କର ସେନାବାହିନୀରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଖ୍ରୀଷ୍ଟାବ୍ଦ 1917 ବେଳକୁ ସେମାନଙ୍କର ଉତ୍ସାହ ହ୍ରାସ ପାଇଥିଲା ଓ ସେମାନେ ସୈନ୍ୟବାହିନୀର ନିଯୁକ୍ତିକୁ ବିରୋଧ କରିଥିଲେ। ସାଧାରଣତଃ ସେମାନେ ଶ୍ରମିକ ଭାବରେ ୟୁରୋପର ବିଭିନ୍ନ ରଣାଙ୍ଗନରେ ନିଯୁକ୍ତି ହେଉଥିଲେ। ୟୁରୋପର ଜଳବାୟୁ ଓ ଖାଦ୍ୟପେୟ ସହିତ ରୁଚି ନଥିବାରୁ ସେମାନେ ସୈନ୍ୟ ବିଭାଗ ପ୍ରତି ବିମୁଖ ହେବା ସ୍ୱାଭାବିକ ଥିଲା। କିନ୍ତୁ ସରକାରୀ ନୀତିର ବିରୁଦ୍ଧାଚରଣ କରିବା ସେତେବେଳେ ଦୋଷାବହ ଥିଲା। ସେମାନଙ୍କର ବିଦ୍ରୋହ ପ୍ରଥମେ ସଦର ସବ୍ ଡିଭିଜନରେ ମେ 1917ରେ ଆରମ୍ଭ ହୋଇ ରାଜ୍ୟର ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା। ବାମନଘାଟି ଓ ପାଞ୍ଚପିଢ଼ିର ସାନ୍ତାଳମାନେ ଜୁନ ମାସରେ ବିଦ୍ରୋହ କଲେ। ସେନାବାହିନୀରେ ନିଯୁକ୍ତି ବିଭାଗ ସହିତ ସମ୍ପୃକ୍ତ କେତେଜଣ କର୍ମଚାରୀଙ୍କୁ ଆକ୍ରମଣ କରିବା, ଦୋକାନ ବଜାର ଲୁଣ୍ଠନ କରିବା ଏବଂ ବାଙ୍ଗିରିପୋଷିଠାରେ ରେଳପଥର କ୍ଷତି କରିବା ଏହି ବିଦ୍ରୋହର ପରିପ୍ରକାଶ ଥିଲା। କିନ୍ତୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସରକାର ବିଦ୍ରୋହକୁ ଦମନ କରିବାକୁ ସ୍ଥିର କରିଥିଲେ। ବିଦ୍ରୋହ ଦମନ ପାଇଁ କଲିକତାରୁ 100 ପଦାତିକ ସୈନ୍ୟ ଓ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ପଶୁବାହିନୀ ପୁଲିସ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତଥାପି ସୁଡ଼ ବିଶେଷରେ ସାନ୍ତାଳମାନେ ସାଧାରଣ ସଭା ଆୟୋଜନ କରି ନିଜର ସମସ୍ୟାମାନ ଆଲୋଚନା କରିବା ଦେଖାଯାଇଥିଲା। ଜୁନ ମାସରେ ବାମନଘାଟି ପରିସ୍ଥିତି ଅଣାୟତ୍ତ ହୋଇଥିଲା। ବିଦ୍ରୋହୀମାନେ ରାଇରଙ୍ଗପୁର ବଜାର ଲୁଟ କରି ଜଣେ ସିପାହୀଙ୍କୁ ହତ୍ୟା କରିଥିଲେ। ତେଣୁ ସେଠାରେ ଉଶୃଙ୍ଖଳ ଜନତାଙ୍କୁ ନିୟନ୍ତ୍ରିତ କରିବା ସକାଶେ ସୈନ୍ୟବାହିନୀ ମୁତାବକ କରିବା ଆବଶ୍ୟକ ହେଲା। ପ୍ରାୟ 1,118 ଜଣ ବିଦ୍ରୋହୀ ବନ୍ଦୀ ହେଲେ ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାର ଦଣ୍ଡ ଦିଆଗଲା। ସେଥିମଧ୍ୟରୁ 712 ଜଣ ଗୁରୁତର ଅପରାଧ ଓ 406 ଜଣ ମାମୁଲି କାରଣ ପାଇଁ ଶାସ୍ତି ଭୋଗିଲେ। ପୂର୍ବରୁ ଆଲୋଚନା କରାଯାଏ ଯେ ଆଦିବାସୀମାନଙ୍କୁ ଶିକ୍ଷାଦାନ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ସେମାନେ ଅନେକ ବିଷୟରେ ଠିକ୍ ରୂପେ ବୁଝିପାରୁନଥିଲେ। ଅଜ୍ଞତା ହିଁ ସେମାନଙ୍କୁ ବିପଦଗାମୀ କରୁଥିଲା। ରାଜ୍ୟ ସରକାରଙ୍କର ନିର୍ଦ୍ଦିଷ୍ଟ ଲୋକସମ୍ପର୍କ ବିଭାଗ ନଥିଲା ଓ ତା'ର ମହତ୍ତ୍ୱ ସରକାର ବୁଝୁନଥିଲେ। ଗାଦିରେ ରାଜା ନଥିବା ସମୟରେ କୋର୍ଟ ଅଫ୍ ୱାର୍ଡସ୍ ଶାସନ ଲୋକମାନଙ୍କୁ ଆପଣାର କରିପାରୁନଥିଲା। ରାଜାଙ୍କର ଅନୁପସ୍ଥିତି ଜନସାଧାରଣଙ୍କର ମନରେ ଅହେତୁକ ସନ୍ଦେହ ସୃଷ୍ଟିର କାରଣ ହେଉଥିଲା। ପରବର୍ତ୍ତୀ ସମୟରେ ମଧ୍ୟ ରାଜାଙ୍କର ଅନୁପସ୍ଥିତି ଆଦିବାସୀ ବିଦ୍ରୋହର ମୂଳ କାରଣ ହେବାର ଦେଖାଯାଏ। ଆଦିବାସୀମାନଙ୍କର ସହିତ ଇଂରେଜ ସରକାର ବହୁ ସାବଧାନତା ଓ ଧୈର୍ଯ୍ୟର ସହିତ ବ୍ୟବହାର କରୁଥିଲେ। ସେହି ଆଦର୍ଶରେ ସରକାରୀ ନୀତି ମଧ୍ୟ ପ୍ରଣୀତ ହୋଇଥିଲା। ଆଦିବାସୀମାନେ ଅତି ସ୍ପର୍ଶକାତର, ସରଳ ତଥା ଅମାୟିକ ସମ୍ପ୍ରଦାୟର ଥିଲେ। ସେମାନଙ୍କର ପ୍ରତି କ୍ଷମତାର ଅପବ୍ୟବହାର ଅନୁଚିତ ଥିଲା। ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଅନେକ ସ୍ଥାନରେ ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା। ତା'ର ମୂଳ କାରଣ ଥିଲା ବିଦେଶୀ ଶାସନ ବ୍ୟବସ୍ଥା, ନୂତନ ଭୂରାଜସ୍ୱ ନୀତି, ଘନ ଘନ ବନ୍ଦୋବସ୍ତ ଫଳରେ ଜମି ମାଲିକାନା ସ୍ୱପ୍ନର ହସ୍ତାନ୍ତରଣ ଓ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ଆଦିବାସୀ ବହୁଳ ଅଞ୍ଚଳରେ ଅନୁପ୍ରବେଶ, ନୂତନ ଶାସନ ବ୍ୟବସ୍ଥା, ନୂତନ ଶାସକ ଓ ନୂତନ ଅର୍ଥନୀତି ଆଦିବାସୀ ସମାଜରେ ବିସ୍ଫୋରଣ ସୃଷ୍ଟି କରିବା ସ୍ୱାଭାବିକ ଥିଲା। ଝୁମର ସଙ୍ଗୀତ ଦେଖ, ଲୋକ ସଂସ୍କୃତି କ୍ଷେତ୍ରରେ ମୟୂରଭଞ୍ଜର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ହେଲା ଝୁମର। ପଲିସରର ଝଙ୍କାର ନେଇ ଲୋକସଙ୍ଗୀତ ଭାବରେ ଝୁମର ସୃଷ୍ଟି କରିଛି। ଏକ ସୁସ୍ଥ ସ୍ୱପ୍ନିଳ ପରମ୍ପରା। ଏହାର ଇତିହାସ ପ୍ରାୟ 500 ବର୍ଷର। ଓଡ଼ିଶାର ଉତ୍ତରାଞ୍ଚଳ, ପଶ୍ଚିମବଙ୍ଗର ଦକ୍ଷିଣ ପଶ୍ଚିମାଞ୍ଚଳ ଓ ଝାଡ଼ଖଣ୍ଡ ପ୍ରଦେଶର ଏହାର ପ୍ରଚଳନ ସ୍ୱୀକୃତି। ଗଭୀର ଭାବରେ ଅନୁଧ୍ୟାନ କଲେ ଦେଖାଯାଏ ଯେ ଉପରୋକ୍ତ ଅଞ୍ଚଳରେ ଭାଷା, ସଂସ୍କୃତି ଓ ଜନଜୀବନକୁ ନେଇ ଝୁମର ପରିପୃଷ୍ଟ ହୋଇଥାଏ। କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ଉତ୍ପତ୍ତି ସ୍ଥିର କରାଯାଇ ନପାରେ। ଭାଷାର ବିକାଶ ଓ ସାଂସ୍କୃତିକ ଆଦାନ ପ୍ରଦାନ ଭିତ୍ତି ଉପରେ ଝୁମର ବର୍ତ୍ତମାନ ଏକ ସୁପ୍ରତିଷ୍ଠିତ ସାହିତ୍ୟିକ ପ୍ରବାହ। ଏଥିରେ ଲାଳିତ୍ୟ ଅଛି, ସରଳ ଗ୍ରାମୀଣ ଜୀବନର ପ୍ରତିଫଳନ ଅଛି, ମର୍ମସ୍ପର୍ଶୀ ଭାବନାର ଧ୍ୱନି ମଧ୍ୟ ଅଛି। ଏହି
ଲୋକସଙ୍ଗୀତର ଏକ ସମ୍ୟକ ପରିଚୟ ନିମ୍ନରେ ଆଲୋଚିତ ହେଲା। ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀର ଆଦ୍ୟ ଭାଗରେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ହୋଇଥିଲା। ସେହି ସମୟରେ ବଙ୍ଗୀୟ ବୈଷ୍ଣବ ସନ୍ଥ ଶ୍ରୀ ଚୈତନ୍ୟ ଓଡ଼ିଶାକୁ ଆସିଥିଲେ। ଓଡ଼ିଶାର ପଞ୍ଚସଖାମାନଙ୍କର ସହିତ ଚୈତନ୍ୟଙ୍କର ପ୍ରଚାର ବାଣୀ ସମିଶ୍ରଣରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଥିଲା। ବୈଷ୍ଣବ ଧର୍ମମତକୁ ନେଇ କାବ୍ୟ, କବିତା ଓ କୀର୍ତ୍ତନ ସଙ୍ଗୀତ ରଚିତ ହୋଇଥିଲା। ସେତେବେଳେ ବଙ୍ଗଦେଶ ଓଡ଼ିଶାର ସୀମା ବର୍ତ୍ତମାନର ସବୁଠାରୁ ଭିନ୍ନ ଥିଲା। ମେଦିନୀପୁର ଅଞ୍ଚଳ ଓଡ଼ିଶାର ଅନ୍ତର୍ଭୁକ୍ତ ଥିଲା। ସେହିପରି ଝାଡ଼ଖଣ୍ଡ ପ୍ରଦେଶର ଷଢ଼େଇଖରା ଓ ଖୋର୍ଦ୍ଧା ଆଦି ସ୍ଥାନ ଓଡ଼ିଶା ଭିତରେ ଥିଲା। ଏ ଅଞ୍ଚଳମାନଙ୍କର ଥିବା ଅଧିବାସୀମାନଙ୍କର ସାଂସ୍କୃତିକ ଜୀବନ ବୈଷ୍ଣବ ଧର୍ମ ଦ୍ୱାରା ମତ ପ୍ରଭାବିତ ହୋଇଥିଲା। ନୂତନ ଭାଷାକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତହିଁରେ ରାଧାକୃଷ୍ଣ ପ୍ରେମ ଭକ୍ତିକୁ କେନ୍ଦ୍ର କରି ଶୃଙ୍ଗାରସର ଚର୍ଚ୍ଚା ଅଧିକ ଥିଲା। ଝୁମର ସଙ୍ଗୀତରେ ଶୃଙ୍ଗାର ଚେତନା ଓ ପ୍ରେମ ଭକ୍ତିର ଅଧିକ ଥିବା ଦୃଷ୍ଟିରୁ ତାହାର ଷୋଡ଼ଶ ଶତାବ୍ଦୀରେ ହୋଇଥିବା ସମ୍ଭବ। କାଳୀପ୍ରସାଦ ଓ ରାଜବଲ୍ଲଭ ଶାହାଙ୍କର ମତାନୁସାରେ ହୋଲି ଉତ୍ସବ ସମୟରେ ଗାନ କରିବା ପାଇଁ ଝୁମର ସଙ୍ଗୀତର ଉତ୍ପତ୍ତି ହୋଇଥିଲା। ଏହି ଅନୁମାନ ସମ୍ଭବତଃ ସତ୍ୟ, କାରଣ ଦୋଳ ପୂର୍ଣ୍ଣିମା ରାଧାକୃଷ୍ଣଙ୍କର ପ୍ରେମ ଉପାଖ୍ୟାନ ସକାଶେ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିଥାଏ ଏବଂ ସେ ସମୟରେ ମାନସିକ ଉଲ୍ଲାସ ଚରମ ସୀମାରେ ଉପନୀତ ହୁଏ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଝୁମରକୁ ଝୁମରି ଶବ୍ଦର ଉଦ୍ଭବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଝୁମରର ବ୍ୟାପକତାକୁ ଲକ୍ଷ୍ୟ କରି ଏହା ଭାରତୀୟ ସଙ୍ଗୀତର ଏକ ଉନ୍ନତ ବିକାଶ ଭାବରେ ଗ୍ରହଣୀୟ ହୋଇପାରେ। ଗୀତ ଦୃଷ୍ଟିରୁ ଏହା ଶାଲକ ରାଗର ଅନ୍ୟତମ ରୂପ ବୋଲି ସ୍ୱୀକୃତ। ଲକ୍ଷ୍ମୀନାରାୟଣ ଗର୍ଗଙ୍କର ସମ୍ପାଦିତ ସଙ୍ଗୀତ ବିଶାରଦ ଗ୍ରନ୍ଥରେ ଝୁମରକୁ ଭାରତୀୟ ସଙ୍ଗୀତର ଏକ ଅଭିନ୍ନ ଅଙ୍ଗ ରୂପରେ ବର୍ଣ୍ଣନା କରାଯାଇଛି। ଏହି ମହତ୍ତ୍ୱପୂର୍ଣ୍ଣ ସଙ୍ଗୀତକୁ ତେଣୁ ଆଜି ଅନେକ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ମୟୂରଭଞ୍ଜର କେତେଜଣ ଉଦୀୟମାନ ଗବେଷକ ଝୁମର ଉପରେ ତଥ୍ୟପୂର୍ଣ୍ଣ ପ୍ରବନ୍ଧମାନ ଲେଖିଅଛନ୍ତି। ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ହେଲେ ଗିରିଶ ମହାନ୍ତ, ମୋହନଲାଲ ସାହୁ, ଆଦିକାନ୍ତ ମହାନ୍ତ ଓ ରମାକାନ୍ତ ମହାନ୍ତ ଆଦି। ସେମାନେ ଝୁମରର ସାହିତ୍ୟିକ ତଥା କାବ୍ୟିକ ଗରିମାର ଯେଉଁ ତର୍ଜମା କରିଛନ୍ତି, ତହିଁରୁ କେତେକ ଅଭିମତ ତାତ୍ପର୍ଯ୍ୟପୂର୍ଣ୍ଣ। ଆଦିକାନ୍ତ ମହାନ୍ତ କହନ୍ତି ଯେ ସୁଖ ଦୁଃଖରେ ସମଦୃଷ୍ଟି ସ୍ଥିତପ୍ରଜ୍ଞ ରହି ବିଭୁ ଭକ୍ତିରେ ତଦଗତ ପ୍ରାଣ ହୋଇ ଝୁରି ଝୁରି ମୋର ଶରୀରକୁ ଅମରତ୍ୱ ଆଡ଼କୁ ନେବାରେ ସ୍ୱର ଝଙ୍କାର ହିଁ ଝୁମର। ଲାଲମୋହନ ମହାନ୍ତିଙ୍କର ଅଭିମତ ଅନୁସାରେ ଝୁମ ଧାତୁକୁ ଝୁମର ହେଉଛି ଆସିଥାଏ। ଝୁମ ଧାତୁର ଝୁମ୍ କ୍ରିୟା ପଦକୁ ଆମେ ଅନେକ ସମୟରେ ବ୍ୟବହାର କରିଥାଉ। ଏହା ବିଶେଷରେ ଝୁମର ଝୁମିବା ଅର୍ଥ ଆନନ୍ଦରେ ସ୍ଥିର ଓ ଶରୀରକୁ ଆନ୍ଦୋଳିତ କରିବା, ମଜାରେ ମଜିଯିବା। ଏହି ଆନନ୍ଦ ମନର ପରିପ୍ରକାଶ। ଯେଉଁ ସଙ୍ଗୀତରେ ମଣିଷ ଝୁମିଯାଏ ତାହା ଝୁମର ସଙ୍ଗୀତ ନାମରେ ଅଭିହିତ। ସେ ପୁଣି କହନ୍ତି ଯେ ମହାନ୍ତମାନଙ୍କର ଘରୋଇ କଷ୍ଟ ଭାଷା ଓ ଝୁମରର ଭାଷା ଏକ ଅଟେ। ତେଣୁ ଜାତି ଦୃଷ୍ଟିକୋଣରୁ ବିଚାର କରି ଝୁମର ସଙ୍ଗୀତକୁ ମହାନ୍ତମାନଙ୍କର ନିଜସ୍ୱ ସାଂସ୍କୃତିକ ସଙ୍ଗୀତ ବୋଲି ସେ ଗ୍ରହଣ କରିଅଛନ୍ତି। ସମୟକ୍ରମେ ଅନ୍ୟ ଜାତି ଓ ସମ୍ପ୍ରଦାୟ ଝୁମରକୁ ମାଧୁର୍ଯ୍ୟ ଓ ମନୋରଞ୍ଜନ ଦୃଷ୍ଟିରୁ ଆପଣାର କରିନେଇଛନ୍ତି। ଫଳରେ ଏହା ଲୋକଗୀତରେ ସ୍ୱୀକୃତ ଲାଭ କରିପାରିଛି। ଏହି ତାତ୍ତ୍ୱିକ ଆଲୋଚନା ପରିପ୍ରେକ୍ଷୀରେ ଆଦିକାନ୍ତ ମହାନ୍ତ କହିଛନ୍ତି ଯେ ଆନନ୍ଦ ଉଲ୍ଲାସର ଚୂଡ଼ାନ୍ତ ଅନୁଭୂତି ହିଁ ଝୁମର ସଙ୍ଗୀତ। ସମ୍ପୂର୍ଣ୍ଣ ମାନସିକ ଉତ୍ଫୁଲ୍ଲତା ନଥିଲେ ଝୁମର ଉପଭୋଗ କରିହୁଏ ନା। କୌଣସି ପ୍ରକାରର ସଂକୀର୍ଣ୍ଣତାର ପରିଧି ଭିତରେ ଝୁମର ଆବଦ୍ଧ ହୋଇ ରହିପାରେ ନା। ଝୁମର ରଚନା ଓ ଗାନର ପ୍ରାଣ ପ୍ରାଚୁର୍ଯ୍ୟ ଓ ଜୀବନକୁ ଉପଭୋଗ କରିବାର ତୀବ୍ର ବାସନା ଭରପୁର ରହିବା କଥା। ସଙ୍ଗୀତରେ ପ୍ରତିଫଳିତ ହୁଏ ଜନ୍ମମାଟି, ପାଣି ଓ ପବନ ସହିତ ସାଙ୍ଗସାତ୍ର ମନମତାଣିଆ ସୁଗନ୍ଧ ଓ ସ୍ମୃତି ବିଜଡ଼ିତ କେତେ ଅବସର କଥା। ଗୀତ ରଚନାରେ ଅବିରତା ନଥାଏ କି ବକ୍ତୃତା ନଥାଏ। ବଣ ପାହାଡ଼ରେ ଜୀବନ ବିତାଉଥିବା ମୁକ୍ତ ବିହଙ୍ଗ ଅନୁରୂପ ପ୍ରାଣୀଟିଏ। ଆଦିବାସୀ ସିଧାସାଧା ସରଳ ଅମାୟିକ ଜୀବନ ତାର ନିଜର ମନର ଅନୁଭୂତିକୁ ସୁଖ ଦୁଃଖକୁ ଭାବବେଶକୁ ଅଜାଡ଼ି ଦିଏ ସେ ସରସ ଶବ୍ଦ ବିନ୍ୟାସରେ। ସେ ଶବ୍ଦ ଝଙ୍କାରର ମାଦକତା ଅଛି, କାଉଁଳି କାଠିର ସ୍ପର୍ଶ ଅଛି। ମାଦୁଆଲା ମନକୁ କାହିଁ କୁଆଡ଼େ ଓ କେତେ ଉଚ୍ଚକୁ ନେଇଯାଏ ସେ ଗୀତର ମୂର୍ଚ୍ଛନା। ଗୀତ ସହିତ
ଥାଏ ନାଚ ଝୁମର ସଙ୍ଗୀତ ଲହରୀ ସହିତ ତାର ଦେଇ ନୃତ୍ୟଶିରା ମନ ଓ ଭାବନା ତରଙ୍ଗାୟିତ ହୋଇଉଠେ। ଉଦ୍ୟମ ଯୌବନର ସ୍ପନ୍ଦିତ ଆଶାକୁ ରୂପ ଦେଇ ନୃତ୍ୟ ଓ ଗୀତର ପ୍ରଭାବ ଖେଳିଯାଏ ନିକଟରୁ ଦୂରକୁ ଓ ବହୁ ଦୂରକୁ। ଶୃଙ୍ଗାର ରସର କାବ୍ୟିକ ସୌନ୍ଦର୍ଯ୍ୟରେ ଗଗନ ପବନ ମୁଖରିତ ହୁଏ, ସଂକ୍ରମିତ ହୁଏ ବହୁ ଜନମନ। ମାଦଳ, ଧୁମ୍ସା, ବଂଶୀ ଓ ଟୁଇଲା ଆଦି ବାଦ୍ୟଯନ୍ତ୍ର ସୃଷ୍ଟି କରନ୍ତି। ବନବଦ୍ୟ ଶବ୍ଦ ଲହରୀ ସବୁ ମିଶିଯାଏ। ପାଗଳ ମନ ଉପରେ ଅକ୍ତିଆର ରହେ ନା। ଝୁମର ନାଚ ଓ ଗୀତକୁ ନେଇ ନାନା ବିଭାଗ ସୃଷ୍ଟି ହୋଇଛି। ଉଦାହରଣ ସ୍ୱରୂପ ଜାୱାନ ନାଚିବା ଝୁମର ପାଆଁତା, ସାଲିଆ ଝୁମର କାଠି, ନାଚିଆ ଝୁମର ନାଚୁଣୀ, ନାଚିଆ ଝୁମର, ବିବାହକାଳୀନ ଝୁମର, ଔପନ୍ୟାସିକ ଝୁମର, ଦରବାରୀ ଝୁମର, ସଖୀନାଟ୍ୟ ଝୁମର, ମହଡ଼ା ନାଚିଆ ଝୁମର ଓ ଛଉ ନାଚିଆ ଝୁମର ଆଦି। ବିଭିନ୍ନ ପର୍ବପର୍ବାଣୀ ବ୍ୟତୀତ ବିବାହ, ଅନ୍ନପ୍ରାଶନ ଓ ପାରିବେଶିକ ଉତ୍ସବରେ ମଧ୍ୟ ଝୁମର ଗୀତ ଅନୁସାରେ ପ୍ରଚଳିତ ନୃତ୍ୟ ଆୟୋଜିତ ହୋଇଥାଏ। ଊନବିଂଶ ଶତାବ୍ଦୀରେ ଝୁମର ଲୋକସଙ୍ଗୀତ ଓ ଲୋକନୃତ୍ୟ ଭାବରେ ସ୍ୱୀକୃତ ଲାଭ କରିଛି। କଥକ ନୃତ୍ୟର ପ୍ରଭାବ ଫଳରେ ଦରବାରୀ ଝୁମରର ଅଭ୍ୟୁଦୟ ହୋଇଥିବା ସମ୍ଭାବନାକୁ ଅସ୍ୱୀକାର କରାଯାଇପାରେ ନା। କଥକ ଶିଳ୍ପୀ ଓ ଦେବଦାସୀମାନଙ୍କର ଦ୍ୱାରା ଅନୁସୃତ ରାଗଡାଙ୍ଗିନୀ ସମୟକ୍ରମେ ଝୁମର ଭିତରକୁ ଅନୁପ୍ରବେଶ କରିଛି। ରାଜା ଜମିଦାରଙ୍କର ପୃଷ୍ଠପୋଷକତା ଝୁମରକୁ ବିକଶିତ କରିବାରେ ସହାୟକ ହୋଇଛି। ଶୃଙ୍ଗାର ରସାତ୍ମକ ବିଷୟବସ୍ତୁ ସହିତ ବୀରରସ ସହିତ ପୌରାଣିକ ଉପାଖ୍ୟାନକୁ କେନ୍ଦ୍ର କରି ଝୁମର ସଙ୍ଗୀତ ଓ ନୃତ୍ୟ ସୃଷ୍ଟି ହୋଇଛି। ଏପରି ସଙ୍ଗୀତରେ ଲାଳିତ୍ୟପୂର୍ଣ୍ଣ ସାବଲୀଳ ଶବ୍ଦ ବିନ୍ୟାସ ଅପେକ୍ଷା ବୀରରସର ବ୍ୟଞ୍ଜନା ପାଇଁ ଉପଯୁକ୍ତ ଶବ୍ଦ ଓ ସ୍ୱର ସଂଯୋଜନ ଆବଶ୍ୟକ ହୋଇଛି। ମୟୂରଭଞ୍ଜର ଛଉ ନୃତ୍ୟ ଓ ଝୁମର ମଧ୍ୟରେ ଅତି ନିବିଡ଼ ସମ୍ପର୍କ ଉପଲବ୍ଧ ହୁଏ, ସତେ ଯେପରି ଝୁମର ହେଲା ଛଉର ପ୍ରାଣକେନ୍ଦ୍ର। ଛଉ ନୃତ୍ୟର ପ୍ରୟୋଜନରେ ନୂତନତ୍ୱ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସୃଜନଶୀଳ ଝୁମର କବିମାନେ ଅନୁସୃତ ବିଷୟବସ୍ତୁକୁ ବ୍ୟାପକ କରିଛନ୍ତି। ଝୁମର ଏକାଧିକ ଭାଷାର ସମାହାର, ବଙ୍ଗଳା, ହିନ୍ଦୀ, ଓଡ଼ିଆ ଏବଂ ସ୍ଥାନୀୟ କଳ୍ପ ଭାଷାର ଶବ୍ଦ ବିନ୍ୟାସରୁ ନୂତନ ଆଭିମୁଖ୍ୟ ଦେଖାଦେଇଛି। ଶୁଦ୍ଧ ଓଡ଼ିଆରେ ଝୁମର ରଚନା କଲେ ତାହା ଅଧିକ ହୃଦୟଗ୍ରାହୀ ହେବ ବୋଲି କେତେକ କବି ଗାୟକମାନେ ମତ ଦିଅନ୍ତି, କିନ୍ତୁ ଲୋକ ସଂସ୍କୃତିର ବୈଶିଷ୍ଟ୍ୟ ଓ ଆବଶ୍ୟକତା ଦୃଷ୍ଟିରୁ ତାହା କେତେ ଦୂର ସମାଜୀନ ହେବ ଦେଖିବାର କଥା। ତା ଦେଖ ପର୍ବପର୍ବାଣୀ ବିଷୟରେ ହେଲା। ମୟୂରଭଞ୍ଜବାସୀଙ୍କର ଧର୍ମବିଶ୍ୱାସ ଓ ଧର୍ମଜୀବନ ପ୍ରସଙ୍ଗରେ ଆଲୋଚନା କଲେ ଆଦିବାସୀ ଓ ଅଣଆଦିବାସୀଙ୍କର କଥା ଉଲ୍ଲେଖ କରିବା ଆବଶ୍ୟକ ହୁଏ। ସେମାନେ ସମସ୍ତେ ମୁଖ୍ୟତଃ ହିନ୍ଦୁ ଧର୍ମ ଦ୍ୱାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିଲେ ହେଁ କେତେକ ସ୍ଥାନରେ ସ୍ୱତନ୍ତ୍ର ଓ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ଅଳ୍ପ କେତେକ ଅଣହିନ୍ଦୁ ସମ୍ପ୍ରଦାୟ ସେମାନଙ୍କର ନିଜ ନିଜର ବୈଶିଷ୍ଟ୍ୟ ନେଇ ମୟୂରଭଞ୍ଜର ସାମାଜିକ ଜୀବନ ଓ ପରମ୍ପରାକୁ ପରିପୁଷ୍ଟ କରିଥିବାର ଦେଖାଯାଏ। ତେବେ ବିଭିନ୍ନତା ସତ୍ତ୍ୱେ ସାମାଜିକ ସୌନ୍ଦର୍ଯ୍ୟ ଓ ସହାନୁଭୂତିଶୀଳ ମନୋଭାବ ମୟୂରଭଞ୍ଜବାସୀଙ୍କ ଧର୍ମଭାବନାର ପ୍ରକୃତ ପରିଚୟ। ସାର୍ବଜନୀନ ପର୍ବପର୍ବାଣୀ ସମୟରେ ଏହି ସୌନ୍ଦର୍ଯ୍ୟ ଓ ସହାବସ୍ଥାନର ପରାକାଷ୍ଠା ସ୍ପଷ୍ଟ ଅନୁଭୂତ ହୁଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହିନ୍ଦୁ ଧର୍ମର ଅନୁପ୍ରବେଶ ପୂର୍ବରୁ ସ୍ଥାନୀୟ ଲୋକମାନେ ଯେଉଁ ଧର୍ମଧାରାରେ ବିଶ୍ୱାସ କରୁଥିଲେ ତା ଚତୁର୍ଦିଗର ପରିବେଶିତ ପ୍ରକୃତି ସହିତ ନିବିଡ଼ ଭାବରେ ସମ୍ପୃକ୍ତ ଥିଲା। ବଣ, ପାହାଡ଼, ନଦୀ, ଆକାଶ, ବୃକ୍ଷଲତା, ପଶୁପକ୍ଷୀମାନଙ୍କୁ ନେଇ ସେମାନଙ୍କର ଧର୍ମଜୀବନ ଆରମ୍ଭ ତଥା ବିକଶିତ ହେଉଥିଲା। ଆଦିବାସୀମାନେ ସରଳ ବିଶ୍ୱାସୀ, ନିଷ୍କପଟ ଓ ଧର୍ମଭୀରୁ। ସେମାନଙ୍କର ଧର୍ମବିଶ୍ୱାସ ଓ ଉତ୍ସବ ଗୋଷ୍ଠୀକେନ୍ଦ୍ରିକ। ବିଭିନ୍ନ ପର୍ବପର୍ବାଣୀ ପ୍ରକୃତିର ନାନାବିଧ ପ୍ରତୀକକୁ କେନ୍ଦ୍ର କରି ପ୍ରସ୍ତୁତ ହୋଇଥାଏ। ସଦାସର୍ବଦା ସେମାନେ ମଙ୍ଗଳମୟ ପ୍ରଭୁଙ୍କର କୃପା ଭିକ୍ଷା କରିଥାନ୍ତି। ଉପଦେବତା ବା ଦେବତାଙ୍କର କ୍ରୋଧରୁ ରକ୍ଷା ପାଇବା ଏବଂ କୃଷିକାର୍ଯ୍ୟ ତଥା ନାନାବିଧ କାର୍ଯ୍ୟକ୍ରମରେ ସଫଳତା ଲାଭ କରିବା ପାଇଁ ସେମାନେ ପୂଜା ଉପାସନା କରନ୍ତି। ଜନ୍ମ, ବିବାହ, ମୃତ୍ୟୁ, କୃଷି, ଯାତ୍ରା, ପିତୃତ୍ୱ ଲାଭ ଓ ରୋଗମୁକ୍ତି ସମ୍ବନ୍ଧୀୟ କେତେକ ପୂଜାବିଧି ସେମାନଙ୍କର ମଧ୍ୟରେ ପ୍ରଚଳିତ। ଅନେକ ସମୟରେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସେମାନେ ଉପାସନା ତଥା ଉତ୍ସବ ପାଳନ କରିଥାନ୍ତି। ଗୋଷ୍ଠୀ ନୃତ୍ୟ ସାନ୍ତାଳମାନଙ୍କର ଭାଷାରେ ଏନେଜ ନାମରେ ଅଭିହିତ ମାଦଳ ବଜାଇ ସମବେତ ସ୍ୱରରେ ଗୀତ ଗାଇ ନୃତ୍ୟକାରରେ ଗୋଷ୍ଠୀ ନୃତ୍ୟ ସହିତ ସେମାନେ ପର୍ବପର୍ବାଣୀର ମାଧୁର୍ଯ୍ୟ ଉପଭୋଗ କରନ୍ତି। ସାରା ରାତି ଅବିଶ୍ରାନ୍ତ ଭାବରେ ଦଳବଦ୍ଧ ନୃତ୍ୟରତ ତରୁଣ ତରୁଣୀ ଉଲ୍ଲସିତ ମନରେ ଉତ୍ସବ ପାଳନ କରନ୍ତି। ବୟସ୍କମାନଙ୍କର କୌଣସି ପ୍ରତିବନ୍ଧକ ନଥାଏ। ମଦ ଓ ହାଣ୍ଡିଆ ପାନ କରି ଖୋଲା ମନରେ ନିଜର ଭାବନାକୁ ଗୀତ ମାଧ୍ୟମରେ ପ୍ରକାଶ କରିବା ଆଦିବାସୀମାନଙ୍କର ପାରମ୍ପରିକ ରୀତି। ସଙ୍ଗୀତ ରଚନାରେ ଶୃଙ୍ଗାର ଓ ଭକ୍ତିରସର
ଅଧିକ ଅନୁଭୂତ ହୁଏ। ବର୍ତ୍ତମାନ ମଧ୍ୟ ଆଦିବାସୀ ଗ୍ରାମମାନଙ୍କରେ ଏହିପରି ପରମ୍ପରା ଅନୁସୃତ ହେଉଅଛି। ସମୟର ଗତି ଓ ସମାଜର ପରିବର୍ତ୍ତନ ଓତପ୍ରୋତ ଭାବରେ ଜଡ଼ିତ। ଆଦିମ ସଭ୍ୟତାର ବିଲୟ ସହିତ କୃଷି କାର୍ଯ୍ୟର ଆୟୁ ଆରମ୍ଭ ଓ ଆର୍ଯ୍ୟ ଶକ୍ତିର ଅନୁପ୍ରବେଶ ମାନବ ସଭ୍ୟତାର ପ୍ରଗତି କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ସଂସ୍କୃତ ଭାଷା ଓ କୃଷିକର୍ମର ପରିପ୍ରସାର ଫଳରେ ଜନ୍ମ ନେଲା ବହୁ ନୂତନ ସାମାଜିକ ପରମ୍ପରା। ନୂତନ ଦେବାଦେବୀଙ୍କୁ କେନ୍ଦ୍ର କରି ଆରମ୍ଭ ହେଲା ନାନା ପର୍ବପର୍ବାଣୀ ଓ ଉତ୍ସବ। କ୍ରମେ କ୍ରମେ ଆଦିବାସୀ ଧର୍ମ ବିଶ୍ୱାସ ଓ ଆର୍ଯ୍ୟ ସଂସ୍କୃତିର ସମ୍ମିଶ୍ରଣରେ ସୃଷ୍ଟି ହେଲା ଏକ ସୁସ୍ଥ ବଳିଷ୍ଠ ସାମାଜିକ ସ୍ଥିତି। ଏଥିରେ ଆମେ ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ଅପୂର୍ବ ସ୍ୱାଦ ଅନୁଭବ କରୁ। ଅନେକ ସ୍ଥାନୀୟ ଗ୍ରାମୀଣ ଦେବାଦେବୀ ଓ ଉତ୍ସବକୁ ହିନ୍ଦୁ ଧର୍ମ ଆପଣାର କରିନେବାରୁ ସାମାଜିକ ସହନଶୀଳତା ସ୍ୱଚ୍ଛନ୍ଦ ଓ ଆନ୍ତରିକତା ହେଲା। ପ୍ରତ୍ୟେକ ପର୍ବପର୍ବାଣୀ ସମୟରେ ଏହି ମିଶ୍ରିତ ପରମ୍ପରାକୁ ଅନୁଧ୍ୟାନ କଲେ ମୟୂରଭଞ୍ଜର ସ୍ୱତନ୍ତ୍ରତାକୁ ଉପଲବ୍ଧ କରାଯାଇପାରେ। ମାଘ ମାସର ଟୁସୁ ପର୍ବ ସହିତ କୁମାରୀ ଆଦିବାସୀ ଯୁବତୀମାନଙ୍କର ନିବିଡ଼ ସମ୍ପର୍କ କିମ୍ବଦନ୍ତୀ ଅନୁସାରେ କୌଣସି ଏକ ଯୁଗରେ ଜଣେ ଲମ୍ପଟର ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ଗୋଟିଏ ନିରୀହ ତରୁଣୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା। ସେହି ଦୁଃଖାତ୍ମକ ଉପାଖ୍ୟାନର ସ୍ମୃତି ନେଇ ଆଦିବାସୀ ବାଳିକାମାନେ ଟୁସୁ ପୂଜା କରନ୍ତି ଓ ତଦ୍ୱାରା ନିଜର ସମ୍ମାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦନ କରନ୍ତି। ନାନା ରଙ୍ଗରେ ଟୁସୁ କଣ୍ଢେଇମାନ ବହୁ ସଂଖ୍ୟାରେ ହାଟ ବଜାରରେ ବିକ୍ରି। ଅପ୍ରାପ୍ତ ବୟସ୍କା ବାଳିକାର ନିରୀହ ସ୍ୱଭାବ ନେଇ କୁମାରୀମାନଙ୍କର ଟୁସୁ ଉତ୍ସବ ସାମାଜିକ ଅନ୍ୟାୟ ବିରୋଧରେ ଏକ ସ୍ପଷ୍ଟ ପ୍ରତିବାଦ ପରି ମନେ ହୁଏ। ଏପ୍ରିଲ ମାସ ଚୈତ୍ର ସଂକ୍ରାନ୍ତି ସମୟରେ ଉଡ଼ା ପର୍ବ ଓ ଛଉ ନୃତ୍ୟ ମୟୂରଭଞ୍ଜର ଦୁଇଟି ଲୋକ ଉତ୍ସବ। ଉଡ଼ା ପର୍ବରେ ଯେଉଁମାନେ କି ସକ୍ରିୟ ଅଂଶଗ୍ରହଣ କରନ୍ତି ସେମାନେ ଭକ୍ତା ନାମରେ ପରିଚିତ। ଲୋହିତ ରଙ୍ଗର ବବସ୍ତ୍ର ପରିହିତ ଭକ୍ତାମାନେ ଶିବଙ୍କୁ ଭୈରବ ରୂପରେ ଏବଂ ଦେବୀଙ୍କୁ ଠାକୁରାଣୀ ରୂପରେ ପୂଜା କରନ୍ତି। ଅତି ନିଷ୍ଠାପର ଭାବରେ ଏହି ପୂଜା ସହିତ ଦ୍ୱିତୋପବାସ ବ୍ରତ ଓ ଗୋଷ୍ଠୀ ଆରାଧନାର ପରମ୍ପରା ପ୍ରଚଳିତ। ଉଡ଼ା ପର୍ବ ସହିତ କେତେକ ତାନ୍ତ୍ରିକ ପଦ୍ଧତି ଜଡ଼ିତ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଯଥା କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱର, ସମ୍ବଲପୁରଠାରେ ପ୍ରାୟ ଚୈତ୍ର ମାସର ଠାକୁରାଣୀ ପୂଜାର ଲୋକପ୍ରିୟତା ପରିଲକ୍ଷିତ ହୁଏ। ଶକ୍ତିକୁ ବିବିଧ ରୂପରେ ଓ ନାମରେ ପୂଜା କରିବା ସମୟରେ ଉପାସକମାନେ ଗଭୀର ଭୀର ନିଷ୍ଠା ଓ ସାଧନାର ଆଶ୍ରୟ ନେଇଥାନ୍ତି। ନିଜ ଉପରେ ନାନା ପ୍ରକାରର ଶାରୀରିକ କଷ୍ଟ ସ୍ୱଇଚ୍ଛାରେ ବରଣ କରନ୍ତି। ଦୀର୍ଘ ସମୟ ଉପବାସ ରହିବା ଭକ୍ତମାନଙ୍କର ପାଇଁ ଏକାନ୍ତ ଆବଶ୍ୟକ। ନିଜର ଦେହକୁ କଣ୍ଟାରେ ଫୋଡ଼ିବା, ଜ୍ୱଳନ୍ତା ନିଆଁ ଉପରେ ଖାଲି ପାଦରେ ଚାଲିବା ଏବଂ ଶୂନ୍ୟରେ ଉଡ଼ିବା ଭକ୍ତମାନଙ୍କର ସାଧନାର ମୁଖ୍ୟ ପରିଚୟ। ଏହି ଉପାସନା ସହିତ ସଂସ୍କୃତ ମନ୍ତ୍ରର ଆବଶ୍ୟକତା ନଥାଏ। କେବଳ କେତେକ ପରମ୍ପରାକୁ ନେଇ ଭକ୍ତମାନେ ନିଜର ଉପାସନାରେ ପ୍ରମତ୍ତ ରହନ୍ତି। ଉଡ଼ା ପର୍ବ ସହିତ ଛଉ ନୃତ୍ୟର ନିବିଡ଼ ସମ୍ପର୍କ ରହିଛି। ଛଉ ନୃତ୍ୟ ମୁଖ୍ୟତଃ ଶୃଙ୍ଗାର ଓ ବୀରରସକୁ ନେଇ ପ୍ରଯୋଜିତ ହେଲେ ମଧ୍ୟ ନିତ୍ୟ ନୂତନ ବିଷୟବସ୍ତୁକୁ କେନ୍ଦ୍ର କରି ନୃତ୍ୟ ପରିବେଷଣ କରିବା ଛଉ ନୃତ୍ୟର ଏକ ସଜୀବ ପରମ୍ପରା। ଛଉ ନୃତ୍ୟ କେବଳ ମୟୂରଭଞ୍ଜ ନୁହେଁ, ନିକଟସ୍ଥ ଷଢ଼େଇକରା, ଝାଡ଼ଖଣ୍ଡ ଓ ପୁରୁଲିଆ, ପଶ୍ଚିମବଙ୍ଗରେ ମଧ୍ୟ କେତେକ ସ୍ଥାନୀୟ ବୈଶିଷ୍ଟ୍ୟ ସହିତ ଏହା ଏକ ବଳିଷ୍ଠ ଲୋକନୃତ୍ୟ ଭାବରେ ସ୍ୱୀକୃତି ଲାଭ କରିଅଛି। ଊନବିଂଶ ଶତାବ୍ଦୀରେ ଶତାବ୍ଦୀରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କର ପୃଷ୍ଠପୋଷକତାରେ ଛଉ ନୃତ୍ୟ ମୟୂରଭଞ୍ଜର ପ୍ରତିଷ୍ଠା ଲାଭ କରିଥିଲା। କାଳକ୍ରମେ ସ୍ଥାନୀୟ ଓସ୍ତାଦମାନେ ଅଧିକ ମାର୍ଜିତ ଓ ମଞ୍ଜୁର କରିଥିଲେ। ବର୍ତ୍ତମାନ ଛଉ ନୃତ୍ୟ ଏକ ଲୋକନୃତ୍ୟ ଭାବରେ ସାରା ଜିଲ୍ଲାରେ ଆଦୃତ। ରାଇରଙ୍ଗପୁର, କରଞ୍ଜିଆ, ଉଦରା, ଚିତ୍ରଡ଼ା ଓ ବେତନଟି ଆଦି ସ୍ଥାନରେ କଳାପ୍ରେମୀ ଯୁବକମାନେ ନୃତ୍ୟ ଦଳ ଗଠନ କରି ଛଉ ନୃତ୍ୟ ପ୍ରୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଏକଦା ବାରିପଦାରେ ରାଜା ନିଜେ ସେଥିରେ ଅଂଶଗ୍ରହଣ କରୁଥିବାରୁ ଚୈତ୍ର ପର୍ବ ସମୟରେ ବାରିପଦା 3 ଦିନ ପାଇଁ ଏକ ଉତ୍ସବ ମୁଖରିତ ସହରରେ ପରିଣତ ହୋଇଥାଏ। ରାଜବାଟୀ ଭିତରେ ଥିବା ମୁକ୍ତ ପ୍ରାଙ୍ଗଣରେ ଆୟୋଜିତ ଛଉ ନୃତ୍ୟକୁ ସହସ୍ରାଧିକ ନରନାରୀ ଉପଭୋଗ କରୁଥିଲେ। ଆଜି ଅବଶ୍ୟ ଏହା ଷ୍ଟାଡିୟମ ନିକଟସ୍ଥ ଛଉ ପଡ଼ିଆକୁ ସ୍ଥାନାନ୍ତରିତ ହୋଇଅଛି। ସେଠାରେ ଏକ ସ୍ଥାୟୀ ମଣ୍ଡପ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ନିର୍ମିତ ହୋଇଅଛି। ପ୍ରତିଯୋଗିତାମୂଳକ ନୃତ୍ୟ ପରିବେଷଣ ପାଇଁ ଜିଲ୍ଲାର ଭିନ୍ନ ଭିନ୍ନ ନୃତ୍ୟ ସଂଗଠନ ଚୈତ୍ର ପର୍ବ ସମୟରେ ସେଠାକୁ ଆସନ୍ତି। ଏକାଧିକ୍ରମେ 3 ଦିନ ଲୋକନୃତ୍ୟର ଆସର ଜମେ।
ସହର ତଥା ଉପକୋଷ୍ଟର ଆବାରବୃଦ୍ଧ ବନିତା ସେମାନଙ୍କର ନୃତ୍ୟ ପରିବେଷଣକୁ ଉପଭୋଗ କରନ୍ତି। ସାରା ରାତି ଛଉପଡ଼ିଆରେ ପ୍ରବଳ ଜନସମାଗମ ହୁଏ। ଦୂରଦୂରାନ୍ତରରୁ କଳାପ୍ରେମୀ ପର୍ଯ୍ୟଟକ ଓ ଦର୍ଶକମାନେ ବିନିଦ୍ର ରଜନୀ ଯାପନ କରି ନୃତ୍ୟର ମାଦକତା ଉପଲବ୍ଧି କରନ୍ତି। ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟମାନ ଛୁଟି ଘୋଷିତ ହୁଏ। ଧୁମସା ମାଦରର କାନଫଟା ଶ୍ରୁତିମଧୁର ବାଦ୍ୟ ସୃଷ୍ଟି କରେ ଏକ ଅପୂର୍ବ ଉନ୍ମାଦନା ଓ ଶିହରଣ ଓ ଆନନ୍ଦ। ଜୁନ୍ ଜୁଲାଇ ମାସରେ ଅନୁଷ୍ଠିତ ହୁଏ ହିନ୍ଦୁମାନଙ୍କର ପରମଧାମ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀ ରଥଯାତ୍ରା ପରି ବାରିପଦାରେ ମଧ୍ୟ ପ୍ରବଳ ଜନସମାଗମ ମଧ୍ୟରେ ଆୟୋଜିତ ହୁଏ। ତିନି ଠାକୁରଙ୍କର ପାଇଁ ତିନି ରଥ ବିଶିଷ୍ଟ ପହଣ୍ଡି ବିଜେ ଓ ବାହୁଡ଼ା ଯାତ୍ରା। ଷୋଡ଼ଶ ଶତାବ୍ଦୀରେ ରାଜା ବୈଦ୍ୟନାଥ ଭଞ୍ଜ ବୈଷ୍ଣବ ଧର୍ମର ପୃଷ୍ଠପୋଷକ ଥିଲେ। ପୁରୀ ଗଜପତିଙ୍କର ସହିତ ତାଙ୍କର ପାରିବାରିକ ସମ୍ପର୍କ ନଥିଲା। ବାରିପଦାର ଜଗନ୍ନାଥ ମନ୍ଦିର ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ହୁଏତ ତାଙ୍କର ରାଜତ୍ୱ କାଳରୁ ବାରିପଦାର ରଥଯାତ୍ରା ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇ ଆସୁଅଛି। ସେଥିରେ ସବୁ ଗୋଷ୍ଠୀ, ଆର୍ଯ୍ୟ, ଅନାର୍ଯ୍ୟ ସମ୍ପ୍ରଦାୟ ଓ ସବୁ ଜାତିର ଲୋକ ଯୋଗ ଦିଅନ୍ତି। ଜଗନ୍ନାଥ ମନ୍ଦିରରୁ ତିନୋଟି ବୃହଦାକାୟ ରଥ ତିନି ଠାକୁରଙ୍କୁ ନେଇ ରାଧାମୋହନ ମନ୍ଦିର ବା ମାଉସୀ ମା ମନ୍ଦିରକୁ ଯାଏ। ଲୋକମାନେ ସିଂହସ୍ତରେ ଟାଣି ରଥଗୁଡ଼ିକୁ ରାଧାମୋହନ ମନ୍ଦିରକୁ ନିଅନ୍ତି। ସେଠାରେ 7 ଦିନ ରହଣୀରେ ଠାକୁରଙ୍କର ଦଶାବତାର ବେଶ ଆୟୋଜିତ ହୁଏ। ମହିଳାମାନେ ସନ୍ଧ୍ୟା ସମୟରେ ଠାକୁରଙ୍କର ନୂତନ ବେଶ ଦର୍ଶନ କରି ଅପ୍ୟାୟିତ ହୁଅନ୍ତି। ଅର୍ଜିତ ପାପ ଧୋଇଯାଏ। 7 ଦିନ ପରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ପୁଣି ନିଜର ରଥରେ ତିନି ଠାକୁର ବଡ଼ ମନ୍ଦିରକୁ ଫେରି ଆସନ୍ତି। ବାରିପଦାରେ ସେ ସମୟରେ ସବୁ କାର୍ଯ୍ୟାନୁଷ୍ଠାନ ରହେ। ଯାତ୍ରା ଉପଭୋଗ କରିବାକୁ ଅପରାହ୍ନ ଓ ସନ୍ଧ୍ୟାକାଳରେ ବଡ଼ଦାଣ୍ଡରେ ବନନ୍ଦ ଲୋକାରଣ୍ୟ ହୋଇଯାଏ। ରଙ୍ଗୀନ ବସ୍ତ୍ର ଓ ନାନା ବେଶଭୂଷାରେ ସୁସଜ୍ଜିତ ହୋଇ ଆଦିବାସୀ ତରୁଣୀ ମହିଳାମାନେ ଯାତ୍ରାର ଦୃଶ୍ୟ ଉପଭୋଗ କରନ୍ତି। ସେମାନଙ୍କ ଦ୍ୱାରା ସହର ବଢ଼ାର ସିନେମା ଓ ଅପେରାମାନ ପରିପୂର୍ଣ୍ଣ ହୋଇଯାଏ। ଆବଶ୍ୟକ 366ଟି ସୌଖିନ ପଦାର୍ଥର ଭଲ ବ୍ୟବସାୟ ଚାଲେ। ବେପାରୀମାନେ ବେଶ୍ 2 ପଇସା ରୋଜଗାର କରନ୍ତି। ଜନସ୍ୱାସ୍ଥ୍ୟ ଓ ପରିବହନ ବିଭାଗ ପାଇଁ ସମସ୍ୟାମାନ ଦେଖାଯାଏ। ରାସ୍ତାରେ ବିଜୁଳି, ଆଲୋକ, ପାନୀୟ ଜଳ ଯୋଗାଣ, ଖାଦ୍ୟ ପଦାର୍ଥର ସୁବ୍ୟବସ୍ଥା, ସଂକ୍ରାମକ ରୋଗ ପ୍ରତିଷେଧକ ବ୍ୟବସ୍ଥାରେ ସରକାରୀ କର୍ମଚାରୀମାନେ ବ୍ୟସ୍ତ ରୁହନ୍ତି। ଯାତ୍ରାକୁ ଭଲ ଭାବରେ ଉପଭୋଗ କରିବା ଉଦ୍ଦେଶ୍ୟ ନେଇ ଅନେକ ଯାତ୍ରୀ ସହରର ସ୍କୁଲ ଓ କଚେରୀ ବାରଣ୍ଡାରେ ରାତ୍ରି ଯାପନ କରନ୍ତି। ପୁରୀ ଶ୍ରୀମନ୍ଦିର ପରି ବାରିପଦାର ଜଗନ୍ନାଥ ବିଗ୍ରହକୁ ଦାରୁବ୍ରହ୍ମର ସମ୍ମାନ ଦିଆଯାଏ। ସରକାରଙ୍କର ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ପରିଚାଳନା ଓ ଯାତ୍ରା ବ୍ୟବସ୍ଥା ଆୟୋଜିତ ହୁଏ। ଏକଦା ରାଜାମାନେ ନିଜେ ରଥଯାତ୍ରା ସମୟରେ ହସ୍ତୀ ପୃଷ୍ଠରେ ବିଜେ ହୋଇ ପ୍ରଜାମାନଙ୍କର ସହିତ ଦେବଦର୍ଶନ କରୁଥିଲେ। ବର୍ତ୍ତମାନ ରାଜାଙ୍କର ସ୍ଥାନରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କର ତଦାରଖରେ ଯାତ୍ରାର ପାରମ୍ପରିକ ନୀତି ଅନୁଷ୍ଠିତ ହୁଏ। ସହର ଓ ମଫସଲରୁ ଆସିଥିବା ଯାତ୍ରୀମାନେ ନିଷ୍ଠା ତଥା ଶୃଙ୍ଖଳାର ସହିତ ରଥଟଣା ଉତ୍ସବ ସମ୍ପନ୍ନ କରନ୍ତି। ଦେବୀ ସୁଭଦ୍ରାଙ୍କର ରଥ ଟାଣିବା କେବଳ ମହିଳାମାନଙ୍କର ସ୍ୱତନ୍ତ୍ର ଅଧିକାରରେ ପରିଣତ ହୋଇଛି। ଦରବାର ଶାସନକାଳରେ ସିଆଡ଼ି ଲତାରେ ବଳା ଦୌଡ଼ି ରଥ ଟଣା ପାଇଁ ବ୍ୟବହୃତ ହେଉଥିଲା। ଆଜିକାଲି ତାହା ନାଇଲନ୍ ରାଶିରେ ପରିଣତ ହୋଇଛି। ମୟୂରଭଞ୍ଜ ଅଧିବାସୀମାନଙ୍କର ମନରେ ରହିଥିବା ସାମାଜିକ ସଂହତିର ଏକ ଅନବଦ୍ୟ ଦୃଷ୍ଟାନ୍ତ ଏହି ରଥଯାତ୍ରା। ବୈଷ୍ଣବ ଧର୍ମ ପ୍ରବାହର ପ୍ରଲେପ ଜନଜୀବନ ଉପରେ କେତେ ଗଭୀର ଓ ଅପ୍ରତିହତ ତାହା ରଥଯାତ୍ରା ସମାରୋହରୁ ଜଣାପଡ଼େ। ଉଲ୍ଲସିତ ମନ ଓ ଅପୂର୍ବ ଉତ୍ସାହ ଉନ୍ମାଦନା ନେଇ ସେମାନେ ରଥଟଣା ଉପଭୋଗ କରନ୍ତି। ଅତିଥି ଅଭାଗତ୍ୟରେ ବାରିପଦାବାସୀଙ୍କର ଘରଦ୍ୱାର ପୂର୍ଣ୍ଣ ହୋଇଯାଏ। ଖୁବ୍ ଶୃଙ୍ଖଳାର ସହିତ ଜନାଜୀର୍ଣ୍ଣ ବାରିପଦା ସହର ଏକ ଉତ୍ସବ ମୁଖରିତ ସହରରେ ପରିଣତ ହୁଏ। ମୟୂରଭଞ୍ଜର ମୁଖ୍ୟ ପର୍ବ ଭିତରେ ଦଶହରା ଉଲ୍ଲେଖନୀୟ। ସେପ୍ଟେମ୍ବର ଅକ୍ଟୋବର ମାସରେ ଦୁର୍ଗାପୂଜା ଓ ଦଶହରା ଏକ ସାର୍ବଜନୀନ ଉତ୍ସବ ଭାବରେ ପ୍ରତ୍ୟେକ ସହରରେ ପାଳିତ ହେଉଛି। ବାରିପଦାରେ ଅତି କମ୍ରେ 10 ବା ତାଠୁ ଅଧିକ ସ୍ଥାନରେ ଦୁର୍ଗା ମେଢ଼ ପ୍ରସ୍ତୁତ ହୋଇ ପାରମ୍ପରିକ ରୀତିରେ ଦେବୀଙ୍କର ଆରାଧନା ଅତି ଜାକଜମକରେ ହେଉଅଛି। ଦରବାର ଶାସନକାଳରେ ମାତ୍ର 3ଟି ସ୍ଥାନରେ ଏହା ଅନୁଷ୍ଠିତ ହେଉଥିଲା। ଭଞ୍ଜମାନେ ଶାକ୍ତ ଥିବାରୁ ଦେବୀ ପୂଜା ଉପରେ ଗୁରୁତ୍ୱ ଦେବା ସ୍ୱାଭାବିକ ଥିଲା। ସେତେବେଳେ ଦେବୀଙ୍କୁ ତୁଷ୍ଟ କରିବା ପାଇଁ ଛାଗ ବଡ଼ି ମଧ୍ୟ ଦିଆଯାଉଥିଲା। ରାଜପ୍ରସାଦ ଭିତରେ କିଚକେଶ୍ୱରୀ ଓ ଦଣ୍ଡି ଏବଂ ବାହାରେ ଉତ୍ତର ଦ୍ୱାର ନିକଟରେ ଦେବୀ ମେଲା ଥିଲା। ଦଶଭୁଜାଙ୍କର ପୂଜାପୀଠ। ବାରିପଦାର ବଙ୍ଗାଳୀମାନେ ସ୍ୱତନ୍ତ୍ର ଏକ
ମେଢ଼ ବଙ୍ଗାଳୀ ସାହିରେ ସ୍ଥାପନ କରି ଦୁର୍ଗା ପୂଜା କରୁଥିଲେ। ଏହି ଉପଲକ୍ଷରେ ଅପେରା ଯାତ୍ରା ଓ ପାଲାମାନ ଆୟୋଜିତ ହେଉଥିଲା। ସମବେତ ପ୍ରଚେଷ୍ଟାରେ ଲାଲ ସାହେବ ପରିବାର ନିଜ ଉଦ୍ୟମରେ ଉଚ୍ଚମାନର ଅପେରା ଆୟୋଜିତ କରୁଥିଲେ। ଦୁର୍ଗା ପୂଜା ମୁଖ୍ୟତଃ ରାତ୍ରି ସମୟରେ ହେଉଥିବାରୁ ସାରା ରାତି ଉପାସକ ଓ ଯାତ୍ରୀମାନଙ୍କର ଭିଡ଼ ରାସ୍ତାରେ ଓ ପୂଜା ସ୍ଥଳରେ ଦେଖାଯାଉଥିଲା। ଏକଦା ଯେଉଁ ଦଶହରା ଉତ୍ସବକୁ ନିଷ୍ଠା ସହକାରେ ପୃଷ୍ଠପୋଷକମାନେ ପାଳନ କରୁଥିଲେ, କାଳକ୍ରମେ ତହିଁରେ ଅବକ୍ଷୟ ଦୃଷ୍ଟିଗୋଚର ହେଲା। ଏକଦା ଆଦିବାସୀମାନେ ଦଳ ଦଳ ହୋଇ ଗୀତ ଗାଇ ବିଶିଷ୍ଟ ବ୍ୟକ୍ତିମାନଙ୍କ ଠାରୁ ମନୋରଞ୍ଜନ ଉଦ୍ଦେଶ୍ୟରେ ଆର୍ଥିକ ଅନୁଦାନ ସଂଗ୍ରହ କରୁଥିଲେ। ଆଜି ଆଉ ସେ କଥା ଦେଖାଯାଏନି। ଭଲ ବ୍ରାହ୍ମଣ ଅଭାବରେ ଦୁର୍ଗା ପୂଜାର ମାନ ହ୍ରାସ ପାଇଛି। ଜନତାର ମନୋରଞ୍ଜନ ପାଇଁ ଆୟୋଜକମାନେ ଅର୍କେଷ୍ଟ୍ରା ଓ ସିନେମାର ବ୍ୟବସ୍ଥା କରୁଅଛନ୍ତି। ପୂଜା ଓ ମନୋରଞ୍ଜନ ଉଦ୍ଦେଶ୍ୟରେ ବାଧ୍ୟବାଧକତା ଚାନ୍ଦା ସଂଗ୍ରହ କରିବା ଏକ ନୂତନ ପରମ୍ପରାରେ ପରିଣତ ହେଲାଣି। ତଥାପି ଭଲ ଓ ମନ୍ଦର ସମାହାର ମାଧ୍ୟମରେ ଦଶହରା ଉତ୍ସବକୁ ମୟୂରଭଞ୍ଜବାସୀମାନେ ଯଥାତୀତ ପାଳନ କରିଥାନ୍ତି। ରାବଣ ପୋଡ଼ି ଉପରେ ଗୁରୁତ୍ୱ ଦେବା ଏବଂ ସିନେମା ସଙ୍ଗୀତର କାନଫଟା ଚିତ୍କାରକୁ ଅଧିକ ସମ୍ଭାବ୍ୟ ଦେବା ଆଜି ଦୁର୍ଗୋତ୍ସବର ମୁଖ୍ୟ ପରିଚୟ। ଏତଦ୍ ବ୍ୟତୀତ ମାର୍ଚ୍ଚ ମାସର ଶିବରାତ୍ରି ଓ ଦୋଳ ପର୍ବ ଆଦି ଆଦିବାସୀମାନଙ୍କର ଅତି ନିଜର କରମ ପର୍ବ ଅନୁସାରେ ଜନଜୀବନକୁ ପ୍ରଭାବିତ କରିଥାଏ। ଦୋଳବାର ଶାସନକାଳର ବାରିପଦାର ବାରୁଣୀ ନିକଟସ୍ଥ ସିମଳା, ମାଳତୀ ଏବଂ ଖିଚିଙ୍ଗ ଆଦି ଶୈବପୀଠରେ ଶିବ ଭକ୍ତମାନଙ୍କର ମେଳା ଆୟୋଜିତ ହେଉଥିଲା। ବର୍ତ୍ତମାନ ମଧ୍ୟ ସେହି ବ୍ୟବସ୍ଥା ପ୍ରଚଳିତ ଅଛି। ଦୋଳ ପର୍ବ ଗ୍ରାମମାନଙ୍କରେ ଠିକ୍ ଭାବରେ ପାଳିତ ହୁଏ। ବହୁ ସ୍ଥାନରେ ରାଧାକୃଷ୍ଣଙ୍କର ମେଢ଼କୁ ମହା ସମାରୋହରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଏ। ସେଠାରେ ମେଳା ବସେ। କଳଞ୍ଜିଆର ଦୋଳଯାତ୍ରା ଓ ଖିଚିଙ୍ଗର ଶିବ ଚତୁର୍ଥୀ ମେଳାର ଅସ୍ୱାଭାବିକ ଜନସମାଗମ ହୋଇଥାଏ। ସପ୍ତାହ ବ୍ୟାପୀ ସେ ମେଳାର ବହୁ ଦୂରଦୂରାନ୍ତରରୁ ପୁରୁଷ ସ୍ତ୍ରୀ ଦଳବଦ୍ଧ ହୋଇ ଯୋଗ ଦିଅନ୍ତି। ବାଣିଜ୍ୟ ବ୍ୟବସାୟ ଭଲ ଚାଲେ। ସାମାଜିକ ସମ୍ପର୍କ ଦୃଢ଼ୀଭୂତ ହୁଏ। ସାଧାରଣ ଜୀବନର ଦୁଃଖ ଓ ଅନୁଶୋଚନା ଦୂର ହୋଇଯାଏ। ଆଦିବାସୀ ଓ ଅଣ ଆଦିବାସୀମାନେ ନିଜର ଭିତରେ କୌଣସି ପାର୍ଥକ୍ୟ ଅନୁଭବ କରନ୍ତି ନାହିଁ। ମାନସିକ ଉତ୍ତେଜନାର କୌଣସି ସୂଚନା ଉପଲବ୍ଧି ହୁଏ ନାହିଁ। ସମୟର ଗତିଚକ୍ରରେ ପୁରାତନ ସ୍ଥାନରେ ନୂତନ ବର୍ଷର ଆରମ୍ଭ ହୁଏ। ଇତିହାସର ନୂତନ ଅଧ୍ୟାୟ ଲିପିବଦ୍ଧ ଏକ ସୁସ୍ଥ ନିରାଡମ୍ବର ଜୀବନଯାତ୍ରାରେ ମୟୂରଭଞ୍ଜବାସୀ ଶାନ୍ତ ଓ ସମୃଦ୍ଧ ଅନୁଭବ କରନ୍ତି। ଉପସଂହାର ଦେଖିବା। ଦେଖ, ମୟୂରଭଞ୍ଜ ଓଡ଼ିଶାର ଉତ୍ତର ଅଞ୍ଚଳରେ ଅବସ୍ଥିତ ଏକ ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଜିଲ୍ଲା। ଏହାର ଇତିହାସ, ପରମ୍ପରା, ଆଦିବାସୀ ଜୀବନ, କଳା, ସାହିତ୍ୟ, ପ୍ରାକୃତିକ ସମ୍ପଦ ଏହାକୁ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳଠାରୁ ବିଶିଷ୍ଟ କରିଥାଏ। ମୟୂରଭଞ୍ଜର ଇତିହାସକୁ ଦେଖିଲେ ଜଣାପଡ଼େ ଯେ ଏହି ଭୂମି ଅତ୍ୟନ୍ତ ପ୍ରାଚୀନ ସମୟରୁ ମାନବ ବସବାସର କେନ୍ଦ୍ର ଥିଲା। ଏଠାରେ ମିଳୁଥିବା ପୁରାତତ୍ତ୍ୱ ସାକ୍ଷ୍ୟଗୁଡ଼ିକ ପ୍ରମାଣ କରେ ଯେ ପ୍ରାଚୀନ କାଳରୁ ଏହି ଅଞ୍ଚଳରେ ସଭ୍ୟତା ଓ ସଂସ୍କୃତିର ଉନ୍ନତି ଘଟିଥିଲା। ଭଞ୍ଜ ବଂଶର ଶାସନ ମୟୂରଭଞ୍ଜର ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ। ଏହି ବଂଶର ରାଜାମାନେ ପ୍ରଜା ହିତକର କାର୍ଯ୍ୟ, ଶିକ୍ଷା ଓ ପ୍ରସାର, ସଂସ୍କୃତିର ପୋଷଣ, ପ୍ରଶାସନର ସୁଦୃଢ଼ତା ପାଇଁ ପରିଚିତ ଥିଲେ। ମୟୂରଭଞ୍ଜର ଐତିହାସିକ ସଂସ୍କୃତିର ମୂଳ ଶକ୍ତି ହେଉଛି ତାହାର ଆଦିବାସୀ ସମ୍ପ୍ରଦାୟ। ସାନ୍ତାଳ, ମୁଣ୍ଡା, ଭୂମିଜ ଇତ୍ୟାଦି ଜନଜାତିମାନେ ଏଠାରେ ପ୍ରାଚୀନ କାଳରୁ ବସବାସ କରୁଅଛନ୍ତି। ସେମାନଙ୍କର ଜୀବନ ପ୍ରଣାଳୀ ସରଳ, ପ୍ରକୃତି ନିର୍ଭର ଓ ସାମୂହିକ ମୂଲ୍ୟବୋଧରେ ଆଧାରିତ। ସେମାନଙ୍କର ପର୍ବପର୍ବାଣି, ନୃତ୍ୟ, ସଙ୍ଗୀତ ଓ ଲୋକ କଥା ମାନେ ମୟୂରଭଞ୍ଜ ସଂସ୍କୃତିକୁ ଗଭୀର ଭାବରେ ପ୍ରଭାବିତ କରିଛି। ବାହାର କରମ, ମାଘ ପର୍ବ ଇତ୍ୟାଦି ଉତ୍ସବଗୁଡ଼ିକ ସେମାନଙ୍କର ଆନନ୍ଦ ଓ ଆସ୍ଥାର ପ୍ରତୀକ। ଛଉ ନୃତ୍ୟ ମୟୂରଭଞ୍ଜର ସଂସ୍କୃତିର ମୁଖ୍ୟ ଆକର୍ଷଣ। ଏହା ଏକ ଯୋଦ୍ଧା ଶୈଳୀର ନୃତ୍ୟ ଯାହାର ଶକ୍ତି, ସୌନ୍ଦର୍ଯ୍ୟ ଓ ନାଟ୍ୟ ଏକ ସାଙ୍ଗରେ ମିଳିଥାଏ। ଏହି ନୃତ୍ୟରେ ପୌରାଣିକ ଐତିହାସିକ କାହାଣୀମାନଙ୍କୁ ଅଙ୍ଗଭଙ୍ଗୀ ଓ ସଙ୍ଗୀତ ଦ୍ୱାରା ପ୍ରକାଶ କରାଯାଏ। ଏହା ମୟୂରଭଞ୍ଜର ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇଛନ୍ତି। ସାହିତ୍ୟ, ସଙ୍ଗୀତ ଓ କଳାରେ ମଧ୍ୟ ମୟୂରଭଞ୍ଜର ଅବଦାନ ଅସୀମ। ଏଠାରେ ଜନ୍ମ ନେଇଥିବା କବି, ଲେଖକ, ଶିଳ୍ପୀମାନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଲୋକ ସାହିତ୍ୟ ଓ ସଂସ୍କୃତି ସଙ୍ଗୀତ ଏହି ଅଞ୍ଚଳର ଜୀବନ ଓ ସଂସ୍କୃତିକୁ ପ୍ରତିବିମ୍ବିତ କରେ। ଆଧୁନିକ ଯୁଗରେ ମୟୂରଭଞ୍ଜ ଉନ୍ନତିର ପଥରେ ଆଗୁଆ ଚାଲିଛି। ତଥାପି ଏହି ଉନ୍ନତି ସହିତ ଏହାର ପୁରାତନ ଐତିହ୍ୟ
ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ସରକାର ଓ ସ୍ଥାନୀୟ ଲୋକମାନଙ୍କର ଯୁଗର ପ୍ରୟାସ ଏ ଦିଗରେ ଚାଲିଛି। ଏହା ସହିତ ମୟୂରଭଞ୍ଜର ସଂସ୍କୃତି ଏକ ସମନ୍ୱୟର ସଂସ୍କୃତି। ଏଠାରେ ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଏକତା ଓ ସମ୍ମିଳନର ବସବାସ କରନ୍ତି। ସେମାନଙ୍କର ପରସ୍ପର ସମ୍ମାନ ଓ ସହଯୋଗ ଏହି ସମାଜକୁ ଶକ୍ତିଶାଳୀ କରିଥାଏ। ଏହି ଏକତା ଓ ସାମାଜିକ ସମନ୍ୱୟ ମୟୂରଭଞ୍ଜର ସବୁଠାରୁ ବଡ଼ ଶକ୍ତି। ପରିଶେଷରେ ଏତିକି କୁହାଯାଇପାରେ ଯେ ମୟୂରଭଞ୍ଜ ହେଉଛି ଏକ ସଜୀବ ଐତିହାସିକ ଓ ସାଂସ୍କୃତିକ ଧରୋହର, ଯେଉଁଠାରେ ଗତକାଲିର ଗୌରବ, ବର୍ତ୍ତମାନର ଉନ୍ନତି ଓ ଭବିଷ୍ୟତର ଆଶା ଏକାତ୍ମ ଭାବରେ ଦେଖାଯାଏ। ଏହାର ପ୍ରାଚୀନ ଇତିହାସ, ଆଦିବାସୀ ପରମ୍ପରା, କଳା, ସାହିତ୍ୟ ଓ ପ୍ରାକୃତିକ ସମ୍ପଦ ଏହାକୁ ଏକ ବିଶିଷ୍ଟ ପରିଚୟ ଦେଇଛି। ତାପରେ ଆମେ ଏଇଠି ସମ୍ପୂର୍ଣ୍ଣ ଭାବରେ ତୁମର ମୟୂରଭଞ୍ଜ ଇତିହାସ ସରିଲା ପରେ ତ ଭିଡ଼ିଓଟି ଘଣ୍ଟେ ପାରିଗଲା ହେଲା। ତ ଯେଉଁ ପିଲାମାନେ ବି ଧୈର୍ଯ୍ୟର ସହିତ ସମ୍ପୂର୍ଣ୍ଣ ଭାବରେ ଦେଖିଛନ୍ତି ଭିଡ଼ିଓକୁ, ଧନ୍ୟବାଦ। ଜୟ ଜଗନ୍ନାଥ।